ହ୍ୟାଲୋ ଏଭ୍ରିୱାନ୍ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ଧର୍ମେନ୍ଦ୍ରକୁ। ଆଜି ଆମେ ଆପଣଙ୍କର ଅଣ୍ଡରଷ୍ଟାଣ୍ଡିଂ ଦି ସେଲ୍ଫର ୟୁନିଟ୍ 5ଟା ପଢ଼ିବା ଯେଉଁଟାକି ଅଛି ସେଲ୍ଫ ଡେଭଲପମେଣ୍ଟ ଥ୍ରୋ ସେଲ୍ଫ ଲର୍ଣ୍ଣିଂ। ହେଲା ଏଇଟା ତୁମର ଲାଷ୍ଟ ୟୁନିଟ୍ ଅଛି, ଯାହାପରେ ତୁମର ଅଣ୍ଡରଷ୍ଟାଣ୍ଡିଂ ଦି ସେଲ୍ଫଟା ସରିଯିବ। ତାପରେ ବିଏଡ୍ ଥାର୍ଡ଼ ସେମିଷ୍ଟର ଯେଉଁ ଅଲଗା ଯେଉଁ ରହିଛି ଲର୍ଣ୍ଣିଂ ଆସେସମେଣ୍ଟ ଅଛି ତାର କ୍ଲାସ୍ ଗୁଡ଼ିକ ମଧ୍ୟ ମୋ ୟୁଟ୍ୟୁବ୍ ପ୍ଲେଲିଷ୍ଟରେ ଅପଲୋଡ଼ ହେଇଯାଇଛି, ଆପଣ ଯାଇକି ସେଠି ଦେଖିପାରିବେ। ମୁଁ ଫାଷ୍ଟରୁ ଛୁଆ କହିଛି ତୁମର ଥାର୍ଡ଼ ସେମିଷ୍ଟରଟା ବହୁତ ହି ଇମ୍ପୋର୍ଟାଣ୍ଟ, କାହିଁକିନା ଥାର୍ଡ଼ ଆଉ ଫୋର୍ଥ ତୁମକୁ ବହୁତ ହି ଦେଖିକି ଭଲ ଡାଇଗ୍ରାମ୍ କରିକି ଭଲ ଭାବରେ ଲେଖିକି ଯେମିତି ପାସ୍ ହେବାର ଅଛି। ହେଲା ଥାର୍ଡ଼ ଫୋର୍ଥରେ କେହି ବି ବ୍ରେକ୍ ଲଗେଇବନି, କାରଣ ସେଟା ହେଉଛି ବହୁତ ହେଉଛି ତୁମର ହେଉଛି ତୁମର ଡ୍ୟୁରେସନ୍ଟା ବିଏଡ଼୍ର ଡ୍ୟୁରେସନ୍ଟା ବଢ଼ିଯିବ ତୁମର। ତ ସେଥିପାଇଁ ଭଲ ଭାବରେ ଲେଖିବ ଆଉ ଭଲ ଭାବରେ ଡାଇଗ୍ରାମ୍ କରିକି ଆସିବ। ଓକେ, ଦେଖ ଫାଷ୍ଟ ବୁଝିବା କ'ଣ ନା ସେଲ୍ଫ ଡେଭଲପମେଣ୍ଟ। ସେ କ'ଣ କହୁଛି ନିଜର ଡେଭଲପମେଣ୍ଟ ହେଇପାରିବ। କେମିତି ହେଇପାରିବ ଛୁଆ? ଯଦି ଆମେ ନିଜେ ନିଜେ ପଢ଼ିବା, ନିଜେ ନିଜେ ସ୍କିଲ୍ ଗେନ୍ କରିବା, ହେଲା ନିଜେ ନିଜେ ନଲେଜ୍ ଗେନ୍ କରିବା, ତାହେଲେ ଆମ ନିଜର ଡେଭଲପମେଣ୍ଟ ହେଇପାରିବ। ଫାଷ୍ଟ ବୁଝିବା ସେଲ୍ଫ ଡେଭଲପମେଣ୍ଟ କାହାକୁ କୁହାଯାଏ। ସେଲ୍ଫ ଡେଭଲପମେଣ୍ଟ ମାନେ କ'ଣ ଛୁଆ? ନା ସେଲ୍ଫ ଡେଭଲପମେଣ୍ଟ ଇଜ୍ ଦ ପ୍ରୋସେସ୍ ଅଫ୍ ଲର୍ଣ୍ଣିଂ ଆଣ୍ଡ ଇମ୍ପ୍ରୁଭିଂ ଅଫ୍ ୟୋର ଓନ୍ ସ୍କିଲ୍, ବିହେଭିୟର ଆଣ୍ଡ ପର୍ସନାଲିଟି। ସେଲ୍ଫ ଡେଭଲପମେଣ୍ଟଟା ଛୁଆ ଗୋଟେ ଲର୍ଣ୍ଣିଂ ପ୍ରୋସେସ୍ଟେ, ବା ଯେଉଁ ଉପାୟରେ ଆମେ କ'ଣ କରିବା ପଢ଼ିବା ଆଉ ନିଜର ଯେଉଁ ସ୍କିଲ୍ ଅଛି, ହେଲା ଆମର ଯାହା ଯାହା ସ୍କିଲ୍ ଅଛି, ତାର କମ୍ୟୁନିକେସନ୍ ସ୍କିଲ୍ ହେଲା କିମ୍ବା ତୁମର ପ୍ରେଜେଣ୍ଟେସନ୍ ସ୍କିଲ୍ ହେଲା, ତ ନିଜ ଭିତରେ ଯାହା ଯାହା ସ୍କିଲ୍ ଅଛି କିମ୍ବା କିଛି ବିହେଭିୟର ଅଛି କିମ୍ବା ଆମ ନିଜର ପର୍ସନାଲିଟିକୁ ଡେଭଲପମେଣ୍ଟ କରିବାଟାକୁ କୁହାଯାଏ ସେଲ୍ଫ ଡେଭଲପମେଣ୍ଟ। ହେଲା ତ ଏମିତିଆ ଗୋଟେ ବାଟ ଯାହାଦ୍ୱାରା ଆମେ ନିଜକୁ ନିଜର ଡେଭଲପମେଣ୍ଟ କରିପାରିବା, ତାକୁ କୁହାଯିବ କ'ଣ ସେଲ୍ଫ ଡେଭଲପମେଣ୍ଟ କହିଥାଉ। ବୁଝିପାରିଲ? ତ ଇଟ୍ ଇଜ୍ ଏବାଉଟ୍ ବିକମିଂ ଏ ବେଟର୍ ଭର୍ଜନ୍ ଅଫ୍ ୟୋର୍ ସେଲ୍ଫ ଥ୍ରୋ ଲର୍ଣ୍ଣିଂ ଆଣ୍ଡ ପ୍ରାକ୍ଟିସ୍। ହେଲା ପ୍ରତ୍ୟେକ ଦିନ କିଛି କିଛି ଲର୍ଣ୍ଣ କରିକି କିଛି କିଛି ପ୍ରାକ୍ଟିସ୍ କରିକି, ହେଲା ଆମେ ନିଜକୁ ଇମ୍ପ୍ରୁଭ୍ କରିବା ଆଉ ନିଜର ଗୋଟେ ବେଟର୍ ଭର୍ଜନ୍ ଗୋଟେ ବନିବା, ହେଲା ତାକୁ ହିଁ କୁହାଯାଏ କ'ଣ ସେଲ୍ଫ ଡେଭଲପମେଣ୍ଟ କୁହାଯାଇଥାଏ। It starts developing in early childhood and becomes more complex over the time। ये जो सेल्फ डेभलपमेंट प्रोसेसटा ଏଟା ଛୁଆ ପୁରା ଆର୍ଲି ଚାଇଲ୍ଡହୁଡରୁ ହିଁ ଷ୍ଟାର୍ଟ ହେଇଯାଏ। 3 ବର୍ଷ ବେଳକୁ ହିଁ ତମର ଇନଫାନ୍ସ ହେଇଥାଏ। କେତେ 0 to 2 years ଇନଫାନ୍ସ ହେଇଥାଏ। ତାପରେ ଗତରୁ 2 ବର୍ଷ ଗତରୁ ତମର ଷ୍ଟାର୍ଟ ହେଇଥାଏ ଯେ ନିଜର ଡେଭଲପମେଣ୍ଟ ହେବା। ଛୁଆ ଫାଷ୍ଟ କଥା କହିଥାଏ, ସେଟା ବି ସେଲ୍ଫ ଡେଭଲପମେଣ୍ଟ ଭିତରେ ଯିବ। ଛୁଆ ଯେତେବେଳେ ବସ୍ତୁ ଗୁଡ଼ିକ ଚିହ୍ନିଥାଏ, ସେଟା ମଧ୍ୟ ସେଲ୍ଫ ଡେଭଲପମେଣ୍ଟ ଭିତରେ ଯିବ। ତ କିଛି ଆକ୍ୱାର କରିବାଟାକୁ କ'ଣ କୁହାଯାଏ ସେଲ୍ଫ ଡେଭଲପମେଣ୍ଟ କୁହାଯାଇଥାଏ। ତ ସେଲ୍ଫ ଡେଭଲପମେଣ୍ଟ ଚାଇଲ୍ଡହୁଡରେ ଛୁଆ ଷ୍ଟାର୍ଟ ହେଇଥାଏ, ଆଉ ଯେତେବେଳେ ତମେ ବୟସ ବଢ଼ିକି ଯିବ, ତ ସେଲ୍ଫ ଡେଭଲପମେଣ୍ଟଟା ଆହୁରି ମୋର କମ୍ପ୍ଲେକ୍ସ ହେଇକି ଯିବ। ହେଲା ତ ସେଲ୍ଫ ଡେଭଲପମେଣ୍ଟର ଛୁଆ 3ଟା ଷ୍ଟେଜ୍ ଅଛି। ଗୋଟେ ହେଉଛି କ୍ୟାଟେଗୋରିକାଲ ଷ୍ଟେଜ୍, ଆଉ ଗୋଟେ ରିମେମ୍ବର୍ଡ ସେଲ୍ଫ ଆଉ ଗୋଟେ ହେଉଛି ଇନର ସେଲ୍ଫ। ଏ ସବୁ ଛୁଆ ତମ ବହିରେ ଅଛି, କିନ୍ତୁ ତମେ ବହି ପଢ଼ିଲା ବେଳେ ତମକୁ ଏତେ ଇଜି ଲାଗିବନି ମାନେ ପଢ଼ାଟା, କାରଣ ବହିରୁ ବହୁତ ହି କମ୍ପ୍ଲେକ୍ସ କରିକି ଲେଖିଛି। ଏଠି ତମର କ'ଣ ବହୁତ ହି ଇଜି କରିକି ମୁଁ ଏଟାକୁ ଏଇ ଯେଉଁ ୟୁନିଟ୍ଟାକୁ ବହୁତ ଇଜିଲି ଏଟା ନେଇକି ଯିବି, ଦେଖିବ ତମକୁ ଜଣାପଡ଼ିବନି ଯେ କୋଉଠି କିଛି ହାର୍ଡ଼ ଅଛି ବୋଲି। ଓକେ, ଫାଷ୍ଟ ବୁଝିବା ଯେ 3ଟା ଷ୍ଟେଜ୍ର ଆମର ଡେଭଲପମେଣ୍ଟ ହେଇଥାଏ। ଗୋଟେ କ୍ୟାଟେଗୋରିକାଲ, ରିମେମ୍ବର୍ଡ ଆଉ ଗୋଟେ ଇନର। ଫାଷ୍ଟ ବୁଝିବା କ୍ୟାଟେଗୋରିକାଲ କ'ଣ। କ୍ୟାଟେଗୋରିକାଲ ସେଲ୍ଫରେ ଗୋଟେ ଛୁଆଟା ନିଜକୁ ଡିଫରେଣ୍ଟ ଟାଇପ୍ ଅଫ୍ କ୍ୟାଟେଗୋରୀରେ ନିଜକୁ କ୍ୟାଟେଗୋରାଇଜ୍ କରି ଦେଇଥାଏ। এটা এই ଯେଉଁ କ୍ୟାଟେଗୋରାଇଜ୍ ଯେଉଁ ଛୁଆମାନେ କରିଦେଇଥାନ୍ତି, ତ ଏଇଟା କ'ଣ ଦେଖାଇଥାଏ ନା ଇଟ୍ ସୋଜ୍ ଦ ଚାଇଲ୍ଡ ଇଜ୍ ଷ୍ଟାର୍ଟିଂ ଟୁ ସି ଦେମସେଲ୍ଫ ଏଜ୍ ସେପାରେଟ୍ ଆଣ୍ଡ ୟୁନିକ୍। ଯଦି ସେ ଗୋଟେ ଛୁଆଟା ନିଜକୁ କ୍ୟାଟେଗୋରାଇଜ୍ କରିଦେଉଛି, ତା ମାନେ କ'ଣ ନା ସେ ଛୁଆଟା ନିଜକୁ ଅନ୍ୟମାନଙ୍କ ଠାରୁ ସେପାରେଟ୍, ଗୋଟେ ଲୋକଙ୍କ ଠାରୁ ସେ ନିଜକୁ ସେପାରେଟ୍ ବୋଲି ଜାଣିପାରୁଛି। ସେ ତାଙ୍କଠାରୁ ଅଲଗା ବୋଲି, ବୟସ ଅନୁସାରେ ଅଲଗା ବୋଲି ସେ ଜାଣିପାରୁଛି। ଯଦି ଗୋଟେ ଝିଅଟେ ଅଛି, ସେ ତାଠୁ ଅଲଗା ବୋଲି ଜାଣିପାରୁଛି ଯେ ନା ମୁଁ ପୁଅଟେ ବୋଲି। ତ ଏଇଭଳିଆ କ'ଣ ନା ଏଇ ଯଦି କ୍ୟାଟେଗୋରାଇଜ୍ କରିଦେଲା, ତାହେଲେ ସେ ଛୁଆଟା ନିଜକୁ ଭଲ ଭାବରେ ବୁଝିପାରୁଛି, ନିଜକୁ ୟୁନିକ୍ ୱେରେ ଅନ୍ୟମାନଙ୍କ ଠାରୁ ସେ କୋଉ ଭଳିଆ ଅଲଗା ତାକୁ ସେ ଭଲ ଭାବରେ ବୁଝିପାରୁଛି। ଓକେ, ତାପରେ ଆସିବ ରିମେମ୍ବର୍ଡ ସେଲ୍ଫ। ରିମେମ୍ବର୍ଡ ସେଲ୍ଫ କ'ଣ ନା ଦ ଚାଇଲ୍ଡ ବିଲ୍ଡସ୍ ଏ ମେଣ୍ଟାଲ ମେମୋରି ଅଫ୍ ଦେମସେଲ୍ଫ ଥ୍ରୋ ଦି ଏକ୍ସପିରିଏନ୍ସ। ଯେତେବେଳେ ଛୁଆଟା କ'ଣ କରେ, ତା ପ୍ୟାରେଣ୍ଟସ୍ ମାନଙ୍କ କନଭରସେସନ୍ ଶୁଣେ, ସୋସାଇଟିରେ ଯେତେବେଳେ ଯେଉଁ ସାଙ୍ଗସାଥି କିମ୍ବା ଟିଚର ମାନଙ୍କର ହେଉଛି କନଭରସେସନ୍ ଶୁଣେ, ତ ସେ କ'ଣ ତାର ଗୋଟେ ମେମୋରି ଷ୍ଟାର୍ଟ ହେଇଥାଏ, ବା ତା ବ୍ରେନ୍ରେ ଗୋଟେ ମେମୋରି କ୍ରିଏଟ୍ ହେଇଥାଏ, ଯିଏକି ସବୁ ଜିନିଷକୁ ସେ ମନେ ରଖିଥାଏ। ତ ସେଇଟାକୁ କୁହାଯିବ କ'ଣ ରିମେମ୍ବର୍ଡ ସେଲ୍ଫ। It is influenced by the parent conversation and storytelling. Example: remember when you want to the you went to the zoo। ମାନେ କ'ଣ ଏଇ ଯେଉଁ ରିମେମ୍ବର ସେଲ୍ଫଟା କାହା କତରୁ ଇନଫ୍ଲୁଏନ୍ସ ହେଇଥାଏ, ମାନେ କାହା ମାନଙ୍କ ଦ୍ୱାରା ପ୍ରଭାବିତ ହେଇଥାଏ, ପ୍ୟାରେଣ୍ଟ ମାନଙ୍କ କନଭରସେସନ୍ ଦ୍ୱାରା,
जो बापा माँଙ୍କର କଥାବାର୍ତ୍ତା ଦ୍ୱାରା ଆଉ ଯଦି କିଏ ଷ୍ଟୋରି ଟେଲିଂ କହୁଛି କିମ୍ବା ସ୍କୁଲରେ କିମ୍ବା ହେଉଛି ଯେଉଁ ଅଙ୍ଗନବାଡ଼ିରେ ଯେଉଁ ସେମାନେ ସବୁ ଶିଖିଥାନ୍ତି ତାଙ୍କ ଟିଚରମାନଙ୍କ ଥ୍ରୁ ତାହା ଦ୍ୱାରା ଏଇସବୁ ରିମେମ୍ବର ସେଲ୍ଫ ହେଉଛି ସେଇଟାରୁ ପ୍ରଭାବିତ ହୋଇଥାଏ। ସେସବୁ ଶୁଣିକି ସେ ତାଙ୍କର ମନେ ରଖିବା ପାଇଁ ଚେଷ୍ଟା କରିଥାନ୍ତି। ରିମେମ୍ବର ସେଲ୍ଫରେ ଯେତେବେଳେ ତୁମେ ଗୋଟେ ଛୁଆକୁ ପଚାରୁଛ ଯେ ତୁମେ ସେଦିନ କେଉଁଠିକି ଯାଇଥିଲୁ, ସେଦିନ ଜୁ ଦେଖିତେ କେଉଁଦିନ ଯାଇଥିଲୁ, ସେଦିନ ମନ୍ଦିରକୁ କେଉଁଦିନ ଯାଇଥିଲୁ, ସେ ତୁମକୁ କହିଦେଉଛି। ସେଇଟା ହେଉଛି ତାର ହେଉଛି ରିମେମ୍ବର ସେଲ୍ଫ। ବୁଝିପାରିଲ? ଯଦି ସେ ଠିକ୍ ଭାବରେ କହିଦେଉଛି ତାହେଲେ ରିମେମ୍ବର ସେଲ୍ଫଟା ଭଲ ଭାବରେ ଡେଭଲପମେଣ୍ଟ ହେଇଛି। ଇଟ୍ ହେଲ୍ପସ୍ ଚିଲଡ୍ରେନ୍ କ୍ରିଏଟ୍ ଏ ସେନ୍ସ ଅଫ୍ ପର୍ସନାଲ ହିଷ୍ଟ୍ରି। ଏ ରିମେମ୍ବର ସେଲ୍ଫଟା ଗୋଟେ ଛୁଆକୁ ହେଲ୍ପ କରିଥାଏ। ସେ ନିଜ ବିଷୟରେ ଗୋଟେ ଛୁଆଟା ନିଜର ହିଷ୍ଟ୍ରି ବିଷୟରେ ପର୍ସନାଲ ହିଷ୍ଟ୍ରି ଗୋଟେ ତିଆରି କରିବାରେ ତାକୁ ହେଲ୍ପ କରିଥାଏ। ତାପରେ ଥିଲା ହେଉଛି କ୍ୟାଟେଗୋରାଲ ସେଲ୍ଫ, ରିମେମ୍ବର ସେଲ୍ଫ, ତାପରେ ଆସିବ ଇନର ସେଲ୍ଫ। ଇନର ସେଲ୍ଫରେ କ'ଣ ହେଇଥାଏ ନା ଦ ଚାଇଲ୍ଡ ବିଗିନ୍ସ ଟୁ ଅଣ୍ଡରଷ୍ଟାଣ୍ଡ ଇଣ୍ଟରନାଲ ଟ୍ରେଟ୍ସ ସଚ୍ ଏଜ୍ ଥଟ୍ ଫିଲିଂ ଡିଜାୟାର। ଯେତେବେଳେ ଛୁଆ ଭିତରେ ଇନର ସେଲ୍ଫଟା ଡେଭଲପମେଣ୍ଟ ହେବ, ସେ ଛୁଆ କ'ଣ କରିବ ତା ନିଜ ମନ ଭିତରେ ଯାହା ଯାହା ସବୁ ଫିଲିଙ୍ଗସ୍ ଅଛି, ଥଟ୍ସ ଅଛି ବା ତାର ଯେଉଁ ପସନ୍ଦ ଅଛି ନାପସନ୍ଦ ଅଛି ସେ ସବୁକୁ ସେ ଭଲ ଭାବରେ ବୁଝିପାରିବ। ଦେ ବିଗିନ୍ସ ଟୁ ରିଆକ୍ଟ ଅନ୍ ଦେମସେଲ୍ଭସ୍ ହେଲା। ସେଇ ଯେଉଁ ଥିଙ୍ଗସ୍ ଉପରେ ଧର କେଉଁ ଜିନିଷଟା ତାକୁ ଚକୋଲେଟଟା ଭଲ ଲାଗେନି, ତାକୁ ଯେତେବେଳେ ଆଣିକି ତୁମେ ଚକୋଲେଟ ଦେଲ ସେ ତାକୁ କ'ଣ କରିବ, ତାକୁ ନେଗ୍ଲେକ୍ଟ କରିବ ବା ତାକୁ କହିବ ଯେ ମୋର ଏଇଟା ଦରକାର ନାହିଁ। ସେଇ ହେଉଛି ସେ କ'ଣ କରିଥାଏ, ଧୀରେ ଧୀରେ ସେ ହେଉଛନ୍ତି ସେ ଜିନିଷ ଉପରେ ରିଫ୍ଲେକ୍ଟ କରିବା ଷ୍ଟାର୍ଟ କରିଦେଇଥାଏ। ତାକୁ ଯଦି ଦୁଃଖ ଲାଗିବ ତ ସେ ହେଉଛି ଫିଲ୍ କରିକି କ'ଣ କହିବେ, ଆଇ ଫିଲ୍ ସାଡ୍। ଯଦି ସେମାନେ ବେଶୀ ପୋଲାଇଟଲି ତାଙ୍କ ସହିତ କେହି ହେଉଛି କଥା ହେବେ, ସିଏ ତୁମ ସହିତ ପୋଲାଇଟଲି କଥା ହେବେ। ସେଇଟା ହେଉଛି ଛୁଆର ଇନର ସେଲ୍ଫ ଯେତେବେଳେ ଡେଭଲପମେଣ୍ଟ ହେବ ସେ ଏଇସବୁ ବିଷୟରେ ଜାଣିପାରିବ। ଏଇଟା ଥିଲା ତୁମର ଟୋଟାଲ ହେଉଛି ଛୁଆ ସେଲ୍ଫ ଡେଭଲପମେଣ୍ଟ। ବୁଝିପାରିଲ? ତାପରେ ହେଉଛି ଡେଭଲପମେଣ୍ଟ ଅଫ ନା ଏତେ ଛାଡ଼ିଦେଲି। ଓକେ, ଦେଖ ଛୁଆ ଫ୍ୟାକ୍ଟର୍ସ ଦ୍ୟାଟ୍ ଆଫେକ୍ଟ ସେଲ୍ଫ ଅଣ୍ଡରଷ୍ଟାଣ୍ଡିଂ। କେଉଁ ଫ୍ୟାକ୍ଟର ଆଡ଼କୁ ସେଲ୍ଫ ଅଣ୍ଡରଷ୍ଟାଣ୍ଡିଂକି ଆଫେକ୍ଟ କରେ? ଫାର୍ଷ୍ଟ ହେଉଛି ଟେମ୍ପରମେଣ୍ଟ। ଟେମ୍ପରମେଣ୍ଟ କ'ଣ ନା ହେଉଛି ନିଜେ କେଉଁ ଭଳିଆ ହେଉଛି ବିହେଭିଅର ହେଲା, ଯେଉଁ ଆମର ଯେଉଁ ବିହେଭିଅର ଥାଏ ଅନ୍ୟମାନଙ୍କ ପ୍ରତି ତାକୁ ହେଉଛି ଟେମ୍ପରମେଣ୍ଟ କୁହାଯାଏ। ଏ କାମ୍ ଅର୍ ଡିଫିକଲ୍ଟ ନେଚର ଆଫେକ୍ଟସ୍ ହାଉ ଏ ଚାଇଲ୍ଡ ଅଣ୍ଡରଷ୍ଟାଣ୍ଡ ଦେୟାର ଇମୋସନ୍ସ। ଯଦି ଗୋଟେ ଛୁଆଟା ସବୁବେଳେ ପାଇଁ ଶାନ୍ତ ରହୁଥିବ ଆଉ ଗୋଟେ ଛୁଆଟା ସବୁବେଳେ ପାଇଁ ହେଉଛି ଡିଫିକଲ୍ଟ ନେଚର ଥିବ ବା ସବୁବେଳେ ପାଇଁ ରାଗୁଥିବ ହେଲା, ସମସ୍ତଙ୍କ ଉପରେ ଗରଗର ଡାକୁଥିବ, ତାହେଲେ କିଏ ହେଉଛି ଭଲ ଭାବରେ ନିଜର ଇମୋସନଟାକୁ ହେଉଛି ଡେଭଲପ କରିପାରିବ? ଯିଏ ସବୁବେଳେ ପାଇଁ କାମ୍ ଥିବ। ସେ କଥା କହୁଛି ଗୋଟେ କାମ୍ ନେଚର କିମ୍ବା ଡିଫିକଲ୍ଟ ନେଚରଟା ଆଫେକ୍ଟ ପକାଇଥାଏ ଯେ ଛୁଆଟା ନିଜକୁ କେଉଁ ଭଳିଆ ବା ନିଜର ଇମୋସନକୁ କେଉଁ ଭଳିଆ ବୁଝିପାରୁଛି ତା ଉପରେ ତାର ହେଉଛି ନେଚରଟା ହେଉଛି ଆଫେକ୍ଟ ପକାଇଥାଏ। ସେ ଯେଉଁ ନେଚରଟାକୁ ହିଁ ଆମେ ଟେମ୍ପରମେଣ୍ଟ ବୋଲି କହିଥାନ୍ତି। ତାର ଫିଡବ୍ୟାକ୍ ଫ୍ରମ୍ ଦି ଆଡଲ୍ଟସ୍, ପଜିଟିଭ୍ ଅର୍ ନେଗେଟିଭ୍ କମେଣ୍ଟସ୍ ସେଭ୍ ହାଉ ଚିଲଡ୍ରେନ୍ ସି ଦେମସେଲ୍ଭସ୍। ଗୋଟେ ଛୁଆଟା ନିଜକୁ ନିଜେ କେମିତି ଦେଖିବ, ତାକୁ ଯେତେବେଳେ ତୁମେ ଧର ଗୋଟେ ଛୁଆଟାକୁ ସବୁବେଳେ ପାଇଁ ତାର ଟିଚର ମାନେ କହୁଛନ୍ତି ତୁ ପାଠ ପଢ଼ିପାରିବୁନି, ତୁ ହେଉଛି ଗଧ, ତୁ ଏଇଟା କରିପାରିବୁନି ସେଇଟା କରିପାରିବୁନି, ତ ଛୁଆଟା ମନରେ ଏଇଟା ଡେଭଲପ ହେଇଯିବ ଯେ ନା ବାହାର ଲୋକ ସମସ୍ତେ ମୋତେ କହୁଛନ୍ତି ମାନେ ମୁଁ କରିପାରିବିନି, ତାହେଲେ ମୁଁ ସତର କରିପାରିବିନି। ତ ଯେଉଁ ଆମ ବାହାର ଯେଉଁ ଦୁନିଆରେ ଯେଉଁ ପଜିଟିଭ୍ ଆଉ ନେଗେଟିଭ୍ କମେଣ୍ଟ ଗୋଟେ ଛୁଆକୁ ଦିଆଯାଏ ସେଟା ମଧ୍ୟ ତାର ଡେଭଲପମେଣ୍ଟ ଉପରେ ଆଫେକ୍ଟ ପକାଇଥାଏ। ତାପରେ ହେଉଛି ପିୟର ଇନଫ୍ଲୁଏନ୍ସ। ଫ୍ରେଣ୍ଡସ୍ ଆକ୍ସେପ୍ଟାନ୍ସ ଅର୍ ରିଜେକ୍ସନ୍ ଇମ୍ପାକ୍ଟସ୍ ଏ ଚାଇଲ୍ଡସ୍ ସେଲ୍ଫ ଇମେଜ୍। ଦେଖିବ କିଛି ଯଦି ଡିସାବିଲିଟି କେଉଁ ଛୁଆ ଆଡ଼କୁ ଥିବେ ତାକୁ ସାଙ୍ଗ ଛୁଆମାନେ ନିଜ ସାଙ୍ଗରେ ମିଶେଇକି ଖେଳୁ ନଥିବେ, ତାହା ଦେହରେ ତାର ହେଉଛି ସେଲ୍ଫ ଡେଭଲପମେଣ୍ଟ ସେଇଠି ହେଉଛି ବାଧାପ୍ରାପ୍ତ ହେବ। ଗୋଟେ ତା ସାଙ୍ଗ ଛୁଆ ଯଦି ଆକ୍ସେପ୍ଟ କରୁଛନ୍ତି, ସେ ଛୁଆଟାକୁ ଭଲ ଭାବରେ ଆକ୍ସେପ୍ଟ କରୁଛନ୍ତି, ତାଙ୍କ ସାଙ୍ଗରେ ମିଶେଇକି ଖେଳୁଛନ୍ତି, ତାହେଲେ ତାର ସେ ଛୁଆର ସେଲ୍ଫ ଡେଭଲପମେଣ୍ଟ ବହୁତ ଭଲ ହେବ। ଆଉ ଯଦି ତାକୁ ରିଜେକ୍ସନ୍ ମିଳୁଛି ସବୁ କଥାରେ ତାହେଲେ ତାର ସେଲ୍ଫ ଡେଭଲପମେଣ୍ଟଟା ଡାଉନ୍ ହେବ। ବୁଝିପାରିଲ? ତାପରେ ହେବ ଡେଭଲପମେଣ୍ଟ ଅଫ୍ ସୋସିଆଲ ଆଇଡେଣ୍ଟିଟି ହେଲା। ଫାଷ୍ଟ ବୁଝିବା କ'ଣ ନା ସୋସିଆଲ ଆଇଡେଣ୍ଟିଟି, ତାପରେ ଦେଖିବା କେମିତି କ'ଣ ଡେଭଲପ ହେଇଥାଏ। ସୋସିଆଲ ଆଇଡେଣ୍ଟିଟି ଇଜ୍ ହାଉ ଏ ପର୍ସନ୍ ସିଜ୍ ଦେମସେଲ୍ଫ ବେସ୍ଡ ଅନ୍ ଦି ଗ୍ରୁପ୍ସ ଦେ ବିଲଙ୍ଗସ୍ ଟୁ। ମୁଁ ଏଇଟା ବି ସୋସିଆଲ ଆଇଡେଣ୍ଟିଟି ଆମର ୟୁନିଟ୍ 3ରେ ମଧ୍ୟ କହିଥିଲି। ତ କ'ଣ ହେଇଛି ନା ସୋସିଆଲ ଆଇଡେଣ୍ଟିଟି କାହାକୁ କୁହାଯାଏ ନା ଗୋଟେ ପର୍ସନଟା ତା ସୋସାଇଟିକୁ ବେସ୍ କରିକି ହେଲା ନିଜକୁ କେମିତି ଦେଖୁଛି ହେଲା। ସୋସାଇଟିର ଯେଉଁ ତା ଚାରିପଟର ଯେଉଁ ଲୋକ ଅଛନ୍ତି ବା ତା ଚାରିପଟର ଯେଉଁ ସୋସାଇଟିର ଗ୍ରୁପ୍ ସବୁ ଅଛି ତାକୁ ସବୁ ବେସ୍ କରିକି ସେ ନିଜକୁ କେଉଁ ଭଳିଆ ଦେଖୁଛି, ସେମାନଙ୍କ ସହିତ କେମିତି ତୁଳନା କରୁଛି, ସେଇଟା ହେଉଛି ତାର ହେଉଛି ସୋସିଆଲ ଆଇଡେଣ୍ଟିଟି। ବୁଝିପାରିଲ? ସେଇ ଯେଉଁ ସୋସାଇଟିର ଯେଉଁ ସବୁ ଗ୍ରୁପ୍ସ ଅଛି ସେ ଗ୍ରୁପ୍ ଭିତରେ କିଏ ଯିବ, ଫ୍ୟାମିଲି, ରିଲିଜିଅନ୍, କାଷ୍ଟ, ନେସନ୍, ସ୍ପୋର୍ଟ ଟିମ୍ ଏଟସେଟ୍ରା। ମାନେ ତୁମ ଫ୍ୟାମିଲିରେ ତୁମର ପୋଜିସନ୍ କ'ଣ ସେଟା ବି ଗୋଟେ ସୋସିଆଲ ଆଇଡେଣ୍ଟିଟି। ତୁମେ କେଉଁ ରିଲିଜିଅନ୍ରେ ଅଛ, ଆମେ ଧର ହିନ୍ଦୁଜିମ୍, ହେଟା ବି ଆମର ଗୋଟେ ସୋସିଆଲ ଆଇଡେଣ୍ଟିଟି। ଆମେ କେଉଁ କାଷ୍ଟରୁ ଆସୁଛନ୍ତି ସେଟା ବି ଆମର ସୋସିଆଲ ଆଇଡେଣ୍ଟିଟି। ଆମର ନେସନ୍ ଆମେ ହେଉଛନ୍ତି ଇଣ୍ଡିଆନ୍, ସେଟା ବି ଗୋଟେ ସୋସିଆଲ ଆଇଡେଣ୍ଟିଟି। ତ ତୁମେ ଗୋଟେ ଗ୍ରୁପ୍ ଭିତରେ ତୁମର ପୋଜିସନ୍ କ'ଣ ସେଇଟା ହେଉଛି ତୁମର ସୋସିଆଲ ଆଇଡେଣ୍ଟିଟି।
ବୁଝିପାରିଲ। ଏକ୍ଜାମ୍ପଲ୍ କ'ଣ ସୋସିଆଲ୍ ଆଇଡେଣ୍ଟିଟିରେ ଏ ପର୍ସନ୍ ମେ ସେ ଆଇ ଏମ୍ ଏ ଇଣ୍ଡିଆନ୍, ଆଇ ଏମ୍ ଏ ଷ୍ଟୁଡେଣ୍ଟ ଅଫ୍ XYZ ସ୍କୁଲ୍। ମାନେ ଗୋଟେ ସ୍କୁଲ୍ର ଯଦି ସେ ଷ୍ଟୁଡେଣ୍ଟ ହେଇଥିବ ତାହେଲେ ସେ ସ୍କୁଲ୍ର ଯେଉଁ ଷ୍ଟୁଡେଣ୍ଟ ଯେଉଁ ହେଇଛି ଯେଉଁ ସ୍କୁଲ୍ର ସେଇଟା ତାର ସୋସିଆଲ୍ ଆଇଡେଣ୍ଟିଟି। ଆମେ ସମସ୍ତେ କହୁଛନ୍ତି ଆମେ ଇଣ୍ଡିଆନ୍, ତ ସେଟା ବି ଆମର ଗୋଟେ ସୋସିଆଲ୍ ଆଇଡେଣ୍ଟିଟି। ବୁଝିପାରିଲ। ଦେଖ ତାଜଫେଲ୍ ଜଣେ ଥିଲେ ଏଜୁକେସନିଷ୍ଟ ଥିଲେ, ସେ ସୋସିଆଲ ଆଇଡେଣ୍ଟିଟି ଉପରେ ଗୋଟେ ଥିଓରି ଦେଇଥିଲେ 1979 ସେ ସେଠାରେ କ'ଣ କହିଥିଲେ ସୋସିଆଲ ଆଇଡେଣ୍ଟିଟି କେମିତି ଡେଭଲପ୍ ହେଇଥାଏ ନା ଗ୍ରୁପ୍ସ ଗିଭ୍ ଅସ୍ ଏ ସେନ୍ସ ଅଫ୍ ସୋସିଆଲ ଆଇଡେଣ୍ଟିଟି ଅର୍ ସେନ୍ସ ଅଫ୍ ବିଲଙ୍ଗିଂ ଟୁ ଦି ସୋସିଆଲ। ମାନେ ସୋସାଇଟିର ଯେଉଁ ସବୁ ଗ୍ରୁପ୍ସ ଅଛନ୍ତି ହେଲା, ଯେଉଁ ସୋସାଇଟିର ଡିଫରେଣ୍ଟ ଟାଇପ୍ ଅଫ୍ ଗ୍ରୁପ୍ସ ଅଛନ୍ତି, ଯିଏ କାଷ୍ଟ ବେସ୍ଡ କରିକି ଗ୍ରୁପ୍ସ ଅଛି, କିଏ ହେଉଛି ରିଲିଜନକୁ ବେସ୍ କରିକି ଗ୍ରୁପ୍ ଅଛନ୍ତି ହେଲା। ତ ଏଇ ଯେଉଁ ଗ୍ରୁପ୍ ଆଡ଼କ ରହିଛନ୍ତି ସିଏ ଆମକୁ ଗୋଟେ ସୋସିଆଲ ଆଇଡେଣ୍ଟିଟି ଦେଇଥାଏ, ବା ଆମେ ସେଇ ଗ୍ରୁପ୍ ଭିତରେ ଆମେ ଜଣେ ବୋଲି ସିଏ ଆମକୁ ଫିଲ୍ କରେଇଥାନ୍ତି। ଏଇଟା ହେଉଛି ସେ କହିଥାନ୍ତି ସୋସିଆଲ ଆଇଡେଣ୍ଟିଟି ସେଇଭଳିଆ ଡେଭଲପମେଣ୍ଟ ହେଇଥାଏ ଯେ ସୋସାଇଟିର ଯେଉଁ ଗ୍ରୁପ୍ ଆଡ଼କ ଅଛନ୍ତି ସେମାନେ ହିଁ ଆମର ସୋସିଆଲ ଆଇଡେଣ୍ଟିଟିଟାକୁ ଡେଭଲପମେଣ୍ଟ କରେଇଥାନ୍ତି। We feel proud of our groups and may compare with other groups to feel better। ଆମେ ଯେଉଁ ଗ୍ରୁପ୍ରୁ ଆସିଥାନ୍ତି ତା ଉପରେ ଆମେ ପ୍ରାଉଡ଼ ଫିଲ୍ କରିଥାନ୍ତି। ଆମେ ଧର ଇଣ୍ଡିଆନ୍ ସବୁ, ତ ଆମେ ଇଣ୍ଡିଆନ୍ ଭଳିଆ ଆମେ ଆମେ ହେଉଛନ୍ତି ପ୍ରାଉଡ଼ ଫିଲ୍ କରିବା। କିନ୍ତୁ ଯଦି ସେଇ ଗ୍ରୁପ୍ଟାକୁ ଅଲଗା ଗ୍ରୁପ୍ ସାଙ୍ଗରେ ଆମେ ଯେତେବେଳେ ତୁଳନା କରନ୍ତି କମ୍ପାରେଟିଭ୍ ୱିଥ୍ ଅଦର ଗ୍ରୁପ୍ସ ଟୁ ଫିଲ୍ ବେଟର୍, ଆମେ ସମସ୍ତେ ଆମମାନଙ୍କୁ ଅଲଗା ଦେଶ ସହିତ ତୁଳନା କରନ୍ତି। ଆଉ ଯଦି ଆମେ ତା ଦେହରୁ ଆମକୁ ଭଲ ଲାଗେ ବା ତା ଦେହରୁ କିଛି ପଜିଟିଭ୍ ଜିନିଷ ଯଦି ଆମକୁ ଆମେ ପାଇଲୁ ତାହେଲେ ଆମକୁ ଏଇଟା ବେଟର୍ ଫିଲ୍ ହୁଏ ବା ଆମକୁ ଖୁସି ଦିଏ। ଯେଉଁଭଳିଆ ଆମେ ନିଜକୁ ପାକିସ୍ତାନ ସହିତ ତୁଳନା କରିକି ଆମେ ଦେଖୁଛନ୍ତି ଆମର ଟେକ୍ନୋଲୋଜି ବହୁତ ଭଲ ପାକିସ୍ତାନ ଠାରୁ, ତାଙ୍କ ସହିତ ଆମର ଇନଫ୍ରାଷ୍ଟ୍ରକ୍ଚର ଭଲ ଅଛି, ତାପରେ ଆମକୁ କ'ଣ ଦେଉଛି ଆମ ମନରେ ଗୋଟେ ଖୁସି ଆସୁଛି ଯେ ନା ଆମେ ସେ ଗ୍ରୁପ୍ ଠାରୁ ଆମେ ଅଧିକା ଭଲ। ତ ଏଇଟା ହେଉଛି ସୋସିଆଲ ଆଇଡେଣ୍ଟିଟିର ଗୋଟେ ହେଉଛି କ୍ୟାରେକ୍ଟରିଷ୍ଟିକ୍ସ। ତାପରେ ୱି ଡିଭାଇଡ୍ ପିପୁଲ୍ ଇଣ୍ଟୁ ଅସ୍ ଆଣ୍ଡ ଦେମ୍। ଆମେ ସମସ୍ତେ ଯେତିକି ବି ଆମେ ପିପୁଲ୍ ଅଛନ୍ତି ଆମେ ଦୁଇ ଭାଗରେ ବିଭକ୍ତ ହେଇଛୁ, ଗୋଟେ ହେଉଛି ଅସ୍ ଆଉ ଗୋଟେ ହେଉଛି ଦେମ୍। ଅସ୍ଟାକୁ କୁହାଯାଏ ଇନ୍ ଗ୍ରୁପ୍ ଆଉ ଦେମ୍ଟାକୁ କ'ଣ କୁହାଯାଏ ଆଉଟ୍ ଗ୍ରୁପ୍। ଇନ୍ ଗ୍ରୁପ୍ ଆଉଟ୍ ଗ୍ରୁପ୍ କହୁଛୁ। ଦେଖ ଇନ୍ ଗ୍ରୁପ୍ ମାନେ କ'ଣ ନା ଯେଉଁ ଗ୍ରୁପ୍ ଦି ଗ୍ରୁପ୍ ୟୁ ବିଲଙ୍ଗ ଟୁ ଅର୍ ଆଇଡେଣ୍ଟିଫାଇ ୱିଥ୍। ଯେଉଁ ଗ୍ରୁପ୍ରେ ତୁମେ ଅଛ, ଧର ଆମେ ସମସ୍ତେ ଇଣ୍ଡିଆନ୍, ତ ଇଣ୍ଡିଆନ୍ଟା ହେଉଛି ଆମ ସମସ୍ତଙ୍କ ପାଇଁ ଇନ୍ ଗ୍ରୁପ୍। ବୁଝିପାରିଲେ। ଆମେ ଯେଉଁ ଗ୍ରୁପ୍ରୁ ବିଲଙ୍ଗ କରିଥାନ୍ତି ବା ଆମେ ଯେଉଁ ଗ୍ରୁପ୍ରୁ ଆସିଥାନ୍ତି ତାକୁ ଆମେ ଇନ୍ ଗ୍ରୁପ୍ ବୋଲି କହିଥାନ୍ତି। ଆଉଟ୍ ଗ୍ରୁପ୍ କ'ଣ ନା ଦ ଗ୍ରୁପ୍ ୟୁ ଡୋଣ୍ଟ ବିଲଙ୍ଗ ଟୁ। ଯେଉଁ ଗ୍ରୁପ୍ରେ ତୁମେ ନାହଁ ବା ଯେଉଁ ଗ୍ରୁପ୍ରେ ତୁମେ ହେଉଛି ଆସି ନାହଁ, ଯେଉଁଟା ହେଉଛି ଆମେରିକା, ପାକିସ୍ତାନ, ଚାଇନା, ଏମାନେ ସବୁ ହୋଇଯିବ କ'ଣ ଆଉଟ୍ ଗ୍ରୁପ୍। ଆମେ ତା ଭିତରେ ଯାଉଛନ୍ତି, ତା ଭିତରେ ଯାଉନାହାନ୍ତି। ତ ଆମେ ଇଣ୍ଡିଆ ଭିତରେ ଯାଉଛନ୍ତି, ଇଣ୍ଡିଆଟା ହେବ ଇନ୍ ଗ୍ରୁପ୍, ଆଉ ଯେତିକି ବାହାର କଣ୍ଟ୍ରି ରହିଲେ ସେମାନେ ସବୁ ହେବେ ଆଉଟ୍ ଗ୍ରୁପ୍। We usually favor our own group and may prejudice towards the our other groups। ଆମେ ସମସ୍ତେ କ'ଣ କରିଥାନ୍ତି, ଆମେ ସବୁବେଳେ ପାଇଁ ନିଜ ଗ୍ରୁପ୍ ପ୍ରତି ଆମେ ହେଉଛି ସବୁବେଳେ ପାଇଁ ଆଦର ଦେଖାଇଥାନ୍ତି। ଆମେ ଇଣ୍ଡିଆନ୍ ବୋଲି କହିଦେଲେ ଆମେ ସମସ୍ତେ ଭଲ ଫିଲ୍ ହେଇଥାଏ। ଆଉ ଅଲଗା ଯେତିକି ସବୁ ଗ୍ରୁପ୍ ଅଛି ବା ଅଲଗା ଯେତିକି କଣ୍ଟ୍ରିର ଯେଉଁ ଲୋକମାନେ ଅଛନ୍ତି ତାଙ୍କ ପ୍ରତି ଆମର ଟିକେ ନିନ୍ଦନୀୟ ଭଳିଆ ରହିଥାଏ ବା ତାଙ୍କ ପ୍ରତି ଟିକେ ଆମର ନେଗେଟିଭ୍ ଭାବନା ରହିଥାଏ। ଓକେ। ତାପରେ ବୁଝିବା ଛୁଆ ସେଲ୍ଫ ଅଣ୍ଡରଷ୍ଟାଣ୍ଡିଂ। ଓକେ। ସେଲ୍ଫ ଅଣ୍ଡରଷ୍ଟାଣ୍ଡିଂ ମାନେ କ'ଣ? ସେଲ୍ଫ ଅଣ୍ଡରଷ୍ଟାଣ୍ଡିଂ ମାନେ ଅଣ୍ଡରଷ୍ଟାଣ୍ଡିଂ ହ୍ୱାଟ୍ ୟୋର୍ ମୋଟିଭ୍ସ ଆର୍ ହ୍ୱେନ୍ ୟୁ ଆକ୍ଟ ଇଜ୍ କଲ୍ଡ ସେଲ୍ଫ ଅଣ୍ଡରଷ୍ଟାଣ୍ଡିଂ। ମାନେ ତୁମେ ଯେତେବେଳେ କିଛି ଗୋଟେ କାମ କରୁଛ ହେଲା, ଯେତେବେଳେ ତୁମେ ଗୋଟେ କାମ କରୁଛ ତୁମର କିଛି ନା କିଛି ମୋଟିଭ୍ସ ଥିବ ହେଲା, ସେ କାମ ପଛରେ ତୁମର କିଛି ହେଉଛି ଲକ୍ଷ୍ୟ ଥିବ। ଯଦି ତୁମେ ସେଇଟାକୁ ବୁଝି ଯାଉଛ ତାକୁ ହିଁ କୁହାଯାଏ ସେଲ୍ଫ ଅଣ୍ଡରଷ୍ଟାଣ୍ଡିଂ। ତୁମେ ଧର ଗୋଟେ ଏକ୍ଜାମ୍ପଲ୍ ନେବା ଆମେ ହେଲା, ତୁମେ ଧର ପାଠ ପଢ଼ୁଛ ହେଲା, ତୁମେ ଧର କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ତୁମେ ପାଠ ପଢ଼ୁଛ, ତା ପଛରେ ତୁମର ମୋଟିଭ୍ କ'ଣ ରହିବା ଦରକାର ଯେ ମୁଁ ଦିନକୁ 8-9 ଘଣ୍ଟା ପାଠ ପଢ଼ିବି, ମୁଁ ହେଉଛି ଡିସିପ୍ଲିନ୍ ଅନୁସାରେ ପାଠ ପଢ଼ିବି, ଠିକ୍ ଟାଇମ୍ରେ ଶୋଇମି, ଠିକ୍ ଟାଇମ୍ରେ ଉଠିକି ପାଠ ପଢ଼ିବି। ତ ଏଇଟା ଯଦି ଏଇ ମୋଟିଭ୍ ଆଡ଼କୁ ତୁମେ ଭଲ ଭାବରେ ବୁଝିନେଲ ତାକୁ ହିଁ ଆମେ କ'ଣ କହିବା ସେଲ୍ଫ ଅଣ୍ଡରଷ୍ଟାଣ୍ଡିଂ ବୋଲି କହିବା। ବୁଝିପାରିଲ। ତ ଇଟ୍ ଇଜ୍ କ୍ଲୋଜଲି କନେକ୍ଟେଡ୍ ଟୁ ସେଲ୍ଫ କନସେପ୍ଟ which is how you see yourself। ଦେଖ এই ଯେଉଁ ସେଲ୍ଫ ଅଣ୍ଡରଷ୍ଟାଣ୍ଡିଂଟା ସେଲ୍ଫ କନସେପ୍ଟ ସହିତ ବି କନେକ୍ଟେଡ୍ ହେଇଥାଏ ବା ଏକା ଭଳିଆ ହେଇଥାଏ ସେଲ୍ଫ କନସେପ୍ଟ ଆଉ ସେଲ୍ଫ ଅଣ୍ଡରଷ୍ଟାଣ୍ଡିଂ। ସେଲ୍ଫ କନସେପ୍ଟ ମାନେ କ'ଣ? ତୁମେ ନିଜକୁ ନିଜେ କେମିତି ଦେଖୁଛ ବା ତୁମେ ଦୁନିଆରେ ନିଜକୁ କେଉଁ ଭଳିଆ ଦେଖୁଛ ସେଇଟା ହେଉଛି ସେଲ୍ଫ କନସେପ୍ଟ, ବା ତୁମେ ନିଜ ବିଷୟରେ କେତେ କ'ଣ ଜାଣିଛ ସେଇଟା ହେଉଛି ସେଲ୍ଫ କନସେପ୍ଟ। ତ ସେଲ୍ଫ ଅଣ୍ଡରଷ୍ଟାଣ୍ଡିଂ ଆଉ ସେଲ୍ଫ କନସେପ୍ଟ ହେଉଛନ୍ତି କ'ଣ କ୍ଲୋଜଲି କନେକ୍ଟେଡ୍। Self understanding is a process that makes children to understand themselves and develop into competent, matured and self motivated children।
ସେଲ୍ଫ ଅଣ୍ଡରଷ୍ଟାଣ୍ଡିଂ ଏମିତି ଗୋଟେ ପ୍ରୋସେସ୍ ଯାହାଦ୍ୱାରା ଗୋଟେ ଚିଲଡ୍ରେନଟା ନିଜକୁ ବହୁତ ଭଲ ଭାବରେ ବୁଝିପାରିଥାଏ। ଆଉ କ'ଣ ହେଇଥାଏ ନା ନିଜର ସବୁ ହେଉଛି ସ୍କିଲ୍ ସବୁ ଡେଭଲପ୍ କରିଥାଏ, ଯାହାଦ୍ୱାରା ସିଏ ଗୋଟେ ସୋସାଇଟିର ଗୋଟେ ମ୍ୟାଚୁଅର୍ ପର୍ସନ୍ ହେଇଥାଏ ଆଉ କମ୍ପିଟେଣ୍ଟ ହେଇଥାଏ ହେଲା ଅନ୍ୟମାନଙ୍କ ସହିତ ନିଜକୁ କମ୍ପିଟେଣ୍ଟ କରିଥାଏ ଆଉ ହେଉଛି ସେଲ୍ଫ ମୋଟିଭେଟେଡ୍ ଚିଲଡ୍ରେନ୍ ଗୋଟେ ବନେଇଥାଏ। ସେଇ ଯେଉଁ ପ୍ରୋସେସ୍ଟାକୁ ଏଇ ଯେଉଁ ସବୁ ସେଲ୍ଫ ମୋଟିଭେଟେଡ୍ ଚିଲଡ୍ରେନ୍ ବନେଇବା ଗୋଟେ ମ୍ୟାଚୁଅର୍ ପର୍ସନ୍ ବନିବାର ଯେଉଁ ପ୍ରୋସେସ୍ଟାକୁ ହିଁ କ'ଣ କୁହାଯାଏ ସେଲ୍ଫ ଅଣ୍ଡରଷ୍ଟାଣ୍ଡିଂ କୁହାଯାଇଥାଏ। ବୁଝିପାରିଲ? ତ ସେଲ୍ଫ ଅଣ୍ଡରଷ୍ଟାଣ୍ଡିଂର ଆମ ଲାଇଫ୍ର କ'ଣ ଇମ୍ପୋର୍ଟାନ୍ସ ଅଛି, ଆମେ ନିଜକୁ କାହିଁକି ବୁଝିବା ଦରକାର ନା ଯଦି ଜଣେ ଛୁଆଟା ସେଲ୍ଫ ଅଣ୍ଡରଷ୍ଟାଣ୍ଡିଂ କରୁଛି ବା ନିଜକୁ ଭଲ ଭାବରେ ବୁଝିଛି ତାଦ୍ୱାରା କ'ଣ ହେବ ନା ଇଟ୍ ବିଲ୍ଡସ୍ କନଫିଡେନ୍ସ ଟୁ ହ୍ୟାଣ୍ଡେଲ୍ ଷ୍ଟ୍ରେସ୍ ଇନ୍ ସ୍କୁଲ୍ ଆଣ୍ଡ ଲାଇଫ୍। ଗୋଟେ ଛୁଆଟା ସ୍କୁଲରେ ଯେତିକି ଷ୍ଟ୍ରେସ୍ ଅଛି ବା ତା ଜୀବନରେ ଯେତିକି ଲାଇଫ୍ରେ ଯେତିକି ଷ୍ଟ୍ରେସ୍ ଅଛି ତାକୁ ସେ କନଫିଡେଣ୍ଟଲି ତାକୁ ସବୁ ହ୍ୟାଣ୍ଡେଲ୍ କରିପାରିବ ଯଦି ସେ ନିଜର ୱିକନେସ୍ ନିଜର ଷ୍ଟ୍ରେନ୍ଥ ଯଦି ସେ ଜାଣିଥାଏ। It improves both academic achievement and personal and social development। जो सेल्फ अंडरस्टैंडिंग द्वारा आमर एकाडेमिक अचिवमेंट तो बहुत भल होता है जहाँद्वारा आम भल मार्क रखी था स्कूल प्रोग्रेस होता है ता छड़ा कौन होता है ना सोसाइटी आमको गोटे भल लोक आगे आम गोटे भल परिचय पाई था आम पर्सनाल डेभलपमेंट होता है आम सब स्किल डेभलपमेंट होता है आम बिहेवियर डेभलपमेंट होता है क्या द्वारा ये सेल्फ अंडरस्टैंडिंग द्वारा। बुझिपाल? तापर हूँ लारेंस 4 थीम्स ऑफ सेल्फ अंडरस्टैंडिंग। से कहते लारेंस बोली जन थे हूँ आम एजुकेशनिस्ट से कहते स्कूल रे तुम किसी टास्क एमती कर जहाँद्वारा छुआ मान भितर सेल्फ अंडरस्टैंडिंग बिल्ड हो। फास्ट कौन ना ट्रस्ट एक्टिविटीज स्कूल मानक ट्रस्ट एक्टिविटीज सब हम जो छुआ मैंने विश्वास करवा शिखे अन्य कथा को प्राधान्य दवा शिखे। तापर एक्सप्रेशन ऑफ फीलिंग्स मैं स्कूल माहौलटा एमती हवा दरकार जे छुआ मैंने निजर फीलिंग्स टाक ओपनली एक्सप्रेस करें जदि से किसी जिनस स्कूल पसंद हुए ताकू से कहीपे जो जिनस किसी पसंद ताकू से कहीपे। तापर पॉजिटिव फीडबैक एक्टिविटीज एमती किसी एक्टिविटीज कर धर डिबेट कंपिटिशन है एसे कंपिटिशन है किसी भी गोटे तुम हूँ करिकुलर एक्टिविटीज है ताद्वारा कौन हम छुआ मैंने पार्टिसिपेट करेंगे आ तुम से गोटे पॉजिटिव फीडबैक दब। पॉजिटिव फीडबैक कौन ना तू भल कर आगु को आउ टे भल करूँ तो लेखाटा बहुत भल था ताद्वारा कौन हम छुआ मान निजक निजे बुझीपारे निजर वीकनेस आ स्ट्रेंथ आड़ से भल भाव में जानीपारे। आउ रिस्क टेकिंग एक्सरसाइज किसी प्रोजेक्ट दब किसी टास्क दब जोटा कि से रिस्क टेकिंग नौ हार्ड टास्क दब जहाँद्वारा से निजक भल भाव में बुझीपारे। टार्गेट स्किल्स एंड एक्टिविटीज तापर कौन कौन ना किसी एक्टिविटीज करवा दरकार स्कूल रे जहाँद्वारा छुआ मान कौन हम ना सेल्फ डेभलपमेंट सेल्फ अंडरस्टैंडिंग छुआ मैंने निजक भल भाव में बुझीपारे। कौन कौन छुआ फास्ट शेयरिंग ऑफ फीलिंग्स छुआ मैंने निज निजर सांग मान सहित फीलिंग्स शेयर करेंगे जदि कौ कथा कष्ट लगुच से सांग कतर कह सार कतर कहींपारे तो फीलिंग्स शेयर करने से निजक निजे भल बुझीपारे। तापर गेसिंग दी इमोशन अन्य मानकर इमोशन को गेस करवा दरकार ता सांगटा जब दुखरे अच्छी से जापार जे ना मो सांगर यही कथा मो सांगटा दुखरे अच्छी यही कथा कष्ट दूसरी मुझे कहबी ना। तापर रिमेम्बरिंग गुड टाइम्स गोटे छुआ ता जीवन में जी भल भल समय सब अतिक्रम काटी सब रिमेम्बरिंग करवा दरकार जहाँद्वारा खुशी मिलता है गोटे हैप्पी फिल होता है। तापर हूँ थिंकिंग पॉजिटिवली छुआ मान शिखा दरकार जे केमी समझते नेगेटिव कथारू नेगेटिव थिंकिंग रू केमी से दूरेकी रहा पॉजिटिवली समझते थिंकिंग करेंगे। तापर ट्रस्टिंग वन अनदर जड़े आउ जन सब ट्रस्ट करवा दरकार सोसाइटी जी भी लोक अच्छा आम समस्त किसी ट्रस्ट रखा दरकार। तापर बुझा छुआ कौन ना सेल्फ एस्टीम। ओके देख सेल्फ एस्टीम क्या कह छुआ ना सेल्फ एस्टीम इज द थॉट फीलिंग्स एंड ओपिनियंस वी हैव अबाउट आवर सेल्फ माने कौन ना आमे आम मान है आम निजर आम मान कौन अच्छे किसी थट अच्छे फिलिंग्स अच्छे आम निजक निजे केमी देखुं आम निज मन भितर आमको कौन आम निजक भल बोली भावुं ना आम किसी खराब बोली भावुं ना आमर किसी हूँ ओपिनियन अच्छी जहाँ भी आम निज बारे किसी ओपिनियन अच्छी तो यही सब को हूँ सेल्फ एस्टीम कहुए जे गोटे लोकटा ता निजक कौ भाया देखुची से तार हूँ सेल्फ एस्टीम बोली कहुए था। बुझीपार? तो इट इज नॉट फिक्स्ड सेल्फ एस्टीम छुआ फिक्स्ड नुह यहाँ हूँ इनक्रिज होता है डिक्रिज होता है डिपेंडिंग ऑन हाउ वी थिंक आम निज भितर जो आम निजक बहुत भल भावुचे जिते देख तुम जो स्कूल एज्रे थी से तुम ग्रुप्र जहाँ भी तुम यदि किसी खेल भल थी कि ये थी तो सब तुमको लगुला मुझे सब बेटर है मो उपरे कहीं ना मुझे क्लास भल मार्क रखुची कि मुझे खेल सब बेस्ट है तो सहीटा सब तुमको लगुला
କିନ୍ତୁ ତମେ ଯେତେବେଳେ ଏଇଖିଣା ତମେ କଥା କୁହ, ଏଇଖିଣା ଯେତେବେଳେ କିଛି ଛୁଆଙ୍କର ଜବ୍ ହଉନାହିଁ କିମ୍ବା ହେଉଛି ଭ୍ୟାକେନ୍ସି ବାହାରୁନାହିଁ, ଏଜ୍ ବଢ଼ୁଛି, ଯାହାଦ୍ୱାରା କ'ଣ ହେଉଛି ନିଜକୁ ଗୋଟେ ହେଉଛି ଗିଲ୍ଟି ଫିଲ୍ ହେଉଛି ବା ନିଜକୁ ଆମେ ସମସ୍ତେ କ'ଣ କରୁଛନ୍ତି ଟିକେ ନା ଟିକେ ନେଗ୍ଲେକ୍ଟେଡ୍ ରହୁଛି ଯେ ହେଉଛି ଆମେ ଅନ୍ୟମାନେ ଚାକିରି ପାଉଛନ୍ତି ଆମେମାନେ ଚାକିରି ପାଉନାହାନ୍ତି। ତ ଏଇଭଳିଆ ଗୋଟେ ଟିକେ ହେଉଛି କ'ଣ ରହୁଛି ଆମର ନିଜ ଉପରେ ଯେଉଁ ଫିଲିଙ୍ଗସଟା ଟିକେ ଡିକ୍ରିଜ୍ ଭାବରେ ରହୁଛି। ତ ସେଇ କଥା କହୁଛି ସେଲ୍ଫ ଇଷ୍ଟେମ୍ଟା କେବେ ବଢ଼ିଥାଏ ଆଉ କେତେବେଳେ କମିଥାଏ। ତ ନିଜ ବିଷୟରେ ଯେଉଁ ହେଉଛି ଧାରଣାଟା ସେଟା କେବେ ବଢ଼ିଥାଏ ଆଉ କେତେବେଳେ କମିଥାଏ। ପଜିଟିଭ୍ ଥିଙ୍କିଂ ଏବାଉଟ୍ ଆୱାର ସେଲ୍ଫ ବୁଷ୍ଟ ସେଲ୍ଫ ଇଷ୍ଟେମ୍। ଯଦି ଆମେ ନିଜ ବିଷୟରେ ସବୁବେଳେ ପାଇଁ ପଜିଟିଭ୍ ଥିଙ୍କିଂ କରିବା ତାହେଲେ ଆମର ସେଲ୍ଫ ଇଷ୍ଟେମ୍ଟା ବୃଦ୍ଧି ପାଇଥାଏ, ଆଉ ଯଦି ନେଗେଟିଭ୍ ଥିଙ୍କିଂ କରିବା ଆମ ନିଜ ବିଷୟରେ ସବୁବେଳେ ପାଇଁ ଏଇଟା ଲୋୟର ହେଇଥାଏ। ୱେ ଟୁ ଏନରିଚ୍ ସେଲ୍ଫ ଇଷ୍ଟେମ୍। ଆମେ କେମିତି ଆମ ବିଷୟରେ ଆମର ଯେଉଁ ସେଲ୍ଫ ଇଷ୍ଟେମ୍ଟା ବୃଦ୍ଧି କରିପାରିବା ବା ଆମେ ଆମ ବିଷୟରେ କେମିତି ଭଲ ଭାବିପାରିବା ତାର କିଛି ପାଥ୍ ଅଛି ସେଟା ଦେଖିବା। ଫାଷ୍ଟ ହେଉଛି ପାଥ୍ ହେଉଛି ଭିଜୁଆଲାଇଜେସନ୍। ଭିଜୁଆଲାଇଜେସନ୍ ମାନେ କ'ଣ? ଇମାଜିନ୍ ୟୋର ସେଲ୍ଫ as the person you want to become, shift from negative to positive thoughts। ମାନେ କ'ଣ କହୁଛି ନା ତମେ ନିଜକୁ ସବୁବେଳେ ପାଇଁ ଗୋଟେ ଯାହା ତୁମେ ବନିବା ପାଇଁ ଚାହୁଁଛ ସେଇ ଜାଗାରେ ରଖିକି ସବୁବେଳେ ପାଇଁ ନିଜକୁ ଇମାଜିନ୍ କର। ତୁମେ ଯେତେବେଳେ ଗୋଟେ ଡକ୍ଟର ବନିବା ପାଇଁ ଚାହୁଁଛ କିମ୍ବା ତୁମେ ଗୋଟେ ଟିଚର ବନିବା ପାଇଁ ଚାହୁଁଛ, ତୁମେ ସେଇଟା ଇମାଜିନ୍ କର ଥରେ ସେଇ ଟିଚରଟା ହେଇଗଲା ପରେ ତୁମ ପାଖରେ କ'ଣ କ'ଣ ଫ୍ୟାସିଲିଟି ଥିବ, ପଇସା ଥିବ, କାହା ପାଖକୁ ହେଉଛି ତୁମେ ହେଉଛି ମାଗିତେ ପଡ଼ିବନି, ତୁମେ ଗୋଟେ କ'ଣ ନିଜେ ଗୋଟେ ନିଜ ପାଖରେ ଗୋଟେ ରେସପେକ୍ଟ ଥିବ। ତ ଏଇସବୁ ଜିନିଷ ତୁମେ ସେଇ ଯାହା ବନିବା ପାଇଁ ଚାହୁଁଛ ସେଇଟା ମାନେ ସେଇ ପଦବୀରେ ନିଜକୁ ଇମାଜିନ୍ କର। ସେଇଟା ହେଉଛି ଭିଜୁଆଲାଇଜେସନ୍। ଯାହାଦ୍ୱାରା ତୁମର ଯେଉଁ ନେଗେଟିଭ୍ ସବୁ କଥା ଆଡ଼କ ବା ନେଗେଟିଭ୍ ମାଇଣ୍ଡ ଯେଉଁ ଆସୁଛି ଯେ ଆଉ ହେବନି ମୋ ଦ୍ୱାରା କିମ୍ବା ମୁଁ ପଢ଼ିବିନି ହେଲା, ଏଇ ଯେଉଁ ସବୁ ନେଗେଟିଭ୍ କଥା ତୁମ ମାଇଣ୍ଡକୁ ଆସୁଛି ସେ ଆଡ଼କୁ ଆସିବନି, ତୁମର ପଜିଟିଭ୍ ଥଟ୍ ଆଡ଼କ ତୁମ ବିଷୟରେ ସବୁ ଡେଭଲପ୍ ହେବ। ତାପରେ ହେଉଛି ସେଲ୍ଫ ଆନାଲିସିସ୍। ଆଇଡେଣ୍ଟିଫାଇ ୟୋର ଷ୍ଟ୍ରେଂଥ ଆଣ୍ଡ ୱିକନେସ୍, ରେକଗ୍ନାଇଜ୍ ନେଗେଟିଭ୍ ଫିଲିଂସ୍ ଆଣ୍ଡ ୱାର୍କ ଅନ୍ ଇମ୍ପ୍ରୁଭ୍ ଇଟ୍। ତୁମେ ସବୁବେଳେ ପାଇଁ କ'ଣ ନିଜକୁ ଆନାଲାଇଜ୍ କର ହେଲା। ଯଦି ସେଲ୍ଫ ଇଷ୍ଟେମ୍ଟା ବଢ଼ିବା ପାଇଁ ଚାହୁଁଛ ନିଜର ଷ୍ଟ୍ରେଂଥ ଆଉ ୱିକନେସ୍କୁ ଦେଖ, ଆଉ ଯେଉଁଗୁଡ଼ିକ ୱିକ୍ ପଏଣ୍ଟ ଅଛି ତୁମ ଭିତରେ ଯେଉଁଗୁଡ଼ିକ ୱିକ୍ ପଏଣ୍ଟ ଅଛି ତା ଉପରେ ତୁମେ କାମ କର ଆଉ ତାକୁ ଇମ୍ପ୍ରୁଭ୍ କର। ତାପରେ ଏକ୍ସପେକ୍ଟ ସମ୍ ଫେଲୁଅର୍ସ, ୟୁ ସୁଡ୍ ଲର୍ନ ଫ୍ରମ୍ ଦି ମିଷ୍ଟେକ୍ ୱିଦାଉଟ୍ ଲୁଜିଂ ହପ୍। ସବୁବେଳେ ପାଇଁ ଛୁଆଟା ମନେ ରଖିଥିବ ବିଫଳତା ହିଁ ସଫଳତାର ପ୍ରଥମ ପାହାଚ ହେଲା। ତ ସେଇଥିପାଇଁ ମୁଁ କୁହେ ତୁମେ ଯଦି କୌଣସି ବି ଏକ୍ଜାମ୍ର ବା କେଉଁଠି ବି ଯଦି ଲାଇଫ୍ର ଯଦି ତୁମର 10th କମ୍ ମାର୍କ ଆସିଛି କିମ୍ବା ହେଉଛି ତୁମର ଇଂଲିଶ ହେଉନି, ଏବେ ଆମର ବହୁତ ଗୁଡ଼ିଏ ଓଡ଼ିଆ ମିଡ଼ିୟମ୍ ଛୁଆଙ୍କର ବହୁତ କିଛି ପ୍ରୋବ୍ଲେମ୍ ଥାଏ। ତ କେବେ ବି ଛୁଆ ଧୈର୍ଯ୍ୟ ହେବନି ଯେ ମୋ ଦ୍ୱାରା ହେବନି, ମୋ ଦ୍ୱାରା ଇଏ ହେବନି। ଏଇଟା ତ କିଛି ନୁହେଁ, ଛୁଆ ବହୁତ ହିଁ ଛୁଆ କମ୍ ମାର୍କ ରଖିକି ୟୁପିଏସ୍ସିରୁ ବି ପାଇଛନ୍ତି ହେଲା। ତ ନିଜକୁ ହେଉଛି କ'ଣ କରିବା, ହୋପ୍ ନିଜ ଉପରେ ରଖିବ। ଆଉ ଯଦି ତୁମେ କିଛି ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପଢ଼ୁଛ ତାହେଲେ ସେଇଟା କଣ୍ଟିନ୍ୟୁଅସ୍ଲି ପଢ଼ିବ। ତୁମର ଥରେ ଭୁଲ ହେଇଛି ମାନେ ଆର ଥରକୁ ହେଉଛି ତୁମେ ଫେଲ୍ ହେଇଯିବ ସେଟା ନୁହେଁ। ଆଜି ଫେଲ୍ ହେଇଛ ଆର ଥରକୁ ତା ଦେହରୁ କିଛି ମିଷ୍ଟେକ୍ ସେଇ ଫେଲ୍ରୁ କିଛି ଶିଖିବ, ତାଦ୍ୱାରା କ'ଣ ହେବ ନେକ୍ସଟ ଟାଇମ୍ ତୁମେ ଏଟାର ନିଶ୍ଚିତ ତୁମେ ଗୋଟେ ଜବ୍ ପାଇଁ ବି ଯିବ। ବୁଝିପାରିଲ? ତ ସେଥିପାଇଁ କହୁଛନ୍ତି ସବୁବେଳେ ପାଇଁ ନିଜର ମିଷ୍ଟେକ୍ରୁ ହିଁ ତୁମେ ଶିଖିବାକୁ ଟ୍ରାଏ କର। ଟ୍ରଷ୍ଟ ୟୋର ଓନ୍ ଭ୍ୟାଲ୍ୟୁଜ୍ ହେଲା। ଫଲୋ ୟୋର ଓନ୍ ପ୍ରିନ୍ସିପଲ୍ ଇନଷ୍ଟେଡ୍ ଅଫ୍ ଟ୍ରାଇ କପିଂ ଏଭ୍ରିୱାନ୍ ହେଲା। ଯେ କିଏ କ'ଣ କହୁଛି ଦୁନିଆରେ ତାକୁ ଛୁଆ କପି କରନି। ତ ନିଜର ପ୍ରିନ୍ସିପଲ୍ ନିଜ ମନକୁ ଯାହା ଚାହୁଁଛି ସେଇଆ ସବୁବେଳେ ପାଇଁ କର। ଯେ କେଉଁ ଛୁଆ କୁହନ୍ତି କ'ଣ ସାର୍ ଆମେ କେତେବେଳେ ଉଠିକି ପାଠ ପଢ଼ିବୁ, ଗୋଟେ ଛୁଆଟା ତ ସକାଳୁ ଉଠିକି ପାଠ ପଢ଼ୁଛି ତାର ମନେ ରହୁଛି, କିଏ ଛୁଆ ରାତିରେ ପାଠ ପଢ଼ୁଛି ତାର ମନେ ରହୁଛି। ଏସବୁ କିଛି ଛୁଆ ଦେଖନି, ପାଠ ପଢ଼ିବା ଦରକାର। ତୁମକୁ ଯଦି ସକାଳୁ କମ୍ଫର୍ଟେବଲ୍ ହେଉଛି ତୁମେ ସକାଳୁ ଉଠିକି ପାଠ ପଢ଼। ଯଦି ତୁମକୁ ରାତିରେ ହେଉଛି ତୁମର ପାଠ ମନେ ରହୁଛି ବା ରାତିରେ ତୁମକୁ ଶୋଇ ସାରିଲା ପରେ ପିନ୍ ଡ୍ରପ୍ ସାଇଲେଣ୍ଟର ତୁମେ ପାଠ ପଢ଼ିତେ ଭଲ ଲାଗୁଛି ତାହେଲେ ରାତିରେ ପାଠ ପଢ଼। ତ ନିଜର ପ୍ରିନ୍ସିପଲ୍କୁ ତୁମେ ନିଜେ ଫଲୋ କର, ଅନ୍ୟମାନଙ୍କୁ କାହାକୁ କପି କର ନାହିଁ। ତାପରେ ଷ୍ଟେ ପଜିଟିଭ୍, ୟୁଜ୍ ହୋପଫୁଲ୍ ଲାଙ୍ଗୁଏଜ୍ ଆଣ୍ଡ ସରାଉଣ୍ଡ ୟୋର ସେଲ୍ଫ ୱିଥ୍ ଅପଟିମିଷ୍ଟ ପିପଲ୍। ତ ନିଜ ଚାରିପଟରେ କ'ଣ କର ନା ହେଉଛି ଏମିତି ଲୋକମାନଙ୍କୁ ରଖ ଯିଏକି ତୁମକୁ ସବୁବେଳେ ପାଇଁ ମୋଟିଭେଟ୍ କରିପାରୁଥିବ, ନିଜକୁ ସବୁବେଳେ ପାଇଁ ପଜିଟିଭ୍, ତୁମକୁ ସବୁବେଳେ ପାଇଁ ପଜିଟିଭ୍ ଫିଲ୍ କରିପାରୁଥିବ। ଡୋଣ୍ଟ କମ୍ପେୟାର ୱିଥ୍ ଅଦର୍ସ, ଅନ୍ୟମାନଙ୍କ ସହିତ ନିଜକୁ କମ୍ପେୟାର କରେନି। ନିଜର ଯାହା ଷ୍ଟ୍ରେଂଥ ଅଛି ତା ଉପରେ ତୁମେ ଫୋକସ୍ କର। ରିନ୍ୟୁ ଡେଲି, ଏନକରେଜ୍ ୟୋର ସେଲ୍ଫ ଏଭ୍ରି ଡେ ଥ୍ରୁ ଦି ହ୍ୟାବିଟ୍ସ ଲାଇକ୍ ୟୋଗା, ମେଡିଟେସନ୍। ସେ କ'ଣ କହୁଛି ନିଜର ସେଲ୍ଫ ଇଷ୍ଟେମ୍ କେମିତି ବଢ଼େଇ ପାରିବ ନା ତୁମେ ପ୍ରତ୍ୟେକ ଦିନ ନିଜକୁ ଫିଲ୍ କର। କେମିତିଆ ନା ନିଜ ଭିତରେ କିଛି ଏନର୍ଜି ଜେନେରେଟ୍ କର। କେମିତି ଛୁଆ ତୁମେ ୟୋଗା କରିପାରିବ ପ୍ରତ୍ୟେକ ଦିନ, ତୁମେ ମେଡିଟେସନ୍ କରିପାରିବ, ଯାହାଦ୍ୱାରା ନିଜର ଯେଉଁ ନେଗେଟିଭ୍ ସବୁ ଚିନ୍ତା ଅଛି ସେଆଡ଼କ ସବୁ ଦୂର ହେଇଯିବ। ବୁଝିପାରିଲ? ତାପରେ ଛୁଆ ଦେଖିବା ବିଲିଭ୍ସ ହେଲା। ଏଇଟା ଛୁଆ ବହୁତ ଇମ୍ପୋର୍ଟାଣ୍ଟ। ବିଲିଭ୍ସଟା ତୁମର ପଡ଼େ ହେଲା, ସର୍ଟ ନୋଟ୍ ବହୁତ ଥର ପଡ଼େ ହେଉଛି ବିଲିଭ୍ସଟା। ଦେଖ ବିଲିଭ୍ ଛୁଆ କ'ଣ ନା ଏ ବିଲିଭ୍ ମିନ୍ସ ଏକ୍ସେପ୍ଟିଂ ସମଥିଙ୍ଗ ଏଜ୍ ଟ୍ରୁ ଇଭିନ୍ ୱିଦାଉଟ୍ ପ୍ରୁଫ୍। ମାନେ ବିଲିଭ୍ କ'ଣ ନା କିଛି ବି ଜିନିଷକୁ ଆମେ ସତ୍ୟ ବୋଲି ମାନି ନେବା, ତାର ସେଠାରେ କିଛି ପ୍ରୁଫ୍ ଥାଉ କିମ୍ବା ନଥାଉ, ଆମେ ଯଦି ସେଟାକୁ ସତ୍ୟ ବୋଲି ମାନି ନେଉଛନ୍ତି ତାହେଲେ ସେଇଟା ହେଉଛି ଆମର ବିଲିଭ୍।
ବୁଝିପାରିଲେ ନା ମୁଁ କ'ଣ କହିଲି? ଦେଖ ରାମାୟଣ ଆଉ ମହାଭାରତ କଥା ଦେଖ, ଯେତିକି ବି ପୌରାଣିକର ଯେତିକି ବି ଜିନିଷ ଅଛି, ତ ଆମେ ସିଆଡ଼କୁ କ'ଣ ତାର କିଛି ପ୍ରୁଫ୍ ଅଛି? ମାନେ ପ୍ରୁଫ୍ ମାନେ ତାକୁ କିଏ ଭିଡ଼ିଓ ରେକର୍ଡ଼ିଂ କରିକି ରଖିଛନ୍ତି? ତାର କିଛି ପୁରା ଅରିଜିନାଲ୍ ପ୍ରୁଫ୍ କିଛି ଅଛି? ନାହିଁ। କିନ୍ତୁ ଆମର ସେଇଟା ବୁକ୍ ଆଡ଼କରେ ଲେଖା ହେଉଛି କିମ୍ବା ଆମେ ବାପା ମାଆଙ୍କ କତିରୁ ଶୁଣିଛନ୍ତି, ଆମ ଟିଚରମାନଙ୍କ କତିରୁ ଶୁଣିଛନ୍ତି, ତ ଆମକୁ ସେଇଟା ବିଲିଭ୍ ହେଇଯାଇଛି ବା ଆମେ ସେଇଟା ସତ ବୋଲି ଭାବୁଛନ୍ତି। ବୁଝିପାରିଲେ? ତ ସେଇଟା ହେଉଛି ଆମର ବିଲିଭ୍। ହେଲା, ଏ ଯଦି ଦେଖିବୁ ଛୁଆ, ଏଇ କିଛି ଦିନ ତଳେ ଆମର ଜଣେ ଭାଇ ଥିଲେ, ହେଉଛି ଆମ ମେସ୍‌ର ଜଣେ ଭାଇ ଥିଲେ, ସେ ରାତି 1 ବେଳେ ବାହାରକୁ ଉଠିକି ଯାଇଛନ୍ତି। ତ ଆସିକି ସବୁ ଛୁଆଙ୍କୁ କହିଲେ, ଭାଇ ଜାଣିଛ ନା, ମୁଁ ଏଠି ଗୋଟେ ଭୂତ ଦେଖିଲି। ତ ସବୁ ଯେତିକି ମେସ୍‌ର ସବୁ ଛୁଆ ଥିଲେ ସବୁ ଉଠି ଆସିଲେ, ପୁରା ଡିସ୍କସନ୍ ଚାଲିଲା। ତାପରେ ସମସ୍ତେ ବିଲିଭ୍ କରିନେଲେ। ତା ଭିତରୁ ବି କିଛି ଜଣ ଛୁଆ ଥିଲେ, ସେମାନେ ବି କହିଲେ ହଁ ଭାଇ ଆମେ ବି ଆଗରୁ ଦେଖିଛୁ। ତ ସେଟା କିଛି ଛୁଆ ପ୍ରୁଭ୍ ନଥିଲା ହେଲା। ଆଉ ଅଲଗା ଯେତିକି ବି ଛୁଆ ଥିଲେ, ଧରେ ଆଉ 7-8 ଜଣ ଯେଉଁ ଛୁଆ ଥିଲେ, ସେମାନେ କ'ଣ ସେଟା ଦେଖିଛନ୍ତି? ଦେଖିନାହାନ୍ତି। ତ ବିନା ପ୍ରୁଫ୍‌ରେ ସେମାନେ ମଧ୍ୟ ବିଶ୍ୱାସ କରିନେଲେ ବା ସେଇ ଘଟଣାଟାକୁ ସିଏ ବି ସତ ବୋଲି ଭାବିନେଲେ ଯେ କ'ଣ ହେଠି ଭୂତ ଅଛି ବୋଲି। ତ ସେଇଟାକୁ ହିଁ ବିଲିଭ୍ କୁହାଯାଏ। ବୁଝିପାରିଲ? ତ ଇଟ୍ ଇଜ୍ ଆନ୍ ଆଇଡ଼ିଆ ଅର୍ ଓପିନିଅନ୍ ଦ୍ୟାଟ୍ ଏ ପର୍ସନ୍ ଆକ୍ସେପ୍ଟସ୍ ଆଜ୍ ଟ୍ରୁଥ୍ ଡିପଲି। ମାନେ ଏଟା ଏମିତି ଗୋଟେ ଆଇଡ଼ିଆ କିମ୍ବା ଗୋଟେ ଓପିନିଅନ୍‌ଟେ ଯୋଉଟାକି ଗୋଟେ ଲୋକଟେ ଏଟା ମାନେ ଆକ୍ସେପ୍ଟ କରିନିଏ, ଗ୍ରହଣ କରିନିଏ, ଆଉ ସେଟାକୁ ସତ ବୋଲି ସେ ଭାବିଥାଏ। ବିଲିଭ୍ କ୍ୟାନ୍ ବି ଏବାଉଟ୍ ସିମ୍ପଲ୍ ଅର୍ କମ୍ପ୍ଲେକ୍ସ ଥିଙ୍ଗସ୍। ବିଲିଭ୍‌ଟା ଦୁଇ ପ୍ରକାର ହେଇପାରେ। ଏଥିରେ ସିମ୍ପଲ୍ ଥିଙ୍ଗ ଉପରେ ଆମେ ବିଲିଭ୍ କରିନେଉଛନ୍ତି, ଯେଉଁଭଳିଆ ଗଡ୍ ଭଗବାନ ଅଛନ୍ତି ବା ଆଇ ହାଭ୍ ଏ ହେଡ୍, ମୋର ମଥା ଅଛି। ତ ମୁଁ ଯଦି କହିବ ତମର ଗୋଟେ ମଥା ଅଛି, ହଁ ମଥା ଅଛି। ତ ସେଇ କଥା କହୁଛି କ'ଣ ନା, ଗୋଟେ ସିମ୍ପଲ୍ କଥାରେ ବି ଆମେ ବିଲିଭ୍ ରଖୁଛନ୍ତି, ଆଉ ଗୋଟେ କମ୍ପ୍ଲେକ୍ସ ଥିଙ୍ଗସ୍‌ର ମଧ୍ୟ ଆମେ ବିଲିଭ୍ ରଖୁଛନ୍ତି। ତ ଏଇ ବିଲିଭ୍ ଆଡ଼କ ଛୁଆ କୋଉଠୁ ଆସୁଛି? ସୋର୍ସ ଅଫ୍ ବିଲିଭ୍ କ'ଣ? ଏଇ ବିଲିଭ୍ ଆଡ଼କ କୋଉଠୁ ଆସୁଛି ନା, ବିଲିଭ୍ ଆଡ଼କ ଆସିଥାଏ ତ ଫାଷ୍ଟ ହେଉଛି ପର୍ସନାଲ୍ ଏକ୍ସପିରିଏନ୍ସ ଆଣ୍ଡ ଏକ୍ସପେରିମେଣ୍ଟ। ତୁମେ ଯେତେବେଳେ ନିଜେ ଯେତେବେଳେ ନୂଆ ନୂଆ ଜିନିଷ ଗୁଡ଼ାକ ଏକ୍ସପିରିଏନ୍ସ କରିବ, ସେଠୁ ବିଲିଭ୍ ଜେନେରେଟ୍ ହେଇଥାଏ। ବା ଯେତେବେଳେ ଏକ୍ସପେରିମେଣ୍ଟ କରିବ, ସେତେବେଳେ ବିଲିଭ୍ ଜେନେରେଟ୍ ହେଇଥାଏ। କଲଚର ଆଉ ସୋସାଇଟି ବା ଆମର ଯେଉଁ କଲଚରର ଯେଉଁ କଥା ଅଛି ବା ଆମ ସୋସାଇଟିର ଲୋକମାନେ ଯେଉଁ କଥା କହୁଛନ୍ତି, ଆମ ରିଲିଜନ୍‌ର ଯାହା ଯାହା ଲେଖା ଅଛି, ତାହା ଭିତରୁ ଆମେ ମଧ୍ୟ ଆମର ସବୁ ବିଲିଭ୍ ଆଡ଼କ ଜେନେରେଟ୍ ହେଇଥାଏ। ତା ଛଡ଼ା ଅଦର ଲୋକମାନେ କ'ଣ କହୁଛନ୍ତି, ଆମ ଟିଚରମାନେ ଯାହା କହିଥାନ୍ତି, ଆମ ପ୍ୟାରେଣ୍ଟସ୍ ମାନେ ଯାହା ଆମକୁ କହିଥାନ୍ତି, ଆମେ ତା ଦେହରେ ଆମେ କ'ଣ କରିଥାନ୍ତି? ବିଲିଭ୍ କରିବାରେ ଲାଗିଥାନ୍ତି। ତ ଇଏ ହେଉଛି ତିନିଟା ହେଉଛି ସୋର୍ସ ଅଫ୍ ବିଲିଭ୍। ତୁମେ ନିଜେ ଏକ୍ସପିରିଏନ୍ସ କରିକି ଜାଣିପାରିବ। ବୁକ୍ ସାକ୍ରେଡ୍ ବୁକ୍ ଯେଉଁ ଅଛି, ଧର୍ମଗ୍ରନ୍ଥ ଗୁଡ଼ାକ ଯେଉଁ ଅଛି, ତାକୁ ପଢ଼ିକି ବି ତୁମେ ତା ଭିତରେ କିଛି ବିଲିଭ୍ କରିପାରିବ। ଆଉ ଯେଉଁ ତୁମର ଯେଉଁ ଅନ୍ୟ ଲୋକମାନେ ଯାହା କହୁଛନ୍ତି, ପ୍ୟାରେଣ୍ଟ, ଟିଚର, ହେଲା, ସେମାନେ ଯାହା କହୁଛନ୍ତି, ତାକୁ ମଧ୍ୟ ତା ଦେହରେ ମଧ୍ୟ ତୁମେ ବିଲିଭ୍ କରିପାରିବ। ତାପରେ ହେଉଛି ତ ଫର୍ମେସନ୍ ଅଫ୍ ବିଲିଭ୍। ହେଲା, ଦେଖ ଛୁଆ, ବିଲିଭ୍‌ଟା ଦୁଇଟା ୱେରେ ତୁମେ ଜେନେରେଟ୍ କରିପାରିବ ବା ଫର୍ମ କରିପାରିବ। ହେଲା, ଗୋଟେ ହେଉଛି ସେଲ୍ଫ ଜେନେରେଟେଡ୍, ଯେଉଁଟା ତୁମେ ନିଜେ ଏକ୍ସପିରିଏନ୍ସ କରିକି ତୁମେ ହେଉଛି ଜେନେରେଟ୍ କରିଥାଅ। ଆଉ ଗୋଟେ କ'ଣ ନା ଏକ୍ସଟର୍ନାଲି ଜେନେରେଟେଡ୍, ଯେଉଁଟା ତୁମେ ବାହାରୁ ଯେଉଁ ଆଡ଼କ ତୁମେ ବିଲିଭ୍ ଆଡ଼କ ଗ୍ରହଣ କରିଥାଅ। ସେଲ୍ଫ ଜେନେରେଟେଡ୍ ଭିତରେ କିଏ ଯିବ ଛୁଆ? ଏକ୍ସପିରିଏନ୍ସ, ଏକ୍ସପେରିମେଣ୍ଟ, ରିଫ୍ଲେକ୍ସନ୍, ଜେନେରାଲାଇଜେସନ୍। ଆଉ ଏକ୍ସଟର୍ନାଲ ଭିତରେ ଏକ୍ସପର୍ଟସ୍, ଅଥରିଟି ଫିଗର୍ସ, କାନନ୍ସ, ଇଆଡ଼କୁ ସବୁ ଯିବ। ଗୋଟେ ଗୋଟେ କରିକି କହୁଛୁ ଛୁଆ। ଦେଖ, ଫାଷ୍ଟ ସେଲ୍ଫ ଜେନେରେଟେଡ୍ ବିଲିଭ୍ ମାନେ କ'ଣ ନା, ଦିସ୍ ବିଲିଭ୍ସ କମ୍ ଫ୍ରମ୍ ୟୋର୍ ଓନ୍ ଥିଙ୍କିଂ ଆଣ୍ଡ ଏକ୍ସପ୍ରେସନ୍ସ। ଯେଉଁ ଆଡ଼କ ତୁମେ ନିଜ ଥିଙ୍କିଂ ଦ୍ୱାରା ବା ନିଜେ ବସିକି ଭାବିବା ଦରକାର ବା ନିଜେ ଯେତେବେଳେ ବାହାର ଜିନିଷ ଆଡ଼କ ଏକ୍ସପିରିଏନ୍ସ କରିବା ଦ୍ୱାରା, ଅନୁଭବ କରିବା ଦ୍ୱାରା ତୁମ ଭିତରେ ଗୋଟେ ବିଲିଭ୍ ଜେନେରେଟ୍ ହେଇଥାଏ, ତାକୁ ହିଁ କହିଥାନ୍ତି ଆମେ ସେଲ୍ଫ ଜେନେରେଟେଡ୍ ବିଲିଭ୍। ଓକେ, ଗୋଟେ ହେଉଛି ଫାଷ୍ଟ ହେଉଛି ଏକ୍ସପିରିଏନ୍ସ। ଏକ୍ସପିରିଏନ୍ସର କ'ଣ ନା, ବିଲିଭ୍ ଫର୍ମଡ୍ ଫ୍ରମ୍ ପର୍ସନାଲ୍ ଲାଇଫ୍ ଇଭେଣ୍ଟ। ତୁମେ ଯେତେବେଳେ କିଛି ଜିନିଷକୁ ଗୋଟେ ଅନୁଭବ କରୁଛ ବା ତୁମେ ପର୍ସନାଲି ସେ ଜିନିଷଟାକୁ ଯାଇକି ଛୁଉଁଛ ବା ସେଇଟାକୁ ମାନେ ଅନୁଭବ କରୁଛ, ତା ଦେହରୁ ଯେଉଁ ବିଲିଭ୍‌ଟା ଜେନେରେଟ୍ ହେଇଥାଏ, ତାକୁ କ'ଣ କୁହାଯାଏ? ସରି, ସେଇଆଡ଼େ ଯେଉଁ ବିଲିଭ୍ ଆଡ଼କୁ ଜେନେରେଟ୍ ହେଇଥାଏ, ତାହା ଏକ୍ସପିରିଏନ୍ସ ଦ୍ୱାରା ସେ ବିଲିଭ୍ ଆଡ଼କୁ ଜେନେରେଟ୍ ହେଇଥାଏ। ଏକ୍ଜାମ୍ପଲ୍ କ'ଣ? ଟଚିଂ ଫାୟାର ହର୍ଟସ୍ ଆଫ୍ଟର ବର୍ଣ୍ଣିଂ ୟୋର୍ ହ୍ୟାଣ୍ଡ। ମାନେ କ'ଣ କହିଥାନ୍ତି? ସମସ୍ତେ ତୁମକୁ ଛୋଟିଆ ଛୁଆକୁ ମନା କରିଥିବେ ଯେ ହେଉଛି ଏଇ ତୁ ନିଆଁ ପାଖକୁ ଯାଆନା, ନିଆଁ ପାଖକୁ ଯାଆନା, ଏଇ ଯେଉଁ ଆମର ଥିବ ଆଗରୁ ଲଣ୍ଠନ ଥିବ, ତ ଲଣ୍ଠନରେ ତୁ ହାତ ଲାଗାନା। ତ ସେ ସେଟା ବିଲିଭ୍ କରୁଥିବନି। ଯେତେବେଳେ ସେ ଯାଇକି ନିଜେ ହାତ ମାରିଦେବ, ତା ହାତଟାକୁ ଚେଙ୍କ ଲାଗିଯିବ, ସେଇଠୁ ସେ ଜାଣିପାରିବ ନା ଏଇଟା ହେଉଛି କ'ଣ ହେଉଛି, ଚେଙ୍କା ଲାଗୁଛି, ସେ ଆଉ କେବେ ବି ଯିବନି। ତ ସେଇଠୁ ଗୋଟେ ବିଲିଭ୍ ତାର ହେଉଛି ହେଲା। ସେଇ ପ୍ରକାର ବିଲିଭ୍‌କୁ ଆମେ କହିବା କ'ଣ? ଏକ୍ସପିରିଏନ୍ସ ବୋଲି କହିବା। ଏକ୍ସପେରିମେଣ୍ଟ କ'ଣ ନା, ବିଲିଭ୍ ଫର୍ମଡ୍ ବାଇ ଟ୍ରାଇଂ ସମଥିଙ୍ଗ ଆଣ୍ଡ ସିଇଂ ଦ ରେଜଲ୍ଟ। ତୁମେ ଗୋଟେ ଜିନିଷକୁ ବାରମ୍ବାର ଟ୍ରାଏ କରୁଛ, ଆଉ ତାପରେ ତାର ରେଜଲ୍ଟ ଆସିଲା, ଦେଖିଲ ଯେ ହଁ ଏଇଟା ଭଲ ରେଜଲ୍ଟ ଆଇଲା, ତାହେଲେ ସେଟା ମଧ୍ୟ ତୁମର ଗୋଟେ ବିଲିଭ୍ ଜେନେରେଟ୍ ହେଲା। I have learned I learned better with music after trying it while studying। ମାନେ ଗୋଟେ ଛୁଆଟା ହେଉଛି ପାଠ ପଢ଼ୁଛି ଆଉ ତା ସହିତ ମ୍ୟୁଜିକ୍ ଶିଖୁଛି। ତ ସେ ଦୁଇଟା ଜିନିଷ ଯେତେବେଳେ ଏକ୍ସପେରିମେଣ୍ଟ କରୁଛି, ସେ ଜାଣିପାରିଲେ ଯେ ତାର ମ୍ୟୁଜିକ୍‌ର ଭଲ ହେଉଛି ଏଜ୍ କମ୍ପେୟାର୍ ଟୁ ତାର ପାଠ ପଢ଼ାରେ। ତ ସେଇଟା ତାର ବିଲିଭ୍ ଆସିଲା ଯେ ନା, ମୁଁ ମ୍ୟୁଜିକ୍‌ରେ ଭଲ କରିପାରିବି। ତାପରେ ଜେନେରାଲାଇଜେସନ୍। ଜେନେରାଲାଇଜେସନ୍ ମାନେ କ'ଣ ଛୁଆ? ବିଲିଭ୍ ଫର୍ମଡ୍ ବାଇ ନୋଟିସିଂ ଏ ପ୍ୟାଟର୍ନ ଇନ୍ ଏ ରିପିଟେଡ୍ ଇଭେଣ୍ଟସ୍। ଯେତେବେଳେ ତୁମେ ଗୋଟେ ଜିନିଷଟାକୁ ବାରମ୍ବାର କରିବ,
ତା ଦେହରୁ ଯେଉଁ ଗୋଟେ ପ୍ୟାଟର୍ନ ଫର୍ମ ହେବ ବା ବାରମ୍ବାର ଯେଉଁ ଯଦି ସେଇଭଳିଆ ଏକା ଭଳିଆ ରେଜଲ୍ଟ ଆସିଲା ତା ଉପରେ ଆମେ ବିଶ୍ୱାସ କରିବାରେ ଲାଗିଥାନ୍ତି, ସେଇଟା ହେଉଛି ଜେନେରାଲାଇଜେସନ୍। ମାନେ କ'ଣ, ପିପୁଲ୍ ଆର୍ ହେଲ୍ପଫୁଲ୍ ଆଫ୍ଟର ମେନି କାଇଣ୍ଡସ୍ ଅଫ୍ ଆକ୍ଟସ୍ ଫ୍ରମ୍ ଦି ଷ୍ଟ୍ରେଞ୍ଜର୍ସ। ମାନେ କ'ଣ ନା ଗୋଟେ ଛୁଆଟା ସବୁବେଳେ ପାଇଁ ଷ୍ଟ୍ରେଞ୍ଜର ମାନଙ୍କ ସହିତ ମିଶିଲା, ଜାଣିଲା, ତାପରେ ଷ୍ଟ୍ରେଞ୍ଜର ମାନଙ୍କ କତିରୁ ସେ ହେଲ୍ପ ପାଇଲା, ତାପରେ ସେ ବୁଝିପାଇଲା ବା ତାର ଗୋଟେ ବିଲିଫ୍ ଜେନେରେଟ୍ ହେଲା କ'ଣ ନା ପିପୁଲ୍ ମାନେ ବା ବାହାରର ଯେଉଁ ଲୋକମାନେ ହେଇଥାନ୍ତି ସେମାନେ ସବୁ ହେଲ୍ପଫୁଲ୍ ହେଇଥାନ୍ତି, ସେମାନେ ସାହାଯ୍ୟକାରୀ ଭଳିଆ ହେଇଥାନ୍ତି। এটা ଥିଲା ତୁମର ହେଉଛି କ'ଣ, ନିଜ ଭିତରେ ଯେଉଁ ଆଡ଼କ ବିଲିଭ୍ ଆଡ଼କ ଜେନେରେଟ୍ କରିପାରିବ, ସେଲ୍ଫ ଜେନେରେଟେଡ୍ ବିଲିଫ୍ ଥିଲା ଏଇଟା। ତାପରେ ହେଉଛି ଏକ୍ସଟର୍ନାଲ ଜେନେରେଟେଡ୍ ବିଲିଫ୍ କ'ଣ ନା ଦିଜ୍ ବିଲିଭ୍ସ କମ୍ ଫ୍ରମ୍ ଆଉଟସାଇଡ୍ ସୋର୍ସ ସଚ୍ ଏଜ୍ ଏ ପିପୁଲ୍ ଅର୍ ଟେକ୍ସଟ ୱି ଟ୍ରଷ୍ଟ। ହେଲା, ଯେଉଁ ବିଲିଭ୍ ଆଡ଼କ ଆଉଟସାଇଡ୍ରୁ ଆସିଥାଏ, ନିଜ ଭିତରୁ ଆସିଥାଏ, ବାହାର ଲୋକ କିଛି କହିବେ କିମ୍ବା କୌଣସି ତୁମେ କେଉଁଠି ଗୋଟେ ପାଠ ପଢ଼ିକି ବା କେଉଁଠି ଗୋଟେ ବହିରେ ଲେଖା ହେଇଛି ତାକୁ ପଢ଼ିକି ତା ଭିତରେ ତୁମର କିଛି ବିଲିଭ୍ ଯଦି ଜେନେରେଟ୍ ହେଉଛି ତାକୁ କହିବା ଆମେ ଏକ୍ସଟର୍ନାଲି ଜେନେରେଟେଡ୍ ବିଲିଭ୍ସ। ଯେବେ କିଛି ଏକ୍ସପର୍ଟସ୍ ଥାନ୍ତି, beliefs formed by the listening to specialist in a subject। ହେଲା, ଗୋଟେ କ'ଣ କହୁଛି ନା ତୁମେ ଯେତେବେଳେ ନ୍ୟୁଜ୍ ଦେଖୁଥିବ, ନ୍ୟୁଜ୍ରେ କ'ଣ କରିଥାନ୍ତି ଡକ୍ଟରମାନେ ବିଭିନ୍ନ ରୋଗ ବିଷୟରେ କହିଥାନ୍ତି, ତ ସେଇ ଆଡ଼କୁ କ'ଣ ନା ତୁମେ ଗୋଟେ ଡକ୍ଟର କତିରୁ ବା ଗୋଟେ ସ୍ପେଶାଲିଷ୍ଟ କତିରୁ ଶୁଣିକି ତା ଉପରେ ବିଲିଭ୍ କରୁଛ। ଯେଉଁଭଳିଆ ହେଉଛି ଆମେ କହିଥାନ୍ତି ଡାଇବେଟିସ୍ ଲୋକଙ୍କ ପାଇଁ ପିତା ହେଉଛି ଭଲ, ତ ସେଇଟା ତୁମେ କେମିତି ଜାଣୁଛ? ଗୋଟେ ଏକ୍ସପର୍ଟଟେ କହିଥିଲା ବା ଗୋଟେ ଡକ୍ଟରଟେ ସେ ବିଷୟରେ କହିଥିଲେ, ତ ସେଇଟାକୁ ତୁମେ ବିଲିଭ୍ କରୁଛ, ତ ସେଇଟା ହେଉଛି ଏକ୍ସପର୍ଟସ୍ ଭିତରେ ଯିବ। ତାପରେ ଅଥରିଟି ଫିଗର, ଯେଉଁ ବିଲିଭ୍ସ ଫର୍ମଡ ଫ୍ରମ୍ ଟ୍ରଷ୍ଟ ପିପୁଲ୍ ଲାଇକ୍ ପ୍ୟାରେଣ୍ଟସ୍, ଟିଚର୍ ଆଣ୍ଡ ଲିଡର। ଆମେ ଯାହା ଉପରେ ଟ୍ରଷ୍ଟ କରିଥାନ୍ତି, ଆମ ପ୍ୟାରେଣ୍ଟମାନଙ୍କ ଉପରେ ଟ୍ରଷ୍ଟ କରିଥାନ୍ତି, ଟିଚରମାନଙ୍କ ଉପରେ ଟ୍ରଷ୍ଟ କରିଥାନ୍ତି, ସୋ ସିଏ ଯେଉଁ ଆଡ଼କୁ କହିଥାନ୍ତି ଆମେ ତାକୁ ଅଟୋମେଟିକାଲି ବିଲିଭ୍ ନେଇଯାଆନ୍ତି ବା ବିଲିଭ୍ କରିଯାଆନ୍ତି ସେ କଥା ଆଡ଼କୁ, ତ ସେଇ ଆଡ଼କୁ ଯିବ ଅଥରିଟି ଫିଗର ଭିତରେ ଯିବେ ସେମାନେ। ରେସ୍ପେକ୍ଟ ଏଲ୍ଡର୍ସ ବିକଜ ପ୍ୟାରେଣ୍ଟସ୍ ଟିଚ୍ ଇଟ୍। ଆମେ ସମସ୍ତଙ୍କୁ ଯେତିକି ଆମର ବଡ଼, ଆମଠୁ ବଡ଼, ଆମେ ସମସ୍ତେ ତାଙ୍କୁ ରେସ୍ପେକ୍ଟ କରିଥାନ୍ତି, କ'ଣ ପାଇଁ? ଆମ ପ୍ୟାରେଣ୍ଟ ମାନେ ଏସବୁ ଶିଖେଇଛନ୍ତି, ସେଇଟା ହେଉଛି ଗୋଟେ ଆମର ଗୋଟେ ବିଲିଭ୍ ଜେନେରେଟ୍ ହେଲା ସେଇଠୁ ପ୍ୟାରେଣ୍ଟସ୍ମାନଙ୍କ ପାଖରୁ। ତାପରେ ହେଉଛି କ୍ୟାନନ୍ସ ମାନେ ଆମର ସାକ୍ରେଡ୍ ଟେକ୍ସଟ ୱର ରୁଲ୍ସ, ମାନେ ସେ ଯେଉଁ ପବିତ୍ର ଗ୍ରନ୍ଥ ସବୁ ଅଛି, ବହି ସବୁ ଅଛି, ହେଲା, ମହାଭାରତ, ରାମାୟଣ, ଏସବୁ କାନନ୍ସ ଭିତରେ ଯିବ। ବିଲିଭ୍ସ ବେସ୍ଡ ଅନ୍ ରିଲିଜିୟସ୍ ବୁକ୍, ମୋରାଲ୍ କୋଡ୍ସ ଅର୍ କଲଚରାଲ୍ ଟ୍ରାଡ଼ିସନ୍। କିଛି କିଛି ବିଲିଭ୍ ଆମ ଭିତରେ ଜେନେରେଟ୍ ହେଇଥାଏ ଆମେ ଯେତେବେଳେ ରିଲିଜିୟସ୍ ବୁକ୍ ସବୁ ପଢ଼ିଥାନ୍ତି ବା କିଛି ଯଦି ଆମେ ସାଧୁ ବାଣୀ ଆଡ଼କୁ ଶୁଣିଥାନ୍ତି ବା ଆମ କଲଚର୍ର ଯଦି ସେମିତି କିଛି ଟ୍ରାଡ଼ିସନ୍ ଅଛି ତାକୁ ଆମେ ସବୁବେଳେ ପାଇଁ ବିଲିଭ୍ କରିବା ପାଇଁ, ମାନେ ଆମେ ତା ଉପରେ ବିଲିଭ୍ ରଖିଥାନ୍ତି, ବିଶ୍ୱାସ ରଖିଥାନ୍ତି। ଏକ୍ଜାମ୍ପଲ୍ କ'ଣ, ଟ୍ରୁଥ୍ ଇଜ୍ ଇମ୍ପୋର୍ଟାଣ୍ଟ ଏଜ୍ ଟଟ୍ ଇନ୍ ଦ ସ୍କ୍ରିପ୍ଚର। ମାନେ କ'ଣ ହେଉଛି ଆମର ଯେଉଁ ବୁକ୍ ଆଡ଼କ ରହିଛି ବା ଆମର ଯେଉଁ ସାଧୁବାଣୀରେ ସବୁବେଳେ ପାଇଁ କ'ଣ କହିଥାଏ ନା ସତ୍ୟ ସମସ୍ତେ କହିବା ଦରକାର। ସେଇଟା ଆମେ କେଉଁଠି ଶିଖିଲେ? ଆମର ଯେଉଁ ସାଧୁବାଣୀ ବା ହେଉଛି ଆମର ସବୁ ବୁକ୍ ଆଡ଼କୁ ଆମେ ପଢ଼ିକି ଶିଖିଲେ, ତ ସେଠୁ ଆମେ କ'ଣ କଲେ, ସେ ବହିରୁ ଆମର ଗୋଟେ ବିଲିଭ୍ ଜେନେରେଟ୍ ହେଲା, ତ ସେଇ ଆଡ଼କୁ ମଧ୍ୟ ୱାନ୍ ଟାଇପ୍ ଅଫ୍ ଏକ୍ସଟର୍ନାଲି ବିଲିଭ୍ ଜେନେରେଟେଡ୍। ବୁଝିପାରିଲ ଛୁଆ ପୁରା ବିଲିଭ୍ଟା ଭୁଲିକି? ଓକେ, ଏପର୍ଯ୍ୟନ୍ତ ଛୁଆ ଯଦି ଭିଡ଼ିଓଟା ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିକି ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ମୋତେ କମେଣ୍ଟରେ କହିବେ କେମିତି କ'ଣ କିଛି ଭିଡ଼ିଓଟା ଭଲ ଲାଗୁଛି କି ଖରାପ ଲାଗୁଛି, ଗୋଟେ କମେଣ୍ଟରେ ନିଶ୍ଚୟ କହିବେ। ଓକେ, ତାପରେ ଦେଖିବା ପ୍ରିଜୁଡିସ୍। ତାପରେ ଦେଖିବା ପ୍ରିଜୁଡିସ୍। ଓକେ, ପ୍ରିଜୁଡିସ୍ ମିନ୍ସ ହ୍ୟାଭିଂ ଏ ନେଗେଟିଭ୍ ଓପିନିଅନ୍ ଅର୍ ଜଜମେଣ୍ଟ ଏବାଉଟ୍ ସମୱାନ୍ ୱିଦାଉଟ୍ ନୋଇଂ ଦେମ୍ ପ୍ରପର୍ଲି। ମାନେ କ'ଣ ନା ଗୋଟେ ବ୍ୟକ୍ତିକୁ ଆମେ ଭଲ ଭାବରେ ଜାଣିନାହାନ୍ତି ବା ତାକୁ ପ୍ରପର୍ଲି ଜାଣିନାହାନ୍ତି, କିନ୍ତୁ ତା ବିଷୟରେ ଗୋଟେ ନେଗେଟିଭ୍ ଓପିନିଅନ୍ ଗୋଟେ ଦେବା ବା ନେଗେଟିଭ୍ ଜଜମେଣ୍ଟ ଗୋଟେ ପାସ୍ କରିବାଟାକୁ ହିଁ ପ୍ରିଜୁଡିସ୍ କୁହାଯାଇଥାଏ। ହେଲା, ଦେଖ ଆମେ ଯେତେବେଳେ ଦେଖିବା ଯେତେବେଳେ କ'ଣ ଯେତେବେଳେ ଆମେ କାମ ଦେଇଥାଉ, ହେଲା, ଏଇଟା ଆମ ଗାଁ ଗହଳି କଥା କହୁଛି, ଯେତେବେଳେ ଆମେ କାମ ଦେଇଥାଉ ଗୋଟେ ବ୍ରାହ୍ମଣ ଲୋକ ଅଛି ଆଉ ଗୋଟେ ହେଉଛି ଧରେ ଆମର ST SCର ଗୋଟେ ଲୋକ ଅଛି, ଯେତେବେଳେ ଆମେ ଲେବରିଂ କାମ ଦେଇଥାନ୍ତୁ ଆମେ ସବୁବେଳେ ପାଇଁ କ'ଣ କରିଥାନ୍ତୁ ନା ST SC ଲୋକମାନଙ୍କୁ ପ୍ରିଫର କରିଥାଉ। କ'ଣ ପାଇଁ ନା ଆମେ ଗୋଟେ ବ୍ରାହ୍ମଣ ଲୋକକୁ ଭଲ ଭାବରେ ଜାଣିନାହାନ୍ତି, ଆମେ ସମସ୍ତେ ଭାବୁଛେ ST SC ଲୋକଟା ଭଲ କାମ କରିପାରିବ, କିନ୍ତୁ ତୁମେ ସେ ବ୍ରାହ୍ମଣ ଲୋକର କାଷ୍ଟଟାକୁ ଦେଖିକି ତାକୁ ସେଠି କାମ ତୁମେ ଦେଲ ନାହିଁ। ବୁଝିପାରୁଛ? ତ ସେଇ କଥା କହୁଛି, ଯଦି ଆମେ କାହାକୁ ଗୋଟେ ଆଭଏଡ଼ କରୁଛନ୍ତି ବିକଜ ଅଫ୍ ଦେୟାର ଡିଫରେଣ୍ଟ ରିଲିଜନ୍ ବା ତାକୁ ଡିଫରେଣ୍ଟ କାଷ୍ଟରୁ ସେ ଆସୁଛି, ତାକୁ ହିଁ ଆମେ ପ୍ରିଜୁଡିସ୍ କହିବା। ତୁମେ ସେ ବ୍ରାହ୍ମଣ ଲୋକଟାକୁ ଜାଣିନାହ ଯେ ସେ କେଉଁ ଭଲ କାମ କରିବ କି ନ କରିବ ତାକୁ ଜାଣିନାହ, କିନ୍ତୁ ତା ବିଷୟରେ ଗୋଟେ ନେଗେଟିଭ୍ ଓପିନିଅନ୍ ତୁମେ ଦେଲ ଯେ ସେ କାମ କରିପାରିବନି, ତ ସେଇଟା ହେଉଛି ଛୁଆ ପ୍ରିଜୁଡିସ୍ର ଯିବ। ବୁଝିପାରିଲ? ତ ଇଟ୍ ଇଜ୍ ଏ ଅନଫେୟାର ଫିଲିଂ ଅର୍ ଡିସଲାଇକ୍ ଫର୍ ଏ ପର୍ସନ୍ ଅର୍ ଗ୍ରୁପ୍ ବେସ୍ଡ ଅନ୍ କ୍ୟାରେକ୍ଟରିଷ୍ଟିକ୍ସ ଲାଇକ୍ ରେସ୍, ରିଲିଜନ୍, ଜେଣ୍ଡର ଏଟସେଟ୍ରା। ହେଲା, ତ କ'ଣ ହେଇଥାଏ ନା ଏଇଟା ଗୋଟେ ଅନଫେୟାର ମାନେ ଗୋଟେ ହେଉଛି କ'ଣ ଅନଫେୟାର ଫିଲିଂ ଗୋଟେ ବା ଗୋଟେ ଡିସଲାଇକ୍ଟେ, ଆମେ ଗୋଟେ ପର୍ସନ୍କୁ ଡିସଲାଇକ୍ କରିଥାନ୍ତି, ତା ଉପରେ ଗୋଟେ ଅନଫେୟାର ଫିଲିଂ ଥାଏ ତା ଉପରେ,
କ'ଣ ପାଇଁ ନା ଯେହେତୁ ସେ ଗୋଟେ ରିଲିଜନ୍‌ରୁ ଅଲଗା ରିଲିଜନ୍‌ରୁ ଲୋକ ଆସୁଛି ବା ଅଲଗା ଜେଣ୍ଡରରୁ ଗୋଟେ ସେ ହେଇଛି ବା ଅଲଗା ଜାତିରୁ ସେ ଲୋକ ଆସୁଛି ସେ ସବୁକୁ ବେସ୍ କରିକି ଗୋଟେ ଲୋକ ଉପରେ ଆମେ ଗୋଟେ ଖରାପ ବା ନେଗେଟିଭ୍ ହେଉଛି ଗୋଟେ ମତ ଦେବାଟାକୁ ହିଁ କ'ଣ କୁହାଯାଏ ପ୍ରିଜୁଡ଼ିସ୍ କୁହାଯାଇଥାଏ। ଯେଉଁଭଳିଆ ଆମେ ହେଉଛନ୍ତି କ'ଣ ଯେତିକି ମୁସଲିମ୍ ଲୋକମାନେ ଅଛନ୍ତି ତାଙ୍କ ଉପରେ ଆମର ଗୋଟେ ନେଗେଟିଭ୍ ହେଉଛି କ'ଣ ଅଛି ମତ ଅଛି ବା ନେଗେଟିଭ୍ ଭାବନା ଅଛି। ଆମେ ତା ବିଷୟରେ ଭଲି ତାଙ୍କୁ ଜାଣିନାହାନ୍ତି ବା ସେ ଲୋକମାନଙ୍କୁ ଭଲରେ ଯାଇକି ଆମେ କାଶ୍ମୀରର ଯେଉଁ ଲୋକମାନେ ଅଛନ୍ତି କିମ୍ବା ଯେଉଁ ଆମର ପାକିସ୍ତାନର ଯେଉଁ ଲୋକମାନେ ଅଛନ୍ତି ତାଙ୍କ ସହିତ ତୁମେ ପ୍ରପରଲି ମିଶିନାହ କିନ୍ତୁ ତାଙ୍କ ଉପରେ ଗୋଟେ ନେଗେଟିଭ୍ ଓପିନିଅନ୍ ଆମ ମନରେ ସମସ୍ତଙ୍କ ଭିତରେ ରହିଛି ତ ସେଇଟା ଗୁଡ଼ାକ ପ୍ରିଜୁଡ଼ିସ୍ ବୋଲି କୁହାଯାଇଥାଏ। ବୁଝିପାରିଲ? ତ ଇଟ୍ ଇଜ୍ ଏ ପ୍ରି ଜଜମେଣ୍ଟ ୱିଦାଉଟ୍ ରିଏଲ୍ ଏକ୍ସପିରିଏନ୍ସ ଅର୍ ଫ୍ୟାକ୍ଟସ୍। ତମେ ରିଏଲି ସେ ଜିନିଷଟାକୁ ଏକ୍ସପିରିଏନ୍ସ ନ କରିକି ବା ସେ ଫ୍ୟାକ୍ଟଟାକୁ ରିଏଲି ତମେ ହେଉଛି ତାକୁ ଆନାଲିସିସ୍ ନ କରିକି ଆମେ ଗୋଟେ ପ୍ରି ଜଜମେଣ୍ଟ ଦେଇଦିଅନ୍ତି ବା ଗୋଟେ ଲୋକ ବିଷୟରେ ଗୋଟେ ନେଗେଟିଭ୍ ଜଜମେଣ୍ଟ ଦେଇଦେବାଟାକୁ ହିଁ କ'ଣ କୁହାଯାଏ ପ୍ରିଜୁଡ଼ିସ୍ କୁହାଯାଇଥାଏ। ବୁଝିପାରିଲ? ଏକ୍ଜାମ୍ପଲ୍ ଅଫ୍ ପ୍ରିଜୁଡ଼ିସ୍ କ'ଣ କିଛି ଏକ୍ଜାମ୍ପଲ୍ ଅଛି ପ୍ରିଜୁଡ଼ିସ୍‌ର ଆମେ ଯେଉଁ ଆଡ଼କୁ ଆମର ସବୁ ଲୋକାଲି ଚାଲିଥାଏ। ବିଲିଭିଂ ବଏଜ୍ ଆର୍ ବେଟର୍ ଇନ୍ ମ୍ୟାଥ୍ ଦେନ୍ ଏ ଗାର୍ଲସ୍। ଆମେ ସମସ୍ତେ ଭାବିଥାନ୍ତି କ'ଣ ନା ବଏଜ୍ ମାନେ ମ୍ୟାଥ୍ର ସବୁବେଳେ ପାଇଁ ଭଲ ହୋଇଥାନ୍ତି ଏଜ୍ କମ୍ପେୟାର୍ ଟୁ ଏ ଗାର୍ଲସ୍ ଆଉ ଗାର୍ଲସ୍ ମାନେ ଆର୍ଟସ୍ ପାଠରେ ବା ତମର ହେଉଛି ଯେତିକି ହିଷ୍ଟ୍ରି ଜୋଗ୍ରାଫି ପାଠରେ ବହୁତ ଭଲ କରିଥାନ୍ତି। ତାର କିଛି ସତ୍ୟତା ଅଛି ବା ତାର କିଛି ପ୍ରୁଫ୍ ଅଛି ନା ନାହିଁ କିନ୍ତୁ ଆମର ଗୋଟେ ଝିଅ ଆଉ ପୁଅ ଭିତରେ ଗୋଟେ ହେଉଛି ଆମେ ଗୋଟେ କିମ୍ବା ଆମର ଗୋଟେ ବିଲିଭ୍ ରହିଯାଇଛି। ତ ଏଇଟା ଗୋଟେ ପ୍ରିଜୁଡ଼ିସ୍‌ର ଗୋଟେ ଏକ୍ଜାମ୍ପଲ୍। ଓମେନ୍ ରେଷ୍ଟ୍ରିକ୍ଟେଡ୍ ଫ୍ରମ୍ ଡ୍ରାଇଭିଂ ଅର୍ ପବ୍ଲିକ୍ ଲାଇଫ୍ ଇନ୍ ସମ୍ କଣ୍ଟ୍ରିଜ୍ ଲାଇକ୍ ଦ ସାଉଥ୍ ଆରବିଆ। ସାଉଦି ଆରବିଆର ଛୁଆ ଓମେନ୍ ମାନଙ୍କୁ ରେଷ୍ଟ୍ରିକ୍ଟେଡ୍ କରାଯାଏ ଯେ ସେମାନେ କ'ଣ ଡ୍ରାଇଭିଂ କରିପାରିବେନି କିମ୍ବା ତାଙ୍କର ଯେଉଁ ନିଜେ ଯେଉଁ ଜିନ୍ଦଗି ଅଛି ବା ହେଉଛି ତାଙ୍କର ଯେଉଁ ପବ୍ଲିକ୍ ଲାଇଫ୍ ଅଛି ଏଣେ ତେଣେ ଯିବା କିମ୍ବା ମୌଜ ମସ୍ତି କରିବା ସେ ସବୁକୁ ପୁରା ରେଷ୍ଟ୍ରିକ୍ଟେଡ୍ ସାଉଦି ଆରବର। କାହିଁକିନା ସେମାନେ ଭାବନ୍ତି ଓମେନ୍ ମାନେ ୟା ପାଇଁ ନୁହେଁ ବା ଓମେନ୍ ମାନେ ଏସବୁ କରିବା ଦରକାର ନୁହେଁ। ତ ଏଇଟା ଗୋଟେ ପ୍ରିଜୁଡ଼ିସ୍ ତାଙ୍କ ସେପଟର ଗୋଟେ। ତାପରେ ଲ୍ୟାଣ୍ଡଲର୍ଡ଼ସ୍ ରିଫ୍ୟୁଜେସ୍ ଟୁ ରେଣ୍ଟ ଗେ କପୁଲ୍। ଯେଉଁ ଗେ କପୁଲ୍ ମାନେ ରୁହନ୍ତି ତାଙ୍କୁ ଲ୍ୟାଣ୍ଡଲର୍ଡ଼ ମାନେ ରିଫ୍ୟୁଜ୍ କରିଦିଅନ୍ତି ଭଡ଼ା ଦେବା ପାଇଁ କାରଣ ତାଙ୍କ ସେଇ ଗେ କପୁଲ୍‌ଙ୍କ ବିଷୟରେ ଲ୍ୟାଣ୍ଡଲର୍ଡ଼ର କିଛି ଧାରଣା ଥାଏ ଯେ ସେମାନେ ଖରାପ ଲୋକ କିମ୍ବା ହେଉଛି ସେମାନଙ୍କର ନେଚର୍ ଭଲ ନୁହେଁ ଏଭଳିଆ କିଛି ପ୍ରିଜୁଡ଼ିସ୍ ତାଙ୍କର ଥାଏ ଲ୍ୟାଣ୍ଡଲର୍ଡ଼ର। ବୁଝିପାରିଲ? ପ୍ୟାରେଣ୍ଟସ୍ ଆର୍ ଅପୋଜିଂ ମ୍ୟାରେଜ୍ ଆଉଟସାଇଡ୍ ଦେୟାର ରିଲିଜନ୍। ଏଇଟା ବି ଆମ ଗାଁ ଗହଳିରେ ବି ଚାଲିଥାଏ ଯେ ଯଦି ଆମେ ଅଲଗା କେଉଁ ଜାତିର କିଏ ଯଦି ମ୍ୟାରେଜ୍ କରୁଛେ ତ ପ୍ୟାରେଣ୍ଟସ୍ ମାନେ ସବୁବେଳେ ପାଇଁ ଅପୋଜିଂ କରିଥାଏ। କାହିଁକି ନା ଆଗରୁ ଆମର ଗୋଟେ ପ୍ରିଜୁଡ଼ିସ୍ ଅଛି ଯେ ଅଲଗା ଜାତିର ଯଦି ସେ ବାହା ହେଉଛି ତାହେଲେ ସେ ତା ବାପା ମାଆ ମାନଙ୍କୁ ଅସମ୍ମାନ କରୁଛି ବା ସେ ତାର କାଷ୍ଟକୁ ଅସମ୍ମାନ କରୁଛି। ତାପରେ କୋଅପରେସନ୍ ହାୟରିଂ ଓମେନ୍ ବଟ୍ ନଟ୍ ପ୍ରମୋଟିଂ ଦେମ୍। ଯେତିକି ସବୁ କୋଅପରେଟେଡ୍ ଜବ୍ ଅଛି ଛୁଆ ସେମାନେ ଓମେନ୍ ମାନଙ୍କୁ ହାୟରିଂ କରିଦିଅନ୍ତି କିନ୍ତୁ ତାଙ୍କୁ ସବୁ ପ୍ରମୋସନ୍ ଦିଅନ୍ତିନି। କାହିଁକି ନା ସେଠି ସବୁ ପ୍ରିଜୁଡ଼ିସ୍ ଅଛି ଯେ ଓମେନ୍ ମାନେ ଭଲ ହେଉଛି ବଡ଼ ପଦବୀ ଆଡ଼କୁ ଓମେନ୍ ମାନେ ଭଲ ଭାବରେ ସମ୍ଭାଳି ପାରିବେ ନାହିଁ। ତାପରେ ଆଜମ୍ପସନ୍ ଦ୍ୟାଟ୍ ଫିଜିକାଲ୍ ଡିସାବୁଲ୍ଡ ଅଲସୋ ହ୍ୟାଭ୍ ମେଣ୍ଟାଲ୍ ଡିସାବିଲିଟି। ଯେଉଁମାନେ ଫିଜିକାଲ୍ ଡିସାବୁଲ୍ଡ ବା ଯାହାର ହାତ ନାହିଁ କିମ୍ବା ହେଉଛି ହାତ ଭାଙ୍ଗିଯାଇଛି ଗୋଡ଼ ନାହିଁ ତ ଏଇଭଳିଆ ଯେଉଁ ଫିଜିକାଲ୍ ଡିସାବୁଲ୍ଡ ଯେଉଁ ଲୋକମାନେ ରହିଲେ ଆମେ ଭାବନ୍ତି ଫିଜିକାଲ୍ ଡିସାବୁଲ୍ଡ ଯିଏ ହେଇଥିବ ସେ ମଧ୍ୟ ମେଣ୍ଟାଲି ମଧ୍ୟ ଡିସାବଲ୍ ହେଇଥିବ ବା ତା ମାଇଣ୍ଡଟା ମଧ୍ୟ ଠିକ୍ସେ କାମ କରୁନଥିବ। ଏଇସବୁ ଆମ ମନ ଭିତରେ ସବୁ ଥାଏ ବା ଲୋକମାନଙ୍କ ମନ ଭିତରେ ସବୁ ଥାଏ। ତ ଇଆଡ଼କୁ ଗୋଟେ ଗୋଟେ ପ୍ରିଜୁଡ଼ିସ୍‌ର ଗୋଟେ ଗୋଟେ ଏକ୍ଜାମ୍ପଲ୍ ହେବ। ତ ଏଇ ପ୍ରିଜୁଡ଼ିସ୍ ଆମ ସୋସାଇଟିରେ କ'ଣ ଇଫେକ୍ଟ ପକାଉଛି ଛୁଆ ଏହା ଦ୍ୱାରା ଏଇ ପ୍ରିଜୁଡ଼ିସ୍ ଦ୍ୱାରା କ'ଣ ହେଉଛି ନା ବହୁତ ଗୁଡ଼ିଏ ଅପରଚ୍ୟୁନିଟି ଲୋକଙ୍କ ପାଖରୁ ହଟି ହେଉଛି। ଯେଉଁଭଳିଆ ରାଇଟ୍ସ ଆଣ୍ଡ ପ୍ରିଭିଲେଜ୍ ଯାହାର ଯାହା ରାଇଟ୍ ଅଛି ଆମେ ସେ ରାଇଟ୍ ତାକୁ ଦେଉନାହାନ୍ତି। ତାଦ୍ୱାରା କ'ଣ ହେଉଛି ଯେଉଁଭଳିଆ ଆମେ ଗୋଟେ ଆମର ହେଉଛି ପ୍ରିଜୁଡ଼ିସ୍ କ'ଣ ଅଛି ନା ପୁଅ ଆଡ଼କ ଅଧିକାରୁ ଅଧିକା ପାଠ ପଢ଼ିଲେ ବହୁତ ଭଲ କରିପାରିବେ ଝିଅ ଆଡ଼କ କରିପାରିବେ ନାହିଁ। ସେଥିପାଇଁ ଆମ ଝିଅମାନଙ୍କର ରାଇଟ୍ସ ଆଡ଼କୁ କ'ଣ ହେଉଛି ଲିମିଟ୍ ହେଇଯାଉଛି ବା ତାଙ୍କୁ ଅପରଚ୍ୟୁନିଟି ଭଲ ମିଳୁନାହିଁ। କାହାର ପାୱାର କାହାକୁ ଦିଆଯାଉନାହିଁ କାହାକୁ ଠିକ୍ ଭାବରେ ନଲେଜ୍ ମିଳୁନାହିଁ। ଏମ୍ପ୍ଲୟମେଣ୍ଟ ଆଉ ପ୍ରମୋସନ୍ କଥା ଆସିଲା ବେଳକୁ ଆମେ ହେଉଛି ଆଗର ବଏଜ୍ ମାନଙ୍କୁ ଦେଉଛନ୍ତି ଗାର୍ଲସ ମାନଙ୍କୁ ଦେଉନାହାନ୍ତି। ତ ସେଠି ମଧ୍ୟ ଏମ୍ପ୍ଲୟମେଣ୍ଟ ଆଉ ପ୍ରମୋସନ୍ କ୍ଷେତ୍ରରେ ମଧ୍ୟ ଲିମିଟ୍ ହେଉଛି। ବୁଝିପାରିଲ? ଆଉ କ'ଣ କ'ଣ ଛୁଆ ହେଉଛି ନା ଏଇ ପ୍ରିଜୁଡ଼ିସ୍ ଦ୍ୱାରା ଲୋକମାନଙ୍କର ଫିଲିଙ୍ଗସ୍ ଆଡ଼କୁ ହଟ୍ ହେଉଛି। ଲୋକମାନେ ଏ ପ୍ରିଜୁଡ଼ିସ୍ ଦ୍ୱାରା କିଛି ଗ୍ରୁପ୍ର ଲୋକମାନେ ସବୁବେଳେ ପାଇଁ ସାଡ଼୍ ଫିଲ୍ କରନ୍ତି ବା ଏଙ୍ଗ୍ରି ଫିଲ୍ କରନ୍ତି ବା ନିଜକୁ ସବୁବେଳେ ପାଇଁ ନିମ୍ନତର ଭାବରେ ଦେଖେଇଥାନ୍ତି। କ୍ରିଏଟ୍ସ ଇନ୍ଇକ୍ୱାଲିଟି। ଏ ପ୍ରିଜୁଡ଼ିସ୍ କ'ଣ କରିଥାଏ ବିଭିନ୍ନ ଗ୍ରୁପ୍ରେ ସବୁ ହେଉଛି କ'ଣ କରିଥାଏ ନା ଇନ୍ଇକ୍ୱାଲିଟି ତିଆରି କରିଥାଏ। ଯେଉଁଭଳିଆ ଆମେ ଦେଖିଲା କାମ ବେଳକୁ ଆମେ ଡାକୁଛନ୍ତି କ'ଣ SC ST ମାନଙ୍କୁ ଡାକୁଛନ୍ତି ଯେତେବେଳେ ପୂଜା ପାଠ ହେଉଛି ଆମେ ସେତେବେଳେ ବ୍ରାହ୍ମଣମାନଙ୍କୁ ଡାକୁଛନ୍ତି ହେଲା। ତ ଏଇଭଳିଆ ହେଉଛି ଆମ ଭିତରେ କ'ଣ ହେଉଛି ଇନ୍ଇକ୍ୱାଲିଟି ଗୋଟେ କ୍ରିଏଟ୍ ହେଉଛି। ତାପରେ ବ୍ରେକ୍ସ ଫ୍ରେଣ୍ଡସିପ୍। ଯଦି ଆମେ ସବୁବେଳେ ପାଇଁ ପ୍ରିଜୁଡ଼ିସ୍ ଏଇଭଳିଆ ରହିଥିବ ତାହେଲେ ଗୋଟେ ପୁଅ ଆଉ ଝିଅଟେ ଭଲ ଭାବରେ ସାଙ୍ଗ ହୋଇପାରିବେନି। କାରଣ ସେ ପୁଅଟା ଭାବୁଥିବ ଝିଅଟା କ'ଣ ଜାଣିଛି ଇଏ କରୁଛି ସେ ତ ମ୍ୟାଥ୍ ତାର ଭଲ ହେଉନି ଆଉ ଗୋଟେ ଝିଅଟା ଭାବୁଥିବ କ'ଣ ଏ ପୁଅଟାର ହିଷ୍ଟ୍ରି ଜୋଗ୍ରାଫି ଭଲ ହେଉନି ସେ କ'ଣ ପାଠ ପଢ଼ିବ। ତ ଗୋଟେ ସାଙ୍ଗ ଭିତରେ ବା ଫ୍ରେଣ୍ଡସିପ୍ ଗୋଟେ ବ୍ରେକ୍ ହେଉଛି
ପ୍ରିଜୁଡିସ୍ ପାଇଁ। ତାପରେ ସ୍ପ୍ରେଡ୍ସ ହେଟ୍, ଏଇ ପ୍ରିଜୁଡିସ୍ କ'ଣ କରୁଛି ଆମ ସୋସାଇଟିରେ ହେଟ୍ ବା ଟେନସନ୍ ବା ହେଉଛି କ'ଣ ନିନ୍ଦା ସବୁ ହେଉଛି ଅଧିକାରୁ ଅଧିକା ସ୍ପ୍ରେଡ୍ କରୁଛି। ବୁଝିପାରିଲ? ତାପରେ ହେଉଛି ଛୁଆ କ'ଣ ନା ଷ୍ଟେରିଓ ଟାଇପ୍ସ। ଷ୍ଟେରିଓ ଟାଇପ୍ କ'ଣ? ଏଇଟା ବି ପ୍ରିଜୁଡିସ୍ର ଗୋଟେ ହେଉଛି ଏକ୍ସାମ୍, ଆଉ ଗୋଟେ ହେଉଛି ପ୍ରିଜୁଡିସ୍ ଯେଉଁଭଳିଆ ଷ୍ଟେରିଓ ଟାଇପ୍ ବି ସେଇଭଳିଆ। ସେଟା କ'ଣ ଥିଲା ଗୋଟେ ପର୍ସନ୍ ଉପରେ ଆମର କ'ଣ ରାୟ ଥିଲା, ଏଟା ହେଉଛି କ'ଣ ନା ଗୋଟେ ଗ୍ରୁପ୍ ଉପରେ ଆମର କ'ଣ ରାୟ ଅଛି। A stereotype is a fixed and over generalized belief about a particular group or class of a people ତାକୁ କ'ଣ କୁହାଯାଏ stereotype। stereotype କ'ଣ ନା ପୂର୍ବ କାଳରୁ ବା ବହୁ ସମୟରୁ ଆମେ ଗୋଟେ ଗ୍ରୁପ୍ ଉପରେ ବା ଗୋଟେ ପର୍ଟିକୁଲାର ଗୋଟେ କ୍ଲାସ୍ର ଲୋକମାନଙ୍କ ଉପରେ ଆମର ଯେଉଁ ବିଲିଭ୍ ଗୋଟେ ଜେନେରେଟ୍ କରିକି ରଖିଦିଆ ହେଇଛି ବା ଗୋଟେ ଆମେ ସବୁବେଳେ ପାଇଁ ଗୋଟେ ଜିନିଷଟାକୁ ପୁରା ଭାବି ନେଇଛନ୍ତି ଯେ ସେଇ ଗ୍ରୁପ୍ର ଲୋକମାନେ ଏଇଆ ହିଁ କରୁଥିବେ। ତ ସେଇଟା ହେଉଛି ଛୁଆ stereotype। ଯେଉଁଭଳିଆ ଆମେ ସମସ୍ତଙ୍କ ମନରେ ଅଛି ଯେ ପାକିସ୍ତାନର ଲୋକମାନେ ବେଶୀ ଟେରୋରିଷ୍ଟ ହେଇଥାନ୍ତି। ବୁଝିପାରୁଛ? ତ ସେଇଟା ଗୋଟେ ହେଉଛି କ'ଣ ନା ଗୋଟେ ଫିକ୍ସଡ ଗୋଟେ ଜିନିଷ ଯେ ଗୋଟେ ଗ୍ରୁପ୍ ଅଫ୍ ଲୋକମାନେ ବା ପାକିସ୍ତାନର ଯେଉଁ ଲୋକମାନେ ତାଙ୍କ ଉପରେ ଆମର ଗୋଟେ ଫିକ୍ସଡ ବିଲିଭ୍ ଗୋଟେ ଅଛି। ତ ସେଇଆକୁ ଛୁଆ କ'ଣ କୁହାଯାଏ ଷ୍ଟେରିଓଟାଇପ୍ କୁହାଯାଏ। ବୁଝିପାରିଲ? ଇଟ୍ ଇଜ୍ ନଟ୍ ଅଲୱେଜ୍ ଟ୍ରୁ ବଟ୍ ପିପୁଲ୍ ବିଲିଭ୍ ଇଟ୍ ଆଣ୍ଡ ଆପ୍ଲାଏ ଇଟ୍ ଟୁ ଏଭ୍ରି ୱାନ୍ ଇନ୍ ଦ୍ୟାଟ୍ ଗ୍ରୁପ୍। ହେଲା କ'ଣ ହେଇଥାଏ ନା ଏଇଟା ସବୁବେଳେ ପାଇଁ ସତ୍ୟ ହେଇ ନଥାଏ। ଯାହା ବି ସବୁ ଷ୍ଟେରିଓଟାଇପ୍ ଅଛି ସେଗୁଡ଼ାକ ସବୁ ସତ ହେଇ ନଥାଏ। କିନ୍ତୁ ହେଉଛି ଆମେ କ'ଣ ଭାବି ନିଅନ୍ତି ପିପୁଲ୍ ମାନେ ଏକୁ ବିଶ୍ୱାସ କରନ୍ତି ଆଉ ସିଏ କ'ଣ କରନ୍ତି ସେଇ ଗ୍ରୁପ୍ର ଯେତିକି ଲୋକ ଅଛନ୍ତି ସମସ୍ତଙ୍କ ଉପରେ ଆପ୍ଲାଏ କରି ଦିଅନ୍ତି। ଯେଉଁଭଳି ଆମେ ଜାଣିଛନ୍ତି ଯେ ଯେଉଁ ପାକିସ୍ତାନର ଯେଉଁ ଲୋକମାନେ ହେଇଥାନ୍ତି ସେମାନେ ଟିକେ ହିଂସ୍ର ହେଇଥାନ୍ତି। କ'ଣ ସେ ପାକିସ୍ତାନର ସବୁ ଲୋକମାନେ ହିଂସ୍ର ହେଇଥାନ୍ତି ନା ଛୁଆ? ତ ସେ ହେଉଛି କ'ଣ ହେଇଥାଏ ନା ଆମେ କିନ୍ତୁ ଭାବି ନେଉଛନ୍ତି କ'ଣ ପାକିସ୍ତାନର ସବୁ ଯେ ପାକିସ୍ତାନଟା ହିଁ ସବୁ ଯେତିକି ଲୋକ ରହୁଛନ୍ତି ସମସ୍ତେ ହେଉଛନ୍ତି ହିଂସ୍ର। ବୁଝିପାରୁଛ? ତାପରେ ହେଉଛି କ'ଣ ନା ଷ୍ଟେରିଓଟାଇପ୍ସ ହେଉଛି ଛୁଆ କେଉଁଠୁ ଆସିଛି? ଷ୍ଟେରିଓଟାଇପ୍ ଗୋଟେ ଗ୍ରୀକ୍ ୱାର୍ଡ଼ରୁ ଆଇଛି। ଏଇଟା ହେଉଛି ଷ୍ଟେରିଓସ୍ ଆଉ ଟାଇପସ୍ ଦୁଇଟା ମିଶିକି ହେଉଛି। ଆଉ ଷ୍ଟେରିଓସ୍ ମାନେ କ'ଣ ସଲିଡ୍ ଆଉ ଟାଇପସ୍ ମାନେ ମଡେଲ୍। ଅରିଜିନାଲି ଷ୍ଟେରିଓଟାଇପ୍ର ଯଦି ମାନେ ତୁମକୁ ଦେଖିବ ତାହେଲେ ଏଇଟା ହେଉଛି କ'ଣ ନା ସଲିଡ୍ ମଡେଲ୍ ବୋଲି କୁହାଯାଏ। ଗୋଟେ ଷ୍ଟେରିଓଟାଇପ୍ର ମାନେ ହେଉଛି ସଲିଡ୍ ମଡେଲ୍। A stereotype is a general belief or assumption about a particular group without knowing individual personally। ଆମେ ଗୋଟେ ଗ୍ରୁପ୍ର ଯେତିକି ବି ଲୋକ ଅଛନ୍ତି ତାକୁ ସେମାନେ ଇଣ୍ଡିଭିଜୁଆଲ୍ ଯେତିକି ବି ଇଣ୍ଡିଭିଜୁଆଲ୍ ଅଛନ୍ତି ତାଙ୍କୁ ଆମେ ପର୍ସନାଲି ନ ଜାଣିକି ଆମେ ତାଙ୍କ ଉପରେ ଗୋଟେ ଭୁଲ କିମ୍ବା ଠିକ୍ ଗୋଟେ ବିଲିଭ୍ ରଖିବା ବା ତାଙ୍କ ସେଇ ପୁରା ଗ୍ରୁପ୍ ଉପରେ ଗୋଟେ ଆଜମ୍ପସନ୍ ରଖିବାଟାକୁ ହିଁ ଷ୍ଟେରିଓଟାଇପ୍ କୁହାଯାଇଥାଏ। ବୁଝିପାରିଲ? ଟାଇପ୍ସ ଅଫ୍ ଷ୍ଟେରିଓଟାଇପ୍ ତିନି ପ୍ରକାର ଛୁଆ ଥାଏ। ଗୋଟେ ହେଉଛି ରାସିଆଲ୍, ଆଉ ଗୋଟେ ହେଉଛି ଜେଣ୍ଡର, ଆଉ ଗୋଟେ ହେଉଛି କଲଚରାଲ୍। ରାସିଆଲ୍ର କ'ଣ ହେଇଥାଏ ନା ରାସିଆଲ୍ ଷ୍ଟେରିଓଟାଇପ୍ କାହାକୁ କୁହାଯାଏ? ଯେତେବେଳେ ଆମେ ଲୋକମାନଙ୍କୁ ଜଜ୍ କରିଥାନ୍ତି ତାଙ୍କର ରେସ୍ ବା ତାଙ୍କର ସ୍କିନ୍ କଲର୍କୁ ଦେଖିକି ବା ସେ କେଉଁ ଜାତିରୁ ଆସିଛନ୍ତି ବା ତାଙ୍କର ଫିଜିକାଲ୍ ଆପିୟରାନ୍ସ କେଉଁ ଭଳିଆ ତାକୁ ଦେଖିକି ଯେତେବେଳେ ଆମେ ଲୋକମାନଙ୍କୁ ଜଜ୍ କରିଥାନ୍ତି ବା ତାଙ୍କ ଉପରେ କିଛି ମତ ଦେଇଥାନ୍ତି ସେ ଗ୍ରୁପ୍ର ଲୋକମାନଙ୍କ ଉପରେ ତାକୁ ଆମେ କହିବା କ'ଣ ରାସିଆଲ୍ ଷ୍ଟେରିଓଟାଇପ୍। ବୁଝିପାରିଲ? ଏକ୍ସାମ୍ପଲ୍ କ'ଣ? ଅଲ୍ ବ୍ଲାକ୍ସ ପିପୁଲ୍ସ ଆର୍ ଗୁଡ୍ ଏଟ୍ ସ୍ପୋର୍ଟସ୍। ଆମ ମନ ଭିତରେ ଏଇଟା ଅଛି ଯେ ଆଫ୍ରିକା ଲୋକ ବା ଯେତିକି ଦେଖିବା ପାଇଁ କଳା ଦେଖିବା ପାଇଁ ଲୋକ ହେଇଛନ୍ତି ବା ଯେତିକି ବ୍ଲାକ୍ ପିପୁଲ୍ ହେଇଥାନ୍ତି ସମସ୍ତେ ସ୍ପୋର୍ଟର ବହୁତ ଭଲ। କ'ଣ ଏଇଟା କ'ଣ ଠିକ୍ କି ଛୁଆ? ଯେତିକି ସବୁ ବ୍ଲାକ୍ ପିପୁଲ୍ କ'ଣ ସବୁ ସ୍ପୋର୍ଟର ଭଲ ହେଇଥାନ୍ତି ନା? କିନ୍ତୁ ଆମ ମନରେ ଏଇଟା ଅଛି ଯେ ପୁରା ବ୍ଲାକ୍ ଯେତିକି ବି ପିପୁଲ୍ ହେଇଥାନ୍ତି ବା ବ୍ଲାକ୍ ପିପୁଲ୍ର ଯେଉଁ ଗ୍ରୁପ୍ଟା ଅଛି ସେ ହେଉଛି ସ୍ପୋର୍ଟରେ ବହୁତ ଭଲ। ଆଉ କ'ଣ ନା ହ୍ୱାଇଟ୍ ପିପୁଲ୍ ଡୋଣ୍ଟ ଅଣ୍ଡରଷ୍ଟାଣ୍ଡ ପଭର୍ଟି। ଯେଉଁମାନେ ହ୍ୱାଇଟ୍ ପିପୁଲ୍ ମାନେ ରହିଲେ ଯେତିକି ଗୋରା ଲୋକମାନେ ରହିଲେ ସେମାନେ ଦରିଦ୍ରକୁ ବା ଗରିବକୁ ଠିକ୍ସେ ବୁଝନ୍ତି ନାହିଁ ବା ସେମାନେ ଗରିବକୁ ଭଲ ଭାବରେ ବୁଝିପାରିନାହାନ୍ତି ଜାଣିପାରି ନାହାନ୍ତି। ତ ଇଏ ଗୋଟେ ରାସିଆଲ୍ ଷ୍ଟେରିଓଟାଇପ୍ର ଗୋଟେ ଏକ୍ସାମ୍ପଲ୍। ତାପରେ ଦେଖିବା ଜେଣ୍ଡର ଷ୍ଟେରିଓଟାଇପ୍। ଓକେ, ଦେଖ ଜେଣ୍ଡର ଷ୍ଟେରିଓଟାଇପ୍ ମାନେ କ'ଣ ନା ଫିକ୍ସଡ ଆଇଡିଆଜ୍ ଏବାଉଟ୍ ହ୍ୱାଟ୍ ମେନ୍ ଆଣ୍ଡ ଓମେନ୍ କ୍ୟାନ୍ ଅର୍ କ୍ୟାନ୍ ନଟ୍ ଡୁ। ମାନେ କିଛି ଷ୍ଟେରିଓଟାଇପ୍ ଏମିତି ଆମ ସୋସାଇଟିରେ ଅଛି ଯେଉଁଗୁଡ଼ାକ ମାନେ ମେନ୍ ଆଉ ଓମେନ୍ କ'ଣ କରିପାରିବ କ'ଣ ନ କରିପାରିବ ତା ବିଷୟରେ ଗୋଟେ ଫିକ୍ସ କରାହେଇଛି। ଯେଉଁଭଳିଆ ଗୋଟେ ଆମ ସୋସାଇଟିରେ ଅଛି ଯେ ମେନ୍ ମାନେ ସବୁ ହାର୍ଡ଼ୱାର୍କ କରିପାରିବେ, ଓମେନ୍ ମାନେ ହାର୍ଡ଼ୱାର୍କ କରିପାରିବେନି। ହେଲା, ମେନ୍ ମାନେ ଘରଟାକୁ ମାନେ ଭଲସେ ଚଳେଇ ପାରିବେ, ରୋଜଗାର କରିକି ଦେଇପାରିବେ, ଓମେନ୍ ମାନେ ଦେଇପାରିବେନି। ତ ଏଇସବୁ କ'ଣ ଇଏ ଗୋଟେ ଫିକ୍ସଡ ଷ୍ଟେରିଓଟାଇପ୍ ଆମ ସୋସାଇଟିରେ ଚାଲି ଆସିଛି। ତ ସେଇଆଡ଼କୁ ଆମେ କହିବା କ'ଣ ଛୁଆ ଜେଣ୍ଡର ଷ୍ଟେରିଓଟାଇପ୍ କହିବା। କିଛି ଏକ୍ସାମ୍ପଲ୍ ଦେଖିନିଅ। ବଏଜ୍ ଆର୍ ଷ୍ଟ୍ରଙ୍ଗ, ଗାର୍ଲସ୍ ଆର୍ ୱିକ୍। ଏଇଟା ସମସ୍ତେ ଆମର ଗୋଟେ ଚାଲିଛି ଗୋଟେ ମାନି ଆସୁଛନ୍ତି ଯେ ସବୁ ବଏଜ୍ ମାନେ ଷ୍ଟ୍ରଙ୍ଗ ହେଇଥାନ୍ତି ଏଜ୍ କମ୍ପେୟାର ଟୁ ଗାର୍ଲସ୍। ହେଲା, ମେନ୍ସ ଆର୍ ଷ୍ଟ୍ରଙ୍ଗ ଡୁ ଅଲ୍ ଦି ୱାର୍କ। ଯେହେତୁ ମେନ୍ ମାନେ ଷ୍ଟ୍ରଙ୍ଗ ହେଇଥାନ୍ତି ପୁରୁଷ ଲୋକମାନେ ଟିକେ ଅଧିକ ଷ୍ଟ୍ରଙ୍ଗ ହେଇଥାନ୍ତି ସେଥିପାଇଁ ସେମାନେ ସବୁ କିଛି କାମ କରିପାରିବେ, ଓମେନ୍ ମାନେ କରିପାରିବେନି। ହେଲା, ଆଉ ଓମେନ୍ ଆର୍ ନଟ୍ ଏଜ୍ ସ୍ମାର୍ଟ ଏଜ୍ ମେନ୍। ତାପରେ ହେଉଛି ଗାର୍ଲସ୍ ଆର୍ ବେଡ୍ ଏଟ୍ ସ୍ପୋର୍ଟ।
ସେ କଥା କହୁଛି ଯେ ଇଆଡ଼େ କିଛି କିଛି ଆମ ସୋସାଇଟିରେ ଚାଲି ଆସୁଛି ଗୋଟେ ପୁଅ ଆଉ ଝିଅ ବିଷୟରେ ହେଲା ବହୁତ ଦିନ ଧରିକି କିଛି କଥା ହଉଛି ଚାଲି ଆସୁଛି ଯୋଉଟାକି ଆମ ସୋସାଇଟି ମାନି ନେଉଛି ଯୋଉଭଳିଆ ଝିଅମାନେ ସ୍ପୋର୍ଟରେ ଟିକେ ଖରାପ ଖେଳନ୍ତି ଏଜ୍ କମ୍ପେୟାର ଟୁ ଏ ବୟ ହେଲା ଇଆଡ଼କୁ ସବୁ ଆମ ସୋସାଇଟିରେ ଚାଲି ଆସିଛି ତାକୁ ହିଁ କୁହାଯାଏ ଜେଣ୍ଡର ଷ୍ଟେରିଓଟାଇପ୍ ଓକେ। ତାପରେ ଦେଖିବା କଲଚରାଲ ଷ୍ଟେରିଓଟାଇପ୍। କଲଚରାଲ ଷ୍ଟେରିଓଟାଇପ୍ କ'ଣ ନା ବିଲିଭ୍ସ ଆବାଉଟ୍ ପିପୁଲ୍ ଫ୍ରମ୍ ଏ ସ୍ପେସିଫିକ୍ କଲଚର ଅର୍ କଣ୍ଟ୍ରି ହେଲା ଗୋଟେ ସ୍ପେସିଫିକ୍ କଣ୍ଟ୍ରିର ଲୋକମାନଙ୍କ ଉପରେ ବା ଗୋଟେ ସ୍ପେସିଫିକ୍ କଲଚରର ଲୋକମାନଙ୍କ ଉପରେ ଆମର କିଛି ବିଲିଭ୍ ରହିଯାଇଛି ବା ତାଙ୍କୁ କିଛି ଫିକ୍ସଡ କଥା ଆମ ସୋସାଇଟିରେ ଏମିତି ଗୋଟେ ମାନେ ଚାଲିଛି ଯୋଉଭଳିଆ ହେଉଛି ଆମର ଚାଇନିଜ ଲୋକମାନେ ବହୁତ ହେଉଛି ବା ଜାପାନର ଯେତିକି ବି ଲୋକମାନେ ଅଛନ୍ତି ବହୁତ ଇଣ୍ଟେଲିଜେଣ୍ଟ ହେଇଥାନ୍ତି। କ'ଣ ସମସ୍ତେ ଇଣ୍ଟେଲିଜେଣ୍ଟ ହେଇଥାନ୍ତି କିନ୍ତୁ ଆମେ ଗୋଟେ କଥା ଚାଲି ଆସିছে ଯେ ହେଉଛି କ'ଣ ଜାପାନର ଯେତିକି ଲୋକ ହେଇଥାନ୍ତି ସମସ୍ତେ ଇଣ୍ଟେଲିଜେଣ୍ଟ ହେଇଥାନ୍ତି। ତ ଗୋଟେ କଣ୍ଟ୍ରି ବା ଗୋଟେ ସ୍ପେସିଫିକ୍ କଲଚର ବିଷୟରେ ଆମେ କ'ଣ କହିଲେ ବିଲିଭ୍ କଲେ ସେଭଳିଆ ଅଲ୍ ଚାଇନିଜ୍ ପିପୁଲ୍ ଆର୍ ଗୁଡ୍ ଏଟ୍ ମ୍ୟାଥ୍ ହେଲା ଯେତିକି ଚାଇନିଜ୍ ପିପୁଲ୍ ଥାନ୍ତି ସେ ହେଉଛି ମ୍ୟାଥ୍ର ସବୁଠୁ ମାନେ ସବୁଠୁ ଭଲ ହେଇଥାନ୍ତି ଇଏ ଗୋଟେ ଆମ କଣ୍ଟ୍ରିରେ ଚାଲି ଆସିଛି ଗୋଟେ ମିଥ୍ ଗୋଟେ। ତାପରେ ଇଣ୍ଡିଆନ୍ସ ଅନଲି ଇଟ୍ ସ୍ପାଇସି ଫୁଡ୍ ଆମ ବାହାର କଣ୍ଟ୍ରିରେ ସେମାନେ ଭାବନ୍ତି ଯେ ଇଣ୍ଡିଆନ୍ ମାନେ କେବଳ ଖାଲି ସ୍ପାଇସି ଫୁଡ୍ ମାନେ ତମର ହେଉଛି ରାଗ ଜିନିଷ ଆଡ଼କୁ ଖାଲି ଖାଇଥାନ୍ତି ତ ଏଇଟା ବାହାର କଣ୍ଟ୍ରି ମାନେ ଆମ କଣ୍ଟ୍ରିର ବିଷୟରେ ଗୋଟେ ଭାବିଥାନ୍ତି। ତାପରେ ଅଲ୍ ଆରବ ଆଣ୍ଡ ମୁସଲିମ୍ସ ଆର୍ ଟେରୋରିଷ୍ଟ ଯେଉଁଟା କହିଲି ସବୁ ପାକିସ୍ତାନୀ କିମ୍ବା ଯେତିକି ମୁସଲିମ୍ ଅଛନ୍ତି ସମସ୍ତେ ଟେରୋରିଷ୍ଟ ହେଲା ଇଆଡ଼କୁ କ'ଣ ହେଇଛି ନା ଗୋଟେ କଲଚର ଗୋଟେ ହେଉଛି ସ୍ପେସିଫିକ୍ କଣ୍ଟ୍ରି ଉପରେ ଆମର ଗୋଟେ ବିଲିଭ୍ ରହିଛି ଯାହାକୁ ଆମେ କ'ଣ କହିଥାନ୍ତି ଛୁଆ କଲଚରାଲ ଷ୍ଟେରିଓଟାଇପ୍ କହିଥାନ୍ତି। এই স্টেরিওটাইপର ଛୁଆ କିଛି ନେଗେଟିଭ୍ ଇଫେକ୍ଟ ଅଛି କିଛି ପଜିଟିଭ୍ ଇଫେକ୍ଟ ଅଛି। ପଜିଟିଭ୍ ଇଫେକ୍ଟ କ'ଣ ନା ଇଟ୍ କ୍ୟାନ୍ ହେଲ୍ପ ଅସ୍ କୁଇକଲି ଅଣ୍ଡରଷ୍ଟାଣ୍ଡ ସୋସିଆଲ ଗ୍ରୁପ୍ସ ବଟ୍ ଓନ୍ଲି ଆଟ୍ ସର୍ଫେସ୍ ଲେଭେଲ୍ ମାନେ କ'ଣ କରିଥାନ୍ତି ନା ଆମେ କୌଣସି ଗୋଟେ ସୋସିଆଲ ଗ୍ରୁପ ବା କୌଣସି ଗୋଟେ କଣ୍ଟ୍ରି କୌଣସି ଗୋଟେ କଲଚରକୁ ଏଇ ଷ୍ଟେରିଓଟାଇପ୍ ବିଷୟରୁ ଆମେ ତା ଉପର ଲେଭେଲର କଥାଟାକୁ ଆମେ ଜାଣି ନେଇଥାନ୍ତି। ଯେଉଁଭଳିଆ ହେଉଛି ଆମର ହେଉଛି ଚାଇନିଜ୍ ମାନେ ମ୍ୟାଥ୍ର ଭଲ ହେଇଥାନ୍ତି ତ ଆମେ ଏତିକି ତ ଉପର କଥା ଜାଣିନେବା ଯେ ଚାଇନିଜ୍ ମାନେ ଟିକେ ଇଣ୍ଟେଲିଜେଣ୍ଟ ହେଇଥାନ୍ତି ଏଜ୍ କମ୍ପେୟାର ଟୁ ଏ ଇଣ୍ଡିଆନ୍ ବୁଝିପାରିଲ। ତ ସେଇଟା କହୁଛି ଯେ ଏଇ ଷ୍ଟେରିଓଟାଇପ୍ ଆଡ଼କୁ ଆମକୁ ହେଲ୍ପ କରିଥାଏ ଗୋଟେ ସୋସିଆଲ ଗ୍ରୁପ୍ ବିଷୟରେ ଟିକେ ବୁଝିବା ପାଇଁ ବା କୁଇକଲି ତାକୁ ବୁଝିବା ପାଇଁ ଆମକୁ ଷ୍ଟେରିଓଟାଇପ୍ ଆଡ଼କୁ ୟୁଜ୍ ହେଇଥାଏ ବା ସରି ହଁ ଆମକୁ ହେଲ୍ପ କରିଥାଏ। ସମଟାଇମ୍ସ ୟୁଜ୍ଡ ଇନ୍ କମେଡି ଆଣ୍ଡ ଷ୍ଟୋରି ଟେଲିଂ ଟୁ କ୍ରିଏଟ୍ ଫ୍ୟାମିଲିଆର ରୁଲ୍ସ ଏଇସବୁ କଥା ଆଡ଼କୁ ଏଇସବୁ ଆଡ଼କୁ ମୁଁ କ'ଣ ଲାଗୁଛି ଗୋଟେ ଗୋଟେ କମେଡି ଲାଗୁଛି ନା ତ କମେଡି ଭଳିଆ ଲାଗୁଛି ଯେଉଁ ହେଉଛି କେବଳ ଇଣ୍ଡିଆନ୍ ମାନେ ସ୍ପାଇସି ଫୁଡ୍ ଖାଇଥାନ୍ତି କିମ୍ବା ସମସ୍ତେ ଏଇ ଯେଉଁ ଆମର ମୁସଲିମ୍ ମାନେ ଟେରୋରିଷ୍ଟ ଏସବୁ କ'ଣ ହେଉଛି ଗୋଟେ କମେଡି ସେଣ୍ଟେନ୍ସ ଭଳିଆ ଲାଗୁଛି। ତ ଏଇ ଷ୍ଟେରିଓଟାଇପ୍ ଆଡ଼କ ବହୁତ ଜାଗାରେ କ'ଣ କରାଯାଏ ନା କମେଡି ଆଉ ଷ୍ଟୋରି ଟେଲିଂରେ ମଧ୍ୟ ୟୁଜ୍ କରାଯାଇଥାଏ। ଡିସଆଡ଼ଭାଣ୍ଟେଜେସ୍ କ'ଣ ବହୁତ ଡିସଆଡ଼ଭାଣ୍ଟେଜେସ୍ ଅଛି। ଇଏ କ'ଣ କରୁଛି ଇଣ୍ଡିଭିଜୁଆଲ ଭିତରେ ଡିଫରେନ୍ସ କରୁଛି ବା ଗୋଟେ କଣ୍ଟ୍ରି କଣ୍ଟ୍ରି ଭିତରେ ଗୋଟେ ଭାଉଲେନ୍ସ ସୃଷ୍ଟି କରୁଛି ହେଲା ଲୋକମାନଙ୍କ ଭିତରେ ଭେଦଭାବ ସୃଷ୍ଟି କରୁଛି ଷ୍ଟେରିଓଟାଇପ୍। ତା ଛଡ଼ା କ'ଣ ହେଉଛି ନା ଇଟ୍ କଜ୍ ଅସ୍ ଟୁ ଜଜ୍ ପିପୁଲ୍ କୁଇକଲି ଆଣ୍ଡ ଅନଫେୟାରଲି ଏହାଦ୍ୱାରା ଆମେ କ'ଣ କରୁଛନ୍ତି ଗୋଟେ ଗ୍ରୁପ୍ ଅଫ୍ ପିପୁଲକୁ ଆମେ ହେଉଛି ସାଙ୍ଗେ ସାଙ୍ଗେ ଜଜ୍ କରିଦେଉଛନ୍ତି ତାଙ୍କ ବିଷୟରେ କିଛି ନ ଜାଣିକି ଭଲ ଭାବରେ ନ ଜାଣିକି ଆମେ ତାଙ୍କୁ ଗୋଟେ ଜଜମେଣ୍ଟ ପାସ୍ କରିଦେଉଛନ୍ତି ଗୋଟେ ନେଗେଟିଭ୍ ଜଜମେଣ୍ଟ। ତ ଇଏ ଥିଲା ତମର ଷ୍ଟେରିଓଟାଇପ୍। ତାପରେ ଫାଇଭ୍ର ଲାଷ୍ଟର ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚନ୍ ଆଉ ଇମ୍ପୋର୍ଟାଣ୍ଟ ସର୍ଟ ନୋଟ୍ ବି ତୁମେ କହିପାରିବ ଯେଉଁ ଆମର ଅଛି ଯେ ପସିବିଲିଟି ଅଫ୍ ହାଇଟ୍ସ ଇନ୍ ଦ ଡେଫିନାଇଟି through the philosophers like Swami Vivekananda, Sri Aurobindo and J. Krishnamurti awaken oneself to truth, beauty and godness both inside and outside ହେଲା ଏଇଟା ତୁମ ବୁକ୍ରେ ଛୁଆ ବହୁତ କମ୍ପ୍ଲେକ୍ସ କରିକି ଲେଖିଛି ଯେଉଁଟାକି ତୁମେ ବୁଝି ହିଁ ପାରିବନି ସେ କ'ଣ ଲେଖିଛି। ଆଉ ଏଇଟା ସିଓର ସର୍ଟ ଗୋଟେ ଲଙ୍ଗ କ୍ୱେଶ୍ଚନ୍ ନହେଲେ ସର୍ଟ ନୋଟ୍ ପ୍ରତି ବର୍ଷ ୟା ଭିତରୁ ଲଙ୍ଗ କ୍ୱେଶ୍ଚନ୍ ଆସିବ ନହେଲେ ୟା ଭିତରୁ ସର୍ଟ ନୋଟ୍ ଗୋଟେ ଆସେ ସେଥିପାଇଁ ମୁଁ ତାକୁ ଏଇଟା ଅଲଗା କରିକି ଆମର ଭିଡ଼ିଓରୁ ମୁଁ ସେଥିପାଇଁ ଏଇଟା ପଢ଼େଇ ଦେଉଛି ଇଜିଲି ବୁଝିପାରିବ ଏଇଟା ଛୁଆ ତୁମ ବୁକ୍ରୁ ଯେଉଁଟା ଲେଖା ହେଇଛି ତାଠୁ ଇଜି କରିକି ମୁଁ ଏଠି ଲେଖିଛି। ଦେଖ ଏଠି କ୍ୱେଶ୍ଚନ୍ କ'ଣ ଆସେ ତୁମର ସବୁବେଳେ ପାଇଁ ନା ରାଇଟ୍ ଦ କଣ୍ଟ୍ରିବ୍ୟୁସନ୍ ଅଫ୍ ସ୍ୱାମୀ ବିବେକାନନ୍ଦ ଅରବିନ୍ଦ ଆଣ୍ଡ କ୍ରିଷ୍ଣାମୂର୍ତ୍ତି ଟୁ awaken to oneself to both inside and outside ଏଇଟା କ୍ୱେଶ୍ଚନ୍ ପଢ଼ିପାରିବ। ନହେଲେ କଣ୍ଟ୍ରିବ୍ୟୁସନ୍ ଅଫ୍ ସ୍ୱାମୀ ବିବେକାନନ୍ଦ ଅରବିନ୍ଦ ଜୟ କ୍ରିଷ୍ଣାମୂର୍ତ୍ତି ଫର୍ ସେଲ୍ଫ ଡେଭଲପମେଣ୍ଟ ଯଦି ଏଇଟା ତିନି ଜଣଙ୍କ ବିଷୟରେ ପଚାରୁଛି ତାହେଲେ ଏଇଟା ଗୋଟେ ଲଙ୍ଗ କ୍ୱେଶ୍ଚନ୍ ପଚାରିବ ଯଦି ଜଣଙ୍କ ବିଷୟରେ ପଚାରୁଛି ସେଟା ହେଉଛି ସର୍ଟ ନୋଟ୍ ବିଷୟରେ ପଚାରିବ ବୁଝିପାରିଲ। ତ ଓଭରାଲି ଏଠି କହିଛି ଯେ ଗୋଟେ ଲୋକର ସେଲ୍ଫ ଡେଭଲପମେଣ୍ଟ କରିବା ପାଇଁ ବା ଗୋଟେ ଲୋକକୁ ଗୋଟେ ଭଲ ମଣିଷ ତିଆରି କରିବା ପାଇଁ ଏଇ ଯେଉଁ ସ୍ୱାମୀ ବିବେକାନନ୍ଦ ଅରବିନ୍ଦ ଜୟ କ୍ରିଷ୍ଣାମୂର୍ତ୍ତିଙ୍କର କ'ଣ କ'ଣ ସବୁ ପଦକ୍ଷେପ ସେମାନେ ନେଇଥିଲେ ହେଲା ବା ଲୋକମାନଙ୍କୁ କ'ଣ କ'ଣ ସବୁ ଶିକ୍ଷା ଦେଇଥିଲେ ତା ବିଷୟରେ ଆମେ ପୁରା ଓଭରାଲି ଏଠି ପଢ଼ିବା ହେଲା। ଯେଉଁମାନେ କମ୍ପ୍ଲିଟ୍ ଏଇ ୟୁନିଟ୍ 5 କିମ୍ବା କମ୍ପ୍ଲିଟ୍ ବିଏଡ୍ ଥାର୍ଡ଼ ସେମିଷ୍ଟର କ୍ଲାସ୍ କରିବା ପାଇଁ ଚାହୁଁଥିବ ମୋ ପ୍ଲେଲିଷ୍ଟରେ ଅଛି ଆପଣ ଯାଇକି ସେଠୁ କରିପାରିବେ। ଓକେ ଦେଖ ସ୍ୱାମୀ ବିବେକାନନ୍ଦ ବିଷୟରେ ଫାଷ୍ଟ ପଢ଼ିବା। ସ୍ୱାମୀ ବିବେକାନନ୍ଦ ଯିଏ 1863 ମସିହାରେ ଜନ୍ମଗ୍ରହଣ କରିଥିଲେ 1902 ମସିହାରେ ମୃତ୍ୟୁବରଣ କରିଥିଲେ। ସ୍ୱାମୀ ବିବେକାନନ୍ଦ ବିଲିଭ୍ ଦ୍ୟାଟ୍ ଟ୍ରୁ ଏଜୁକେସନ୍ ଆଣ୍ଡ ରିଲିଜିଅନ୍
should help a person discover truth, live fearlessly and serve others। ସେ କ'ଣ କହୁଥିଲେ, ସେ କ'ଣ ବିଲିଭ୍ କରୁଥିଲେ ନା ଯଦି ତମେ ଗୋଟେ ଭଲ ଏଜୁକେସନ୍ ପାଇବ ଆଉ ହେଉଛି ଯଦି ଗୋଟେ ତମେ ଭଲ ରିଲିଜନ୍ରୁ ଆସିଥିବ ହେଲା, ତମକୁ ଯଦି ଭଲ ଏଜୁକେସନ୍ ଗୋଟେ ମିଳେ ବା ଭଲ ରିଲିଜନ୍ରୁ ତମେ ଆସିଥିବ, ତାହେଲେ ତମେ କ'ଣ କରିପାରିବ, ନିଜ ଭିତରେ ତମେ ଟ୍ରୁଥ୍ ଫାଇଣ୍ଡ କରିପାରିବ, ନିଜ ଭିତରେ ଯେଉଁ ସତ୍ୟତା ଅଛି ତାକୁ ତମେ ଫାଇଣ୍ଡ କରିପାରିବ, ଆଉ ଗୋଟେ ଏମିତିଆ ଜୀବନ ଯିବ ଯେ କାହା ପ୍ରତି ଡର ରଖିବନି ଆଉ ସମସ୍ତଙ୍କୁ ସାହାଯ୍ୟ କରିକି ତମେ ସେଇଭଳିଆ ଯଦି ଯାଇପାରିବ। ୟାର ଓଭରାଲ୍ ଏଇଟା ଯେ ସେ କହୁଥିଲେ ଯେ ଯଦି ତମେ ଗୋଟେ ଗୋଟେ ଲୋକକୁ ଆମେ ଗୋଟେ ଭଲ ଏଜୁକେସନ୍ ଦେଉଛୁ ଆଉ କିମ୍ବା ଯଦି ରିଲିଜନ୍ ମାଧ୍ୟମରେ ତାକୁ ଯଦି ଭଲ ଶିକ୍ଷା ଦେଉଛୁ, ତାହେଲେ ସେ ଜୀବନର ବହୁତ କିଛି କରିପାରିବ ବା ବହୁତ ସତ୍ ମାର୍ଗରେ ସେ ଆଗକୁ ବଢ଼ିପାରିବ। ଏଇଟା ସ୍ୱାମୀ ବିବେକାନନ୍ଦ କହୁଥିଲେ। ହିଜ୍ ଆଇଡିଆଜ୍ ଫର୍ ଏୟୁକିଂ ୱାନ୍ ସେଲ୍ଫ ଇନସାଇଡ୍ ଆଣ୍ଡ ଆଉଟସାଇଡ୍, ତାଙ୍କର କ'ଣ ଆଇଡିଆ ଥିଲା ଯେ ଗୋଟେ ଲୋକ ଭିତରେ ସେଲ୍ଫ ଡେଭଲପମେଣ୍ଟ ବା ତାକୁ କେମିତି ହେଉଛି ଆମେ ଏୟୁକିଂ କରିପାରିବା ଗୋଟେ ଲୋକକୁ। ସେ ଫାଷ୍ଟ କହୁଥିଲେ ଦୁଇଟା ମାଧ୍ୟମରେ ଗୋଟେ ଲୋକକୁ ହେଉଛି ତମେ ହେଉଛି ଛୁଆ କ'ଣ କରିପାରିବ, ଭଲ ମଣିଷ ବନେଇ ପାରିବ। ଗୋଟେ ହେଉଛି ଟ୍ରୁ ଏଜୁକେସନ୍ ଦ୍ୱାରା ଆଉ ଗୋଟେ ଭଲ ରିଲିଜନ୍ ଦ୍ୱାରା। ଫାଷ୍ଟ ବୁଝିବା ଟ୍ରୁ ଏଜୁକେସନ୍। ଟ୍ରୁ ଏଜୁକେସନ୍ର ସେ କହିଥିଲେ ଏକର୍ଡିଂ ଟୁ ହୁଇମ୍ ଟ୍ରୁ ଏଜୁକେସନ୍ ଇଜ୍ ଅଲୱେଜ୍ ଏ ଡିସ୍କଭରି ଅଫ୍ ଟ୍ରୁଥ୍। ତାଙ୍କ ଅନୁସାରେ ଗୋଟେ ସତ୍ୟକୁ କୌଣସି ବିଷୟରେ ତମେ ଯଦି ସତ୍ୟ ଖୋଜିବା ପାଇଁ ଚାହୁଁଛ, ତାହେଲେ ସେଠି କେବଳ ଟ୍ରୁ ଏଜୁକେସନ୍ ହିଁ ତମକୁ ହେଲ୍ପ କରିପାରିବ। ଇଟ୍ ରିଜେକ୍ଟସ୍ ସୁପରଷ୍ଟିସନ୍ସ ଆଣ୍ଡ ସୋସିଆଲ ରେଷ୍ଟ୍ରିକ୍ସନ୍ସ। ଏ ଯଦି ଟ୍ରୁ ଏଜୁକେସନ୍ ମାଧ୍ୟମରେ ଯେତିକି ସୋସାଇଟିର ଯାହା ବି ସବୁ ସୁପରଷ୍ଟିସନ୍ ଅଛି ବା ଯେତିକି ପ୍ରିଜୁଡିସ୍ ଅଛି, ଷ୍ଟେରିଓଟାଇପ୍ ସିଆଡ଼କ ରହିଛି, ସିଆଡ଼କ ସବୁ ଇଏ ହେଉଛି ଟ୍ରୁ ଏଜୁକେସନ୍ ମାଧ୍ୟମରେ ସବୁ ଦୂରେଇ ଯାଇଥାଏ ବା ତାକୁ ସବୁ ଲୋକମାନେ ଅନ୍ଧ ଭାବରେ ମାନେ କ'ଣ କରନ୍ତି, ବିଶ୍ୱାସ କରନ୍ତି ନାହିଁ। ଆଉ ଯାହା ବି ସବୁ ବ୍ୟାରିୟର୍ ସବୁ ରହିଛି ସୋସାଇଟିର ଯେଉଁ କାଷ୍ଟ ଅଛି, ରିଲିଜନ୍ ନେଇକି ଏସବୁ ଆଡ଼କ ସେ କ'ଣ କରିଥାଏ, ରେଷ୍ଟ୍ରିକ୍ଟ କରିଥାଏ ବା ଦୂରେଇ ଦେଇଥାଏ। ବିବେକାନନ୍ଦ ଅର୍ଜ ଟୁ ସ୍ପିକ୍ ଆଉଟ୍ ଦ ଟ୍ରୁଥ୍ ବ୍ଲଣ୍ଟଲି ୱିଦାଉଟ୍ ଫିୟରିଂ ଏନିଥିଙ୍ଗ। ଆମର ଯେଉଁ ବିବେକାନନ୍ଦ ଥିଲେ ସେ ସବୁବେଳେ ପାଇଁ କ'ଣ କହୁଥିଲେ ନା ହେଉଛି ତମେ ସତ କୁହ ହେଲା, ସତ କୁହ, କାହାକୁ କିଛି ଡର ନାହିଁ, କିନ୍ତୁ ସବୁବେଳେ ପାଇଁ ସତ କହିବା ପାଇଁ ଚେଷ୍ଟା କର। He recognized that selfish people may want to keep knowledge limited to maintain their own privilege। ସେ ହେଉଛି ରେକଗ୍ନାଇଜ୍ କରିଥିଲେ ବା ବିଲିଭ୍ କରିଥିଲେ ଯେ ଆମ ସୋସାଇଟିରେ କିଛି ସେଲ୍ଫିସ୍ ଲୋକ ଅଛନ୍ତି ଯିଏକି ଲୋକମାନଙ୍କୁ ନଲେଜ୍ ଦେବା ପାଇଁ ଚାହୁଁନାହାନ୍ତି, କାହିଁକି ନା ତାଙ୍କର ନିଜର ଫାଇଦା ପାଇଁ ସେ ଚାହୁଁନାହାନ୍ତି ଯେ ଲୋକମାନେ ଏଜୁକେଟେଡ୍ ହୁଅନ୍ତୁ ବା ନଲେଜେବୁଲ୍ ହୁଅନ୍ତୁ। କାହିଁକି ଯଦି ନଲେଜେବୁଲ୍ କିମ୍ବା ଏଜୁକେଟେଡ୍ ହେଇଗଲେ ଆମ ସୋସାଇଟିର ଲୋକମାନେ, ତାହେଲେ ସିଏ ହେଉଛି କ'ଣ କରିବେ ନା ବିରୋଧ ବିଷୟରେ ଆବାଜ ଉଠାଇବେ ବା ଯେଉଁଠି ହେଉଛି ଭୁଲ ହେଉଥିବ ସେଠି ସେମାନଙ୍କୁ ରାଇଟ୍ କରିବା ପାଇଁ ଚେଷ୍ଟା କରିବେ। ସେଥିପାଇଁ କିଛି ଲୋକ ଅଛନ୍ତି ଯିଏକି ସେଲ୍ଫିସ୍ ପିପୁଲ୍ ମାନେ ଲୋକମାନଙ୍କୁ ଏଜୁକେଟେଡ୍ ବା ନଲେଜ୍ ପ୍ରୋଭାଇଡ୍ କରିବାରୁ ରୋକିଥାନ୍ତି। Teacher must lead by examples, their action transform lives and inspire others towards the truth and goodness। ଯେଉଁମାନେ ବି ସ୍କୁଲର ଯେଉଁ ଟିଚର ମାନେ ରହିଲେ ସେମାନେ ଗୋଟେ ଏକ୍ଜାମ୍ପଲ୍ ଯେମିତି ଛୁଆମାନଙ୍କ ପାଇଁ ଗୋଟେ ରୋଲ୍ ମଡେଲ୍ ହେଇକି ରହିବେ, ଆଉ ତାଙ୍କର କାମ କ'ଣ କରାହେବ ନା ଅନ୍ୟମାନଙ୍କୁ ଇନ୍ସପାୟାର କରିବା ଦରକାର। ଆଉ ସେ କାହା ମାଧ୍ୟମରେ ତାଙ୍କର ସବୁ କାମ କରିବେ, ସେ ସବୁବେଳେ ପାଇଁ ସତ କହୁଥିବେ ଆଉ ଗୁଡନେସ୍ ରଖିଥିବେ ହେଲା, ସବୁବେଳେ ପାଇଁ ଅନ୍ୟ ପ୍ରତି ସବୁବେଳେ ପାଇଁ ଭଲ ବ୍ୟବହାର କରୁଥିବେ। ଇଏ ଥିଲା ତୁମର ଏଜୁକେସନ୍ ସେକ୍ଟରରେ ତୁମେ କ'ଣ ଚେଞ୍ଜେସ୍ ଆଣିକି ଛୁଆମାନଙ୍କର ଡେଭଲପମେଣ୍ଟ କରିପାରିବ। ତାପରେ କହିଥିଲେ ଯେ ରିଲିଜନ୍ କ'ଣ ଅଛି ଛୁଆଙ୍କର ଡେଭଲପମେଣ୍ଟ ଭିତରେ, ନା ରିଲିଜନ୍ ପ୍ଲେଡ୍ ଏ ମେଜର ରୋଲ୍ ଇନ୍ ବିବେକାନନ୍ଦ ଆଇଡିଆଜ୍। ବିବେକାନନ୍ଦଙ୍କ ଅନୁସାରେ ରିଲିଜନ୍ ଗୋଟେ ଭଲ ରୋଲ୍ ବା ମେଜର ରୋଲ୍ ଗୋଟେ ପ୍ଲେ କରିଥାଏ। ରିଲିଜନ୍ ଇଜ୍ ନଟ୍ ଜଷ୍ଟ ଥିଓରି ଅର୍ ଟକ୍, ଇଟ୍ ଇଜ୍ ଏ ରିଅଲାଇଜେସନ୍ ଅଫ୍ ଦି ବେଷ୍ଟ ପାୱାର ୱିଦିନ୍ ୱାନ୍ ସେଲ୍ଫ। ରିଲିଜନ୍ସ ଆମେ ଯେଉଁ ସବୁ ବାବାମାନଙ୍କର ସବୁ କଥା ଶୁଣୁଛନ୍ତି କିମ୍ବା ହେଉଛି ଯେଉଁ ଥିଓରି ଆଡ଼କ ସବୁ ରିଲିଜନ୍ର ପଢ଼ୁଛନ୍ତି, ସେଟା ଛୁଆ ରିଲିଜନ୍ ତାଙ୍କ ମତରେ ସେହି ଆଡ଼କ ରିଲିଜନ୍ ନଥିଲା। ସେ ରିଲିଜନ୍ କାହାକୁ ମାନୁଥିଲେ ନା ତମେ ନିଜ ଭିତରେ ତମର ଯେଉଁ ପାୱାର ଅଛି ବା ତମ ନିଜ ଭିତରେ ଯେଉଁ ସତ କହିବାର ଯେଉଁ କ୍ୟାପାସିଟି ଅଛି ବା ଗୋଟେ ଭଲ କାମ କରିବାର ଯେଉଁ କ୍ୟାପାସିଟି ଅଛି, ତାକୁ ତମେ ରିଅଲାଇଜେସନ୍ କରିବ, ତାକୁ ହିଁ ସେ ରିଲିଜନ୍ ବୋଲି ମାନୁଥିଲେ। ବୁଝିପାରୁଛ? The essence of religion is to be pure and to do good with others। ମାନେ ରିଲିଜନ୍ କ'ଣ କହୁଥିଲା ବା ରିଲିଜନ୍ ଆମକୁ କ'ଣ ଶିଖୁଥିଲା ନା ତମେ ସବୁବେଳେ ପାଇଁ ପିଓର ହେବା ପାଇଁ ଚେଷ୍ଟା କର, ସୋସାଇଟିରେ ସବୁବେଳେ ପାଇଁ ଗୋଟେ ପିଓର ବନିବା ପାଇଁ ଚେଷ୍ଟା କର, ଆଉ ସମସ୍ତଙ୍କ ପ୍ରତି ଅନ୍ୟମାନଙ୍କୁ ହେଲ୍ପ କର ବା ଅନ୍ୟମାନଙ୍କ ପ୍ରତି ଭଲ ଭାବ ଦେଖେଇ ଥାଉ। ତାପରେ ରିଲିଜନ୍ ରାଇଜେସ୍ ହ୍ୟୁମାନ୍ସ ଫ୍ରମ୍ ଦେୟାର ଏନିମାଲ୍ ନେଚର ଟୁ ଡିଭାଇନିଟି ଫ୍ରମ୍ ଦି ବ୍ରୁଟ୍ ଟୁ ଦି ଗଡ୍। ରିଲିଜନ୍ କ'ଣ କରିଥାଏ, ଯେଉଁ ଆମର ଯେଉଁ ବାସ୍ତବିକ ପ୍ରକୃତି ଅଛି ବା ଆମର ଯେଉଁ ପଶୁ ଭଳିଆ କିଛି ଆମର ହିଂସ୍ର ଯେଉଁ ପ୍ରକୃତି ଆଡ଼କୁ ଅଛି, ତା ଦେହରୁ ରିଲିଜନ୍ କ'ଣ କରିଥାଏ, ସେଇଠାରୁ ଆମକୁ ଡିଭାଇନିଟି ପାଖକୁ ବା ଗୋଟେ ଭଲ ମଣିଷ ତିଆରି କରିବାରେ କିଏ ହେଲ୍ପ କରିଥାଏ, ଏଇ ରିଲିଜନ୍ ହିଁ ହେଲ୍ପ କରିଥାଏ। ଏଇ ଆଡ଼କ ଥିଲା ଆମର ଯେଉଁ ସ୍ୱାମୀ ବିବେକାନନ୍ଦଙ୍କର ମତରେ ରିଲିଜନ୍ କ'ଣ ହେଲ୍ପ କରେ। ତାପରେ ସ୍ୱାମୀ ବିବେକାନନ୍ଦ ସେଲ୍ଫ ଡେଭଲପମେଣ୍ଟ ପାଇଁ ଷ୍ଟୁଡେଣ୍ଟମାନଙ୍କୁ କିଛି ମେସେଜ୍ ଦେଇଥିଲେ। କ'ଣ କହିଥିଲେ ନା ଷ୍ଟୁଡେଣ୍ଟମାନେ ସବୁବେଳେ ପାଇଁ ସତ କହିବା ପାଇଁ ଚାହିଁବେ ବା ଅଲୱେଜ୍ ସର୍ଚ୍ଚ ଫର୍ ଟ୍ରୁଥ୍ ରିଜେକ୍ଟ ଫଲ୍ସହୁଡ୍। କେବେ ବି ମିଛ କହିବେନି, ଆଉ ସେ ସବୁବେଳେ ପାଇଁ ସତକୁ ଖୋଜିବା ଲାଗିବେ ବା ସତକୁ ସବୁବେଳେ ପାଇଁ କହିବା ପାଇଁ ଚେଷ୍ଟା କରିବେ। ସ୍ପିକ୍ ଟ୍ରୁଥ୍
ଫିୟରଲେସଲି ହେଲା ସବୁବେଳେ ପାଇଁ ସତ କହିବେ କେମିତି ନା କାହାକୁ ବିନା ଡରିକି ସତ କହିବେ। ଲିଭ୍ ବାଇ ଏକ୍ଜାମ୍ପଲ୍ ୟୋର ଆକ୍ସନ୍ ସୁଡ୍ ଇନ୍ସପାୟାର ତମେ ସବୁବେଳେ ପାଇଁ ଅନ୍ୟମାନଙ୍କ ପାଇଁ ଗୋଟେ ରୋଲ ମଡେଲ ହୁଅ ଅନ୍ୟମାନେ ଯେମିତି ତମର ଏକ୍ଜାମ୍ପଲ୍ ନେଉଥିବେ ଆଉ ତମ ଆକ୍ସନ୍ ଯେମିତି ସେମାନଙ୍କୁ ସବୁ ଇନ୍ସପାୟାର କରିବ ତମେ ସେଇଭଳିଆ କାମ କରିକି ଆଗକୁ ଚାଲ। ସର୍ଭ ହ୍ୟୁମାନିଟି ସେଲ୍ଫଲେସଲି ଏଇଟା ସବୁଠୁ ଛୁଆ ଯେ ମାନବ ମାନଙ୍କର ସେବା କରିବା ବହୁତ ହିଁ ଦରକାର। ଏଇଟା କିଛି ତାଙ୍କର ମେସେଜ ଥିଲା ଏଜ୍ ଟୁ ଷ୍ଟୁଡେଣ୍ଟ। ଏତିକି ଛୁଆ ତମର ଗୋଟେ ସର୍ଟ ନୋଟ୍ ଲେଖିବା ପାଇଁ ମାନେ ଯେତିକି ଦରକାର ସେତିକି ହିଁ ୟା ଭିତରେ ଅଛି ଆଉ ଲଙ୍ଗ କ୍ୱେଶ୍ଚନ ଲେଖିବା ପାଇଁ ଯେତିକି ଦରକାର ସେତିକି ହିଁ ୟା ଭିତରେ ଅଛି। ତମ ବୁକ୍ର ଛୁଆ ବହୁତ ହିଁ ମାନେ ହାର୍ଡ କରିକି ଦେଇଛି ଗୋଟେ ଗୋଟେ ଛୁଆ ଗୋଟେ ବୁଝିପାରିବେନି ଏଠି ମୁଁ ବହୁତ ସିମ୍ପଲ କରିକି ଲେଖିଛି ଥରେ ପଢ଼ିଲେ ତମେ ବୁଝି ନେବ। ଯେଉଁମାନେ ନୋଟ୍ ପରଚେସ୍ କରିବା ପାଇଁ ଚାହୁଁଥିବ ଛୁଆ ଏଇଟା ମୋ ହ୍ୱାଟ୍ସଆପ୍ ନମ୍ବର 9178334921 ଏଟା ମୋତେ ମେସେଜ କରିକି ତମେ ନୋଟ୍ ପରଚେସ୍ କରିପାରିବ। ତାପରେ ଦେଖିବା ଶ୍ରୀ ଅରବିନ୍ଦ ସେଲ୍ଫ ଡେଭଲପମେଣ୍ଟ ବିଷୟରେ କ'ଣ କ'ଣ କହିଥିଲେ। ସେ କହିଥିଲେ ଯେ କ'ଣ ନା ଶ୍ରୀ ଅରବିନ୍ଦ ଏକ୍ସପ୍ଲେନ୍ ଦ୍ୟାଟ୍ within each person there is a psyche wing or soul that naturally moves towards truth, beauty and godness। ହେଲା ତ ଯେଉଁ ସ୍ୱାମୀ ବିବେକାନନ୍ଦ ବିଷୟରେ ପଢ଼ିଲେ ସିଏ କହିଥିଲେ କ'ଣ ଟ୍ରୁ ଏଜୁକେସନ୍ ଆଉ ଆମର ରିଲିଜିଅନ୍ ହିଁ ଆମକୁ ଟ୍ରୁଥ୍ ଆଉ ବିୟୁଟି ଆଉ ଗଡନେସ୍ ଆଡ଼ ପାଖକୁ ନେଇ ଯାଇଥାଏ। ଆଉ ଶ୍ରୀ ଅରବିନ୍ଦ କ'ଣ କହିଲେ ନା ପ୍ରତ୍ୟେକ ମନୁଷ୍ୟ ଭିତରେ ନିଜର ଗୋଟେ ସୋଲ୍ ଅଛି ବା ନିଜର ଗୋଟେ ମନ ଅଛି ବା ନିଜର ଗୋଟେ ସାଇକି ବିଙ୍ଗ ଅଛି। ଏଇ ସାଇକି ବିଙ୍ଗ ୱାର୍ଡଟା ସେ କହିଥିଲେ ଯେ ପ୍ରତ୍ୟେକ ମନୁଷ୍ୟ ଭିତରେ ଗୋଟେ ସାଇକି ବିଙ୍ଗ ଅଛି ବା ମନୁଷ୍ୟ ଭିତରେ ଗୋଟେ ଆତ୍ମା ଅଛି ଯିଏକି ନ୍ୟାଚୁରାଲି ହେଲା ଆପେ ଆପେ ସେ କ'ଣ କରୁଛି ନା ଟ୍ରୁଥ୍ ବିୟୁଟି ଆଉ ଗଡନେସ୍ ଆଡ଼କୁ ଆପେ ଆପେ ଟାଣି ହେଇ ଯାଉଛି। ଯେ ଆମମାନଙ୍କ ଭିତରେ ଗୋଟେ ଏମିତିଆ ଗୋଟେ ମନ ଅଛି ଯେ କି ସବୁବେଳେ ପାଇଁ ଆପେ ଆପେ ସତ୍ୟ ସୁନ୍ଦର ଆଉ ଭଗବାନଙ୍କ ଆଡ଼ିକି ସବୁବେଳେ ପାଇଁ ଟାଣି ହେଇକି ଯାଉଛି। ତାପରେ ବୁଝିବା ଗୋଟେ ଗୋଟେ ଏଇ ସାଇକିବିଙ୍ଗ ମାନେ କ'ଣ ଥିଲା ମିନିଂ ଅଫ୍ ସାଇକିବିଙ୍ଗ ହେଉଛି ଇନସାଇଡ୍ ଏଭ୍ରି ପର୍ସନ୍ ଦେୟାର ଇଜ୍ ଏ ସାଇକିବିଙ୍ଗ ହେଲା ସବୁ ମନୁଷ୍ୟ ଭିତରେ ଆମ ଭିତରେ ଗୋଟେ ଆତ୍ମା ଥାଏ ଆଉ ଓର ତାକୁ ଆମେ କ'ଣ କହିଥାନ୍ତୁ ସାଇକିବିଙ୍ଗ ବୋଲି କହିଥାଉ। ଦିସ୍ ସାଇକିବିଙ୍ଗ ନ୍ୟାଚୁରାଲି ମୁଭ୍ସ ଟୁୱାର୍ଡସ୍ ଟ୍ରୁଥ୍ ବିୟୁଟି ଆଣ୍ଡ ଗଡନେସ୍। ଏ ଯେଉଁ ସାଇକିବିଙ୍ଗ ଅଛି ଏଇଟା ଆପେ ଆପେ ଆମର ସେ ଆତ୍ମା ଉପରେ ଆମର ନିଜର କିଛି କଣ୍ଟ୍ରୋଲ ନଥାଏ ସିଏ ଆପେ ଆପେ କ'ଣ ହେଉଛି ନା ସବୁବେଳେ ପାଇଁ ସତ୍ୟ ସୁନ୍ଦର ଆଉ ଭଗବାନଙ୍କ ଆଡ଼ିକି ସବୁବେଳେ ପାଇଁ ଟାଣି ହେଇ ଯାଉଛି ହେଲା। ତ ମାନେ କ'ଣ ନା ତମେ ଯଦି ମିଛ କହିବା ପାଇଁ ବି ଚାହୁଁଥିବ କିନ୍ତୁ ତମ ମନ ସବୁବେଳେ ପାଇଁ ତମେ ଯଦି କିଛି ବି ଖରାପ କାମ କରିବା ପାଇଁ ଚାହୁଁଥିବ ବା ତମେ କିଛି ବି ଚୋରି ହଉ ଏ ହଉ କାହାକୁ ଗୋଟେ ମାରାମାରି କିଛି ବି ଯଦି ହଉଥିବ ଦେଖିବ ତମ ମନ ଭିତରୁ ଗୋଟେ ଆଉ ଜଣେ ଥିବ ଯିଏକି ସବୁବେଳେ ପାଇଁ ତମକୁ ଭଲ ବାଟ ଦେଖାଉଥିବ। ତମେ ଯଦି ପାଠ ନ ପଢ଼ିକି ଧର ମୁଁ ଶୋଇପଡ଼ିବି କିନ୍ତୁ ଆମ ମନ ଭିତରେ ଗୋଟେ ଥିବ ନା ପାଠ ପଢ଼ିବା ଦରକାର କାରଣ ଯଦି ପରିଶ୍ରମ ନ କରିବୁ ତାହେଲେ ଚାକିରି ପାଇବୁନି। ତ ଆମ ମନ ଭିତରୁ କେହି ଜଣେ କହିଥାଉ ନା ତ ସେଇ ହେଉଛି ସାଇକି ବିଙ୍ଗ ହେଲା। ତ ସେ କଥା କହୁଛନ୍ତି ସାଇକି ବିଙ୍ଗ ସବୁବେଳେ ପାଇଁ ଟ୍ରୁଥ୍ ବିୟୁଟି ଆଣ୍ଡ ଗଡନେସ୍ ଆଡ଼ିକି ଆପେ ଆପେ ଟାଣି ହେଇ ଯାଇଥାଏ। ଦିସ୍ ମୋମେଣ୍ଟ ଇଜ୍ ଏ ସ୍ପଣ୍ଟାନିୟସ୍ ମାନେ ଏଇ ଯେଉଁ ମୋମେଣ୍ଟଟା ହେଇଥାଏ ବା ଏଇ ଯେଉଁ ସାଇକି ବିଙ୍ଗଟା ଟ୍ରୁଥ୍ ବିୟୁଟି ଗଡନେସ୍ ଆଡ଼ିକି ଯେଉଁ ଟାଣି ହେଇଥାଏ ଏଟା ସ୍ପଣ୍ଟାନିୟସ୍ ଏଟା ମାନେ ନ୍ୟାଚୁରାଲି ଏଟା ଆପେ ଆପେ ହେଇଥାଏ ତା ଦ୍ୱାରା ଆମେ ଆମେ ସେଟାକୁ ନେଇଥାନ୍ତୁନି ସେଟା ହେଉଛି ଆପେ ଆପେ ହେଇଥାଏ ଦ୍ୟାଟ୍ ମିନ୍ସ ସ୍ପଣ୍ଟାନିୟସ୍। ଦେଖ ଏକ୍ଜାମ୍ପଲ୍ କ'ଣ ନା ଦ ବଡି ଫିଲ୍ସ ହଙ୍ଗର ନ୍ୟାଚୁରାଲି ଯେତେବେଳେ ଆମକୁ ଭୋକ ଲାଗେ ଭୋକଟା କ'ଣ ଆମେ ଆଣିଥାଉ କି ତ ଆମ ବଡ଼ିରେ ଯେତେବେଳେ ଯେଉଁ ଭୋକ ଲାଗିବାଟା ଏଟା ନ୍ୟାଚୁରାଲି ପ୍ରୋସେସଟା ଇନ୍ ଦ ସେମ୍ ୱେ ଦ ସୋଲ୍ ନ୍ୟାଚୁରାଲି ହଙ୍ଗର୍ସ ଫର୍ ଟ୍ରୁଥ୍ ବିୟୁଟି ଆଣ୍ଡ ଗଡନେସ୍। ଯେଉଁଭଳିଆ ଆମ ବଡ଼ିକୁ ଯେଉଁଭଳିଆ ଖାଦ୍ୟ ନ ପାଇଲେ ତାକୁ ଯେଉଁଭଳିଆ ଭୋକ ଲାଗିବାଟା ନ୍ୟାଚୁରାଲି ସେଇଭଳିଆ ଆମ ମନ ଭିତରେ ଯେଉଁ ଆତ୍ମାଟା ଅଛି ବା ଆମର ଯେଉଁ ମନଟା ଅଛି ସେ ନ୍ୟାଚୁରାଲି ହେଉଛି କ'ଣ ହେବ ଆପେ ଆପେ ସେ ଟ୍ରୁଥ୍ ବିୟୁଟି ଆଣ୍ଡ ଗଡନେସ୍ ଆଡ଼ିକି ଟାଣି ହେଇଯାଏ। ବୁଝିପାରିଲ ଛୁଆ ଏତିକି। ତାପରେ ହ୍ୱେନ୍ ଦ ସୋଲ୍ସ ଇମ୍ପଲ୍ସ ବିକମ୍ ଷ୍ଟ୍ରଙ୍ଗ ଯେତେବେଳେ ଏଇ ଯେଉଁ ସୋଲ୍ର ଇମ୍ପଲ୍ସଟା ଷ୍ଟ୍ରଙ୍ଗ ହେଇଯିବ ମାନେ ଯେତେବେଳେ ସୋଲ୍ଟା ନ୍ୟାଚୁରାଲି ବେଶୀ ହେଉଛି ଆଟ୍ରାକ୍ଟିଭ୍ ହେଇଯିବ ବା ବେଶୀ ପ୍ରଭାବିତ ହେଇଯିବ କାହା ପ୍ରତି ଗୋଟେ ବା ଟ୍ରୁଥ୍ ପ୍ରତି ବା ବିୟୁଟି ପ୍ରତି ବା ଇମ୍ପଲ୍ସ ପ୍ରତି ତାହେଲେ ଯାଇକି ଆମ ବଡ଼ିର କ'ଣ କ'ଣ ଚେଞ୍ଜେସ୍ ଆସେ ଦେଖିବା। ଇଫ୍ ଦ ସୋଲ୍ସ ଆଟ୍ରାକ୍ସନ୍ ଟୁ ଟ୍ରୁଥ୍ ବିୟୁଟି ଆଣ୍ଡ ଗଡନେସ୍ ବିକମ୍ ଷ୍ଟ୍ରଙ୍ଗ ଯଦି ଆମର ଯେଉଁ ସୋଲ୍ଟା ଅଛି ଆମର ଯେଉଁ ଆତ୍ମାଟା ଅଛି ସେ ଯଦି ସତ୍ୟ ସୁନ୍ଦର ଆଉ ଭଗବାନଙ୍କ ପ୍ରତି ହେଉଛି ଯଦି ଅଧିକାରୁ ଅଧିକା ଆଟ୍ରାକ୍ଟ ହେଇଗଲା ବା ଅଧିକାରୁ ଅଧିକା ଯେଉଁ ଆଟ୍ରାକ୍ସନ୍ଟା ଯଦି ଅଧିକାରୁ ଅଧିକା ଷ୍ଟ୍ରଙ୍ଗ ହେଇଗଲା ବଳବାନ ହେଇଗଲା ତାହେଲେ କ'ଣ ହେବ। If the truth impulse becomes strong, then the person become a seeker of a truth or a thinker। ଯଦି ଆମମାନଙ୍କ ଭିତରେ ଯେଉଁ ଟ୍ରୁଥ୍ ଅଛି ବା ଟ୍ରୁଥ୍ ଇମ୍ପଲ୍ସ ଯେଉଁ ଅଛି ସେଟା ଯଦି ଷ୍ଟ୍ରଙ୍ଗ ହେଇଗଲା ସେଟା ଯଦି ଅଧିକାରୁ ଅଧିକା ବଳବାନ ହେଇଗଲା ତାହେଲେ କ'ଣ ହେବ ନା ସେ ପର୍ସନଟା କ'ଣ ହେବ ନା ସବୁବେଳେ ପାଇଁ ସତ କହିବା ପାଇଁ ସେ ଚାହିଁବ ବା ଗୋଟେ ଥିଙ୍କର ହେଇଯିବ ବା ଗୋଟେ ସାଧୁ ହେଇଯିବ ବା ଗୋଟେ ସେଜ୍ ହେଇଯିବ ହେଲା ମୁନି ଋଷି ଭଳିଆ ହେଇଯିବ ସେ ସବୁବେଳେ ପାଇଁ ଲୋକମାନଙ୍କୁ ସତ୍ୟ ବାଟରେ ଚାଲିବା ପାଇଁ ପ୍ରଭାବିତ କରିବ ତା ଭିତରେ ଯଦି ଟ୍ରୁଥ୍ ଇମ୍ପଲ୍ସଟା ବେଶୀ ଷ୍ଟ୍ରଙ୍ଗ ହେଇଯାଉଛି। ବୁଝିପାରୁଛ।
ତାପରେ ଯଦି ବ୍ୟୁଟି ଇମ୍ପଲ୍ସଟା ଅଧିକା ଷ୍ଟ୍ରଙ୍ଗ ହେଉଛି ଆମ ମନ ଭିତରେ ତିନିଟା ଅଛି ଆଇଦର ସୋଲ୍ ହେଉଛି ଟ୍ରୁଥ୍ ଆଡ଼ିକି ଟାଣିବ ନହେଲେ ବ୍ୟୁଟି ଆଡ଼ିକି ଟାଣିବ ନହେଲେ ଗଡନେସ୍ ଆଡ଼ିକି ଟାଣିବ। ଯଦି ସୋଲ୍ଟା ଟ୍ରୁଥ୍ ଆଡ଼ିକି ଟାଣୁଛି ତାହେଲେ ଗୋଟେ ଲୋକ ହେଉଛି ଗୋଟେ ସବୁବେଳେ ପାଇଁ ସତ କହିବା ପାଇଁ ଚାହିଁବ ଆଉ ସେ ଗୋଟେ ଥିଙ୍କର ହେଇଯିବ ବା ଗୋଟେ ଋଷି ହେଇଯିବ। ଯଦି ସେଇ ସୋଲ୍ଟା ବ୍ୟୁଟି ଆଡ଼ିକି ବେଶୀ ଟାଣୁଛି ବା ବ୍ୟୁଟି ଇମ୍ପଲ୍ସଟା ଯଦି ଅଧିକରୁ ଅଧିକା ଷ୍ଟ୍ରଙ୍ଗ ହେଉଛି ତାହେଲେ ସେ ପର୍ସନଟା କ'ଣ ବନିଯିବ ଗୋଟେ ଆର୍ଟିଷ୍ଟ ବନିଯିବ। ସେ ସବୁବେଳେ ପାଇଁ ଗୋଟେ ଜିନିଷ ଭିତରେ ବ୍ୟୁଟି ଖୋଜିବ ଆଇଦର ସେ ପେଣ୍ଟିଂ କରିବା ପାଇଁ ଭଲ ଲାଗିବ ଗୋଟେ ପୋଏଟ୍ରି ହେବା ପାଇଁ ଭଲ ଲାଗିବ ମ୍ୟୁଜିକ୍ ଶୁଣିବା ପାଇଁ ମ୍ୟୁଜିକ୍ କରିବା ପାଇଁ ଭଲ ଲାଗିବ ଏଇସବୁ କାମ ସେ କରିବ ବା ଗୋଟେ ଆର୍ଟିଷ୍ଟିକ୍ ବନିଯିବ। If the goodness impulse becomes strong, then a person becomes heroic, ethical or saintly। ହେଲା ଯଦି ତା ମନ ଭିତରେ ଯେଉଁ ଗୁଡନେସ୍ ଇମ୍ପଲ୍ସଟା ସେ ଷ୍ଟ୍ରଙ୍ଗ ହେଇଯିବ ତାହେଲେ ସେ ସବୁବେଳେ ପାଇଁ ଏମିତିଆ କାମ କରିବ କାହାକୁ କିଛି ଭୟଭୀତ ହେବନି ମାନେ ବିନା ଭୟଭୀତ ହେଇକି ସବୁବେଳେ ପାଇଁ ସେ କାମ କରି ଚାଲିବ। ବୁଝିପାରିଲ ଏଟା? ଆଉ କଥା କ'ଣ କହିଥିଲେ ନା ଫାର୍ଷ୍ଟ ଷ୍ଟେଜ୍ ଅଫ୍ ସେଲ୍ଫ ଡେଭଲପମେଣ୍ଟ କଥା ବି କହିଥିଲେ ଯେ ଗୋଟେ ମନୁଷ୍ୟର ବା ଗୋଟେ ଛୁଆର କେତେବେଳେ ଫାର୍ଷ୍ଟ ସେଲ୍ଫ ଡେଭଲପମେଣ୍ଟଟା କେତେବେଳେ ସୃଷ୍ଟି ହେଇଥାଏ। ସେ କହୁଛି ଟ୍ରୁ ଟ୍ରାନ୍ସଫର୍ମେସନ୍ begins when the mind clearly understand the soul। ସେ କ'ଣ କହୁଛନ୍ତି ନା ଆମ ମନ ଭିତରେ ଯେଉଁ ଏଇ ସାଇକି ଅଛି ବା ଯେଉଁ ସୋଲ୍ଟା ଅଛି ଯେତେବେଳେ ତାକୁ ତୁମେ ଟ୍ରୁଲି ବୁଝିପାରିବ ବା ଟ୍ରୁଲି ତାକୁ ଅଣ୍ଡରଷ୍ଟାଣ୍ଡ କରିପାରିବ ତୁମ ମାଇଣ୍ଡ ଯେତେବେଳେ ତୁମ ମନକୁ ଭଲ ଭାବରେ ବୁଝିପାରିବ ସେତିକାଳିଆ ହିଁ ତୁମର ଫାର୍ଷ୍ଟ ସେଲ୍ଫ ଡେଭଲପମେଣ୍ଟ ସୃଷ୍ଟି ହେଇଥାଏ। ୱାନ୍ସ ୱି ବିକେମ୍ ଏୱେୟାର ଅଫ୍ ଦି ସୋଲ୍, ଥରେ ଆମେ ଯଦି ଆମ ସୋଲ୍ ବିଷୟରେ ଜାଣିନେଲେ ବା ଆମ ମନ କ'ଣ ଚାହୁଁଛୁ ଯଦି ଆମେ ସେଟାକୁ ଭଲ ଭାବରେ ଜାଣିନେଲେ ତାହେଲେ ୱି ସିଫ୍ଟ ଆୱାର ଫୋକସ୍ ଫ୍ରମ୍ ମ୍ୟାଟେରିଆଲ ଲାଇଫ୍ ଟୁ ସୋଲ୍ ଭ୍ୟାଲୁଜ୍। ତାହେଲେ ଆମେ କ'ଣ କରିପାରିବା ଏଇ ଯେଉଁ ଆମର ଯେଉଁ ସବୁ ମ୍ୟାଟେରିଆଲ ଭ୍ୟାଲୁ ଅଛି ଯେଉଁ ମ୍ୟାଟେରିଆଲ ଭ୍ୟାଲୁ ମାନେ କ'ଣ ଏଇ ଯେଉଁ ଆମର ପଇସା ପତ୍ର ଘର ଦ୍ୱାର ଏସବୁକୁ ତୁମେ ଛାଡ଼ି ଦେଇକି ତୁମର ହେଉଛି ଯେଉଁ ମନଟା ଅଛି ସେ ସବୁବେଳେ ପାଇଁ ଟ୍ରୁଥ୍ ଭ୍ୟାଲୁ ବ୍ୟୁଟି ଏସବୁକୁ ଖୋଜିବା ପାଇଁ ବାହାରି ପଡ଼ିବ। ବୁଝିପାରିଲ? ୱି ଷ୍ଟାର୍ଟ ଲିଭିଂ ଫର୍ ଟ୍ରୁଥ୍ ବ୍ୟୁଟି ଆଣ୍ଡ ଗଡନେସ୍। ଥରେ ଯଦି ଆମେ ଆମର ମନ କଥା ଶୁଣିଲେ ବା ଆମେ ଯଦି ଆମ ମନଟାକୁ ଭଲ ଭାବରେ ବୁଝିପାରିଲେ ତାହେଲେ ଆମେ ସବୁବେଳେ ପାଇଁ କାହା ପାଇଁ ଯିବା ଟ୍ରୁଥ୍ ବ୍ୟୁଟି ଆଣ୍ଡ ଗଡନେସ୍ ପାଇଁ ହିଁ ଯିବା ବା ଏଇସବୁକୁ ଆଦରେଇକି ଆମେ ଆମର ଜୀବନଟାକୁ ଆପଣେଇ ନେବା। ବୁଝିପାରୁଛ ଛୁଆ? ଏଇଟା ତୁମ ବୁକ୍ରେ ଯେଉଁ ଅଛି ବହୁତ ହି କମ୍ପ୍ଲେକ୍ସ କରିକି ଲେଖିଛି ତୁମେ ପଢ଼ିଲେ ବି ବୁକ୍ରେ କ'ଣ ଲେଖିଛି ତୁମେ ବୁଝିପାରିବନି କିନ୍ତୁ ଏଇ ଗୁଡ଼ାକ ହିଁ ବୁକ୍ରେ ଦେଇଛି ଯେଉଁଟା ମୁଁ ଇଜି କରିକି ଏଠି ଆଉଥରେ ତାକୁ ଲେଖିଦେଇଛି। ଓକେ ଦେଖ ତାପରେ ଯିବ ଜିତୁ କୃଷ୍ଣମୂର୍ତ୍ତି। ଜିତୁ କୃଷ୍ଣମୂର୍ତ୍ତି ଛୁଆ କ'ଣ କହିଥିଲେ ସେ କହୁଥିଲେ କେମିତି କ'ଣ ଗୋଟେ ଲୋକର ହେଉଛି ସେଲ୍ଫ ଡେଭଲପମେଣ୍ଟ ହେବ ନା ଜିତୁ କୃଷ୍ଣମୂର୍ତ୍ତି ବିଲିଭ୍ ଦ୍ୟାଟ୍ sensitivity to beauty, self-understanding and humanity are essential for true education and life। ଯଦି ଗୋଟେ ମନୁଷ୍ୟକୁ ତୁମେ ଗୋଟେ ଟ୍ରୁ ଏଜୁକେସନ୍ ଦେବା ପାଇଁ ଚାହୁଁଛ ଆଉ ତା ଲାଇଫ୍ରେ ଯଦି ତୁମେ କିଛି ଗୋଟେ ଭଲ କରିବା ପାଇଁ ଚାହୁଁଛ ହେଲା କିମ୍ବା ଯଦି ଗୋଟେ ମନୁଷ୍ୟ ତା ନିଜର କିଛି ସେଲ୍ଫ ଡେଭଲପମେଣ୍ଟ କରିବା ପାଇଁ ଚାହୁଁଛି ତାହେଲେ ସେ କ'ଣ କେଉଁ ପାଥରେ ଯିବା ଦରକାର। ଫାଷ୍ଟ ତ ସେ ବ୍ୟୁଟିକି ବୁଝିବା ଦରକାର ହେଲା ସବୁ ଜିନିଷର ସୁନ୍ଦରତାକୁ ବୁଝିବା ଦରକାର ଆଉ ନିଜକୁ ବୁଝିବା ଦରକାର। ସେଲ୍ଫ ଅଣ୍ଡରଷ୍ଟାଣ୍ଡିଂ ମାନେ କ'ଣ ସେ ନିଜକୁ ନିଜ ବହୁତ ଭଲ ଭାବରେ ବୁଝିପାରୁଥିବ ଆଉ ତା ଭିତରେ କ'ଣ ଥିବ ହ୍ୟୁମାନିଟି ଥିବ ମାନବିକତା ଥିବ ସେ ମନୁଷ୍ୟମାନଙ୍କର ସେବା କରୁଥିବ। এই ତିନିଟା ଜିନିଷ ଯଦି ତା ଭିତରେ ଅଛି ତାହେଲେ ସେ ନିଜର ସେଲ୍ଫ ଡେଭଲପମେଣ୍ଟ କରିପାରିବ ବା ଟ୍ରୁ ଏଜୁକେସନ୍ ଗୋଟେ ପାଇପାରିବ। ବୁଝିପାରିଲ ଛୁଆ? ଦେଖ ତାପରେ ଜିତୁ କୃଷ୍ଣମୂର୍ତ୍ତି କ'ଣ କରିଥିଲେ ନିଜର ଏଜୁକେସନ୍ ସେଣ୍ଟର ସେ ଗୋଟେ ଖୋଲିଥିଲେ। ଦ ସ୍କୁଲ ଫାଉଣ୍ଡେଡ୍ ବାଇ ଜିତୁ କୃଷ୍ଣମୂର୍ତ୍ତି ୱେଆର୍ ମେଡ୍ ବାଇ ବ୍ୟୁଟି ବାଇ ଡିଜାଇନ୍ ନଟ୍ ବାଇ ଆକ୍ସିଡେଣ୍ଟ। ମାନେ କ'ଣ ଜିତୁ କୃଷ୍ଣମୂର୍ତ୍ତି ଯେଉଁ ନିଜର ସ୍କୁଲ ଯେଉଁ ଖୋଲିଥିଲେ ସେଠି ସବୁ କିଛି ବ୍ୟୁଟିରେ ଡିଜାଇନ୍ କରିଦେଇଥିଲେ ମାନେ ବ୍ୟୁଟିଫୁଲି ସବୁ ଡିଜାଇନ୍ ହେଇଥିଲା ତା ଗାର୍ଡ଼େନିଂ ତାର ହେଉଛି ଯେଉଁ ଆମର ସ୍କୁଲର କ୍ଲାସରୁମ୍ କିମ୍ବା ସ୍କୁଲର ଗାର୍ଡ଼େନ୍ ଯାହା ବି ଅଛି ସବୁ ସେ ବ୍ୟୁଟିଫୁଲି ଡିଜାଇନ୍ କରିଥିଲେ। ଏଇଟା ଆକ୍ସିଡେଣ୍ଟାଲି ହେଇଥିଲାନି ସେ ୟା ଉପରେ ବସିକି ଚିନ୍ତା କରିଥିଲେ ଯେ ମୁଁ ଯେଉଁ ସ୍କୁଲଟା ବନାଉଛି ସେଇଟା ଏତେ ସୁନ୍ଦର ହେବା ଦରକାର ଛୁଆମାନଙ୍କର ପାଠ ପଢ଼ିବା ପାଇଁ ମନ ଲାଗିବ। ବୁଝିପାରିଲ? ବ୍ୟୁଟି ଇଜ୍ ଇମ୍ପୋର୍ଟାଣ୍ଟ ବିକଜ୍ ଇଟ୍ ଡେଭଲପ୍ସ ସେନ୍ସିଟିଭିଟି which is connected to spiritual and emotional growth। ସେ ଭାବୁଥିଲେ ଗୋଟେ ସ୍କୁଲର ବ୍ୟୁଟି ରହିବା ଦରକାର ବା ଗୋଟେ ସ୍କୁଲଟା ଭଲ ଦେଖାଯିବା ଦରକାର କାହିଁକି ନା ଇଏ ଗୋଟେ ଆମ ଛୁଆମାନଙ୍କ ଭିତରେ ଗୋଟେ ସେନ୍ସିଟିଭିଟି ହେଉଛି ଡେଭଲପ୍ କରିଥାଏ ମାନେ କାହା ଆଡ଼କୁ ଗୋଟେ ଟାଣିଯିବା ଧର ପାଠ ପ୍ରତି କାହାର ଯାହାର ମନ ଅଛି ସେ ଏଇସବୁ ଯଦି ସ୍କୁଲର ପରିବେଶଟା ଭଲ ଥିବ ସେ ପାଠ ପ୍ରତି ଆହୁରି ଭଲକି ପାଠ ପଢ଼ିବ। ଏଇ ଯେଉଁ ବ୍ୟୁଟି ଯଦି ଆମେ ସ୍କୁଲର ରଖିବା ତାହେଲେ ସେ ଛୁଆର କ'ଣ ହେବ ନା ସ୍ପିରିଚୁଆଲ୍ ଆଉ ଇମୋସନାଲ୍ ଗ୍ରୋଥ୍ ମଧ୍ୟ ହେବ। ସେ ସ୍ପିରିଚୁଆଲ୍ ମାନେ ଧର୍ମ କଥା କୁହ କିମ୍ବା ଟ୍ରୁଥ୍ କଥା କୁହ ବ୍ୟୁଟି କଥା କୁହ ତା ଆଡ଼ିକି ସେ ହେଉଛି ଟାଣି ହେବ ଆଉ ତାର ନିଜର ଇମୋସନାଲ୍ ଗ୍ରୋଥ୍ ହେବ। ସେ ଅନ୍ୟମାନଙ୍କର ଇମୋସନ୍ ବୁଝିବା ସହିତ ନିଜର ଯେଉଁ ଇମୋସନ୍ ଆଡ଼କ ଅଛି ତାକୁ ସେ ଭଲ ଭାବରେ ବୁଝିପାରିବ ତମେ ଯଦି ସ୍କୁଲ ପରିବେଶଟାକୁ ସୁନ୍ଦର ବନେଇ ଦେଲ। ବୁଝିପାରିଲ?
Beauty develops sensitivity, which is essential for both religious growth and healthy child development. ये जो ब्यूटी अच्छी सी हूँ छुआ मनर गोटे सेनसीटिविटी डेभलप करता है छुआ को छुआर क्या प्रति गोटे आट्राक्शन टाक अधिका कर जहाँद्वारा कौन होता है ना छुआर रिलीजियस ग्रोथ है से जो रिलीजन विश्वास करुच्ची जो रिलीजन तार आस्था अच्छे तार कथा आड़क सी मानवा स्टार्ट कर दे था आ गोटे हेल्थी डेभलपमेंट होता है छुआ भितर तार सब प्रकार डेभलपमेंटा बहुत भल भाव में होता है जो तुम स्कूल ब्यूटीटा को मेंटेन करके रख बुझीपारे ये देख इंडिविजुअल विषय सी ओपिनियन कौन थी his opinion about individuals you are your own best teacher I learn from yourself से कहते जे गोटे इंडिविजुअल विषय में ताकर एटा धारणा थिला जे तमे होची तम मानकर जने गोटे बेस्ट टीचर हला तम छड़ा तम मानको आ केही जानना आम भीतर कौन सा स्ट्रेंथ अच्छी वीकनेस अच्छी बाहर कई जन कहि परिबे कई कहि परिबे आमे हमको बहुत भल भाव में जानछन आमे जदि हमर वीकनेस पार्ट ऊपर भले काम करबा ताने आमे बहुत भल माने हूँ सफलता पाई सक्सेस पाई पारिबा तो से कथा कहते जे तमे हूँ तुम मानकर बेस्ट टीचर निज ठारू शिख है निजर मिस्टेक रू निजर वीकनेस को शिख अंडरस्टैंड योरसेल्फ फास्ट इट विल हेल्प यू सी ट्रूथ गुडनेस इन अदर्स से कौन कहूँ प्रथमे निजको निज भितर जहाँ हूँ खामिया अच्छी निज भितर जो स्ट्रेंथ वीकनेस अच्छी फास्ट निजको निजे फास्ट बुझ जहाँद्वारा तुमको ये हेल्प कौन कर ना अन्य मान भीतर जो सुंदरता अच्छी जो सत्यता अच्छी तुम देखापी तुम फिल कर बुझीपारे छुआ तापर से ह्यूमानिटी विषय कौन कहते मीनिंग ऑफ ह्यूमानिटी से कहते ह्यूमानिटी मीन्स हेल्पिंग एंड केयरिंग फॉर अदर्स व्हेनेवर नीडेड जिते बड़े भी अन्य जने तुम साहाय्य दरकार करुच्ची टाइम हेल्प करवा तार केयर करवा हूँ ह्यूमानिटी बा मानविकता मनुष्यर सेवा करवाटा को ही ह्यूमानिटी कह जाए इट रिक्वायर्स फॉरगेटिंग सेल्फिश इंटरेस्ट टू हेल्प दोज इन नीड ये कौन कौन ह्यूमानिटी कौन करता है ह्यूमानिटी रिक्वायर करता है जे तुम निजर जो जो सेल्फिश अच्छी सेल्फिश गुण जे आम निजर जो स्वार्थटा को तुम भूली जाकि अन्य मानक साहाय्य करवा अन्य मानक हेल्प करवाटा को ही ह्यूमानिटी कह जाए एग्जांपल कौन हेल्पिंग द एल्डरली क्यारी बैग्स मैंने किए जदि गोटे वृद्ध लोकटे क्यारी बैग गोटे उठे पानी से हेल्प करदे क्या गोटे रास्ता पार करदे जदि कि देख डिसेबल पर्सन को रास्ता पार करदे कि हेल्पिंग योर मदर एट होम तुम माँ दिन सारा केते काम कर सका उठला कतरू रात शुला जा बहुत काम कर तो हूँ हेल्प करवा रात गोड़ फोड़ घसीदे तो ये सब छुआ गोटे ह्यूमानिटी गोटे पार्ट जाऊँगी तापर कौन ना की गवर्नमेंट रेकमेंडेशन तो जो ज्योति कृष्ण मूर्ति थे सी हूँ आम गवर्नमेंट को कौन कौन रेकमेंडेशन कहते कौन कौन रेकमेंड करते केमी कौन स्कूल सब आम हूँ चेंजेस आने पड़ो से कहते टीच ह्यूमन भैल्यूज अर्ली एट प्राइमरी प्री प्राइमरी एंड प्राइमरी स्टेज से कहते जो ह्यूमन भैल्यू आड़क रही ह्यूमन कौन कौन क्वालिटी रहा दरकार जो आमर मानविकता रहा दरकार सत कहवा दरकार अन्य मानक साहाय्य करवा दरकार ये जो सब गुण आड़क से आड़क छुआ मान प्री प्राइमरी आउ प्राइमरी स्टेज रे शिखा दरकार ब्लेंड कल्चरल भैल्यूज इनटू ऑल एजुकेशन लेवल आम जो सब कल्चरल लेवल अच्छी कल्चर आम कल्चर जहाँ जहाँ सब कथा अच्छी से सब एजुकेशन लेवल एजुकेशन पे शिखेबा दरकार कनेक्ट स्कूल्स विथ लोकल कम्युनिटी स्कूल को हूँ कौन करवा आम जो लोकल कम्युनिटी अच्छी गाँ सोसाइटी ये सहित आम हूँ सब जड़ित करके चलवा तो किसी गोटे फंक्शन आसला कि गोटे प्रोग्राम आला तो लोकल कम्युनिटी जो लोक मैंने अच्छा आणिक आम स्कूल सहित मिसेबा ट्रेन टीचर्स इन आर्ट्स क्राफ्ट्स म्यूजिक डांस फॉर वैल्यू एजुकेशन माने कौन कहले ना हूँ जो हूँ वैल्यू एजुकेशन जी अच्छे थे आम हूँ किए आम आर्ट माने जो ड्रॉइंग किए हूँ भल कर किसी क्राफ्ट मेकिंग थे किए कादव फादव किसी भल बनवा चाहिए किए म्यूजिक भल हो डांस भल हो तो ये से कैटेगरी रही है सब कैटेगरी टीचर मैंने सब स्कूल एवेलेबल रहा दरकार जहाँकि छुआ मान भल से पढ़े पारे एपर्यंत छुआ जब तुमको पाठ पढ़ाटा भल लगे तुमको भिडियोटा भल लगुथ भिडियो को लाइक करके छुआ चैनलटा को सब्सक्राइब करदे तापर इनवॉल्व्स पेरेंट एंड कम्युनिटी इन बिल्डिंग चिल्ड्रेन्स लर्निंग जे स्कूल मानक तुम हूँ पेरेंट्स मान को इनवल्व कर सब कथा पेरेंट्स मान को जनाओ आ तुम जो कम्युनिटी अच्छे तुम जो सोसाइटी लोक अच्छा तुम स्कूल हूँ इनवल्व कर जहाँद्वारा गोटे चिल्ड्रेन ग्रोथ हो पार चिल्ड्रेनटा निजक भल भाव में जानी पार
ତାପରେ ଦେଖିବା ୟୋଗିକ୍ ପ୍ରାକ୍ଟିସ୍ ମାନେ କ'ଣ ୟୋଗା ଯେଉଁ ଆମେ କରୁଛନ୍ତି ସେ ୟୋଗା ବିଷୟରେ କିଛି ଦେଖିବା। Yoga is a set of physical, mental and spiritual practice that started in ancient India। तो योगा क्या କୁହାଯାଏ ନା yoga କିଛି ଆମର ଫିଜିକାଲ ଏକ୍ସରସାଇଜ ହେଲା ଆମେ ଯେଉଁ କସରତ କରୁଛନ୍ତି କିମ୍ବା ମେଣ୍ଟାଲି ଆମେ ଯେଉଁ ଧ୍ୟାନ ଦେଉଛନ୍ତି ବା ଭଗବାନଙ୍କୁ ପୂଜା କରୁଛନ୍ତି ଏଇସବୁ ଆଡ଼କ ହେଲା ଏଇସବୁ ଆଡ଼କର ଯେଉଁ ମିଶ୍ରଣକୁ ହିଁ ଆମେ yoga କହିଥାଏ ଯେଉଁଟାକି ଆମର ଆନ୍ସିଏଣ୍ଟ ଇଣ୍ଡିଆ ବା ପୂର୍ବ କାଳରୁ ଏଡ଼କ ଚାଲି ଆସୁଥିଲା ବା ପୂର୍ବ କାଳର ଲୋକମାନେ ଏ ଫିଜିକାଲ ମେଣ୍ଟାଲ ଆଉ ସ୍ପିରିଚୁଆଲ ପ୍ରାକ୍ଟିସ୍ ଆଡ଼କ କରୁଥିଲେ ଯାହାକୁ ଆମେ yoga କହିଥାଉ। The word yoga comes from the Sanskrit root use ହେଲା ୟୁଜ୍ ରୁ ହିଁ ଆସିଛି ୟୁଜ୍ ରୁ ସାଂସ୍କ୍ରିଟ ୱାର୍ଡ ୟୁଜ୍ ରୁ ହିଁ yoga ହେଇଛି ଯାହା ମାନେ ହେଉଛି କ'ଣ ନା ଟୁ ଜଏନ୍ ଟୁ ୟୁନିଟି ଅର୍ ଟୁ କନେକ୍ଟ ହେଲା କାହା ସହିତ ଜଏନ୍ ହେବା ବା କାହା ସହିତ କନେକ୍ଟ ହେବାଟାକୁ ହିଁ yoga କୁହାଯାଇଥାଏ। ପତଞ୍ଜଳିର ଡେଫିନେସନ୍ ଅଛି yoga ବିଷୟରେ କ'ଣ ନା yoga ଇଜ୍ ଦ ଷ୍ଟିଲିଂ ଅଫ୍ ଦି ଚେଞ୍ଜିଂ ଷ୍ଟେଟ୍ ଅଫ୍ ମାଇଣ୍ଡ କ'ଣ କରିଥାଏ ଯେଉଁ ହେଉଛି ଆମେ yoga କ'ଣ କରିଥାଏ ନା ଆମର ଯେଉଁ ସବୁ ମାଇଣ୍ଡଟା ଯେଉଁ ଏଣେ ତେଣେ ସବୁ ବୁଲୁଥାଏ ବା ତମେ ଯେତେବେଳେ ବସୁଥିବ ତମ ମନ ଭିତରୁ ଯେଉଁ ଚାରି ପ୍ରକାର କଥା ଆସୁଥିବ ତ ସେଇଟାକୁ ସେ ବନ୍ଦ କରିଦେଇଥାଏ। ବନ୍ଦ କରିବାର ବାଟ ହେଉଛି ସେ ହେଉଛି ଷ୍ଟିଲିଂ ମାନେ ସେ ଯେଉଁ ତମ ମାଇଣ୍ଡଟାକୁ ଗୋଟେ ସ୍ଥିର ଅବସ୍ଥାକୁ ନେଇ ଆସିଥାଏ କିଏ ନେଇ ଆସିଥାଏ yoga ନେଇ ଆସିଥାଏ। ଏଇଟା ପତଞ୍ଜଳିର ଡେଫିନେସନ୍। yogaକୁ ଆଉ କ'ଣ କୁହାଯାଏ ଛୁଆ ନା ୟୁନିୟନ୍ ୱିଥ୍ ଦ ଡିଭାଇନ୍ ଇନ୍ ମେରିଟ୍ ଟ୍ରାଡ଼ିସନ୍ ହେଲା ବହୁତ କଲଚର ବା ଟ୍ରାଡ଼ିସନର yogaକୁ କ'ଣ କୁହାଯାଏ ନା ଭଗବାନଙ୍କ ସହିତ ୟୁନିୟନ୍ ହେବା ବା ଗୋଟେ ଡିଭାଇନ୍ ସହିତ ୟୁନିୟନ୍ ହେବାର ୱେଟାକୁ ହେଉଛି କ'ଣ କୁହାଯାଏ yoga କୁହାଯାଇଥାଏ। ଇଟ୍ ପ୍ରେଜେଣ୍ଟ ଇନ୍ ଆୱାର ରିଲିଜନ୍ ଲାଇକ୍ ହିନ୍ଦୁଜିମ୍ ବୁଦ୍ଧିଜିମ୍ और ଜୈନିଜିମ୍ ଏଟସେଟ୍ରା ମାନେ କ'ଣ yogaଟା ହିନ୍ଦୁଜିମ୍ର ଲୋକମାନେ ମଧ୍ୟ yogaକୁ ମାନିଥାନ୍ତି ବୁଦ୍ଧିଜିମ୍ର ମଧ୍ୟ yogaକୁ ମନାଯାଏ ଜୈନିଜିମ୍ର ମଧ୍ୟ yogaକୁ ମନାଯାଏ ସବୁ ପ୍ରକାର ରିଲିଜନ୍ର yogaର କିଛି ନା କିଛି ସ୍ଥାନ ରହିଛି ବା ଲୋକମାନେ ସେଇ ରିଲିଜନ୍ର ଲୋକମାନେ yogaକୁ ବିଲିଭ୍ କରନ୍ତି yoga କରିଥାନ୍ତି। ତାପରେ ହାତ yoga becomes popular in the west as a physical exercise system। ଆମ ଇଣ୍ଡିଆର ପ୍ରେଜେଣ୍ଟ ଟାଇମ୍ର ଗୋଟେ ହାତ yoga ବୋଲି yogaର ଡିଫରେଣ୍ଟ ଟାଇପ୍ସ ଅଫ୍ ନାଁ ଅଛି ତ ତା ଭିତରୁ ହାତ yoga ଗୋଟେ ହେଉଛି ୱାନ୍ ଟାଇପ୍ ଅଫ୍ yoga ଯେଉଁଟାକି ୱେଷ୍ଟର୍ଣ୍ଣ କଲଚରର ବା ବାହାର କଲଚରର ଏଇଟା ବହୁତ ପପୁଲାର। ଏଇଟା କ'ଣ ହେଇଥାଏ ହାତ yogaରେ କ'ଣ ହେଇଥାଏ ଡିଫରେଣ୍ଟ ଟାଇପ୍ ଅଫ୍ ଫିଜିକାଲ ଏକ୍ସରସାଇଜ ସବୁ କରାଯାଇଥାଏ ତାକୁ କ'ଣ କୁହାଯାଏ ହାତ yoga। ଦେଖ ତମର ଯେଉଁ ସର୍ଟ ନୋଟ୍ ଯଦି ଛୁଆ ପଡ଼ିଲା ତାହେଲେ ତମର କ'ଣ ପଡ଼ିବ ନା ଇମ୍ପୋର୍ଟାନ୍ସ ଅଫ୍ yoga ହେଲା ହ୍ୱାଟ୍ ଇଜ୍ ଦ ଇମ୍ପୋର୍ଟାନ୍ସ ଅଫ୍ yoga ତାହେଲେ ତମେ କ'ଣ କରିବ ଏଇଟା ଲେଖିଲ ମିନିଂ ଅଫ୍ yoga ଲେଖିଲ ତାପରେ ହେଉଛି କ'ଣ ଲେଖିବ ନା ଏଇଟା ଯେଉଁ ବେନିଫିଟ୍ସ ଅଫ୍ ରେଗୁଲାର yoga ପ୍ରାକ୍ଟିସ୍ ଏଇଟା ବି ହିଁ ତମର ଇମ୍ପୋର୍ଟାନ୍ସ ଅଫ୍ yogaର ମଧ୍ୟ ଏଇ ପଏଣ୍ଟଟା ଲେଖିପାରିବ ଯେ ତମର ତମ ଦୈନନ୍ଦିନ ଜୀବନରେ yogaର କ'ଣ ଇମ୍ପୋର୍ଟାନ୍ସ ରହିଛି ବା yoga ଠାରୁ ତମେ କ'ଣ ହେଉଛି ବେନିଫିଟ୍ ପାଇବ ଯଦି ତମେ ରେଗୁଲାର yoga କରିବ। ଫାର୍ଷ୍ଟ ଫିଜିକାଲ ବେନିଫିଟ୍ କ'ଣ ନା ତମର ଯେଉଁ ବ୍ରିଦିଂ ସିଷ୍ଟମ୍ ଅଛି ସେଇଟା ବହୁତ ଭଲ ହେଇଯିବ ଯେ ରହିକି କିମ୍ବା ଯାହାର ବ୍ରିଦିଂର ନେଲାବେଳେ ପ୍ରୋବ୍ଲେମ୍ ହେଉଥିବ ତାହେଲେ ସେଇଟା ଆଉ ହେବନି। ତା ଛଡ଼ା ତମର ମସଲ୍ କିମ୍ବା ଜଏଣ୍ଟ ଆଡ଼କୁ ସେଆଡ଼କୁ ଷ୍ଟ୍ରଙ୍ଗ ହେଇଯିବ ତମ ବଡ଼ିର ଏନର୍ଜି ପୁରା ତମେ ଭରପୁର ଏନର୍ଜି ପାଇବ। ତାପରେ ହେଉଛି କ'ଣ ହେବ ନା ଆମ ହାର୍ଟର ହେଲ୍ଥ ବହୁତ ବେଟର୍ ହେଇଯିବ ଯାହାର ହାର୍ଟ ପ୍ରୋବ୍ଲେମ୍ ଥିବ ସେ ଯଦି yoga କରିବ ତାର ବେଟର୍ ହେଇଯିବ ବ୍ଲଡ଼ ସର୍କୁଲେସନ୍ ବହୁତ ହିଁ ଫାଷ୍ଟ ହେବ। ତାପରେ ହେଲ୍ଥ ମେଣ୍ଟେନ୍ ହେଲ୍ଦି ୱେଟ୍ ହେଲା ତମର ବଡି ଯଦି କାହାର ଅଧିକା ୱେଟ୍ ଥିବ କିମ୍ବା କମ୍ ୱେଟ୍ ଥିବ ସେ ସବୁକୁ ସେ ମେଣ୍ଟେନ୍ କରିଦିଏ। ତୁମେ ଯଦି ପ୍ରତ୍ୟେକ ଦିନ yoga କରିବ ତାହେଲେ ତମ ବଡିର ଗୋଟେ ହେଲ୍ଦି ୱେଟ୍ ଗୋଟେ ମେଣ୍ଟେନ୍ ହେଇକି ରହିବ। ସାଇକୋଲୋଜିକାଲି ବେନିଫିଟ୍ ତମେ କ'ଣ ପାଅ ନା ତମର ହେଉଛି ପ୍ରେସର କୋଲେଷ୍ଟ୍ରଲ ସୁଗାର ବ୍ଲଡ଼ ସୁଗାର ଲେଭେଲ୍ ଏସବୁ ଆଡ଼କୁ ପୁରା ଲୋୟର ହେଇକି ରହିଥାଏ ବା ଗୋଟେ ନର୍ମାଲ ଯେତିକି ରହିବା କଥା ସିଏ ଏକୁ ପଳେଇ ଆସିଥାଏ। ତମ ଲଙ୍ଗସଟା ପୁରା ବହୁତ ଭଲ ଭାବରେ ଫଙ୍କସନ୍ କରିଥାଏ ହେଲା। ଇମ୍ୟୁନିଟି ପାୱାର ତମର ଯେଉଁ ହେଉଛି ଶରୀରର ଯେଉଁ ଇମ୍ୟୁନିଟି ପାୱାର ଅଛି ସିଏ ହେଉଛି ବହୁତ ଭଲ ଭାବରେ ହେଇଥାଏ। ବା କ୍ରୋନିକ୍ ପେନ୍ ତମର ଯେତିକି ସବୁ ଜଏଣ୍ଟ ପେନ୍ ଅଛି ଆଣ୍ଠୁ ବା ପିଠି କମ୍ବର ଇଏ ଯେଉଁ ସବୁ ବଥା ଥାଏ ତ ସିଏ ଆଡ଼କୁ ସବୁ ହେଉଛି ରିଡ୍ୟୁସ୍ କରିଦେଇଥାଏ ତମେ ଯଦି ପ୍ରତ୍ୟେକ ଦିନ yoga କରିଥାଅ। ଆଉ କଗ୍ନିଟିଭ୍ ବେନିଫିଟ୍ କ'ଣ ମସ୍ତିଷ୍କ ତମର କେଉଁଟା କ'ଣ ବେନିଫିଟ୍ ପାଇଥାଏ ନା ତମର ଫୋକସ୍ଟା ବହୁତ ସାର୍ପ ରହିଥାଏ ତମେ ଯାହା ପଢ଼ିଥାଉ ସାଙ୍ଗେ ସାଙ୍ଗେ ହେଉଛି ମନେ ରହିଯାଇଥାଏ। କ୍ଲାରିଟି ୟୋର ମାଇଣ୍ଡ ବା ମାଇଣ୍ଡଟା ବହୁତ ହେଉଛି ଫଙ୍କସନ୍ କରିଥାଏ ବହୁତ ଭଲ ଭାବରେ। ବେଟର୍ ଏବିଲିଟି ଟୁ ଷ୍ଟେ ପ୍ରେଜେଣ୍ଟ ମାନେ ତମେ ହେଉଛି ଏଣେ ତେଣେ ତମ ଧ୍ୟାନଟା ନ ଯାଇକି ଗୋଟିଏ ଜାଗାରେ ହିଁ ତମର ଧ୍ୟାନଟା କେନ୍ଦ୍ରିତ ହେଇକି ରହିଥାଏ। ତ ସେଇଟାକୁ ହେଉଛି କଗ୍ନିଟିଭ୍ ବେନିଫିଟ୍। ସ୍ପିରିଚୁଆଲି ତମେ କ'ଣ ବେନିଫିଟ୍ ପାଅ ନା ତମର ଯେଉଁ ସେଲ୍ଫ ନଲେଜ୍ ଅଛି ହେଲା ନିଜ ବିଷୟରେ ଯେଉଁ ନଲେଜ୍ ଅଛି ବା ନିଜ ବିଷୟରେ ତମେ ଯେତେବେଳେ yogaରେ ବସିଥାଉ ତମ ଭିତରେ କ'ଣ କ'ଣ ସବୁ ଭଲ ଷ୍ଟ୍ରେନ୍ଥ ଅଛି ୱିକନେସ୍ ଅଛି ସେସବୁ ବିଷୟରେ ତମେ ଭଲ ଭାବରେ ଜାଣିପାରିଥାଉ। ତା ଛଡ଼ା କ'ଣ ନା ଆକ୍ଟିଭେଟ୍ସ ଏନର୍ଜି ସେଣ୍ଟର୍ଡ ଇନ୍ ଦ ବଡି ଆମ ବଡିର ଯେଉଁ ସବୁ ଏନର୍ଜି ସେଣ୍ଟର ଆଡ଼କୁ ରହିଛି yoga ଦ୍ୱାରା ସେ ଆଡ଼କୁ ସବୁ ଆକ୍ଟିଭେଟ୍ ହେଇଥାଏ। ତାପରେ ହେଉଛି ଲାଇଫ୍ର ପର୍ପଜ୍ କ'ଣ ବା ଲାଇଫ୍ର ତମେ କ'ଣ ଡ୍ରିମ୍ ରଖିଛ ସେସବୁ ହେଉଛି yoga ଦ୍ୱାରା ହିଁ ତମର ମନକୁ ସବୁ ପଜିଟିଭ୍ ଥିଙ୍କିଂ ଆଡ଼କୁ ଆସିଥାଏ ବୁଝିପାରିଲ। ତାପରେ ହେଉଛି
फोर मेन पाथ्स ऑफ योगा है योगार छुआ चार्टा मेन पाथ अच्छी चारि प्रकार योगा अच्छी है फोर टाइप ऑफ योगा कही योगार चार्टा पाथ अच्छे कौन कौन फास्ट हूँ भक्ति योगा माने कौन पाथ ऑफ डिवोशन और लव फॉर द गॉड तुम जो भगवान को हूँ भगवान को पूजा करुच भगवान को प्रति जो भक्ति देखौच तो सहीटा हूँ छुआ भक्ति योगा तुम जो प्रेयर कर वर्शिप कर भजन 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 कीर्तन करुच ये सब आड़क भक्ति योगा भितर जाए एटा क्या पाखक नहीं जाए ना हूँ डिवोशन पाखक जो रास्ताटा से हूँ किए नहीं था भक्ति योगाटा नहीं जाए भगवान सहित तुमको यहाँ जोड़ी थाए तो राजयोगा कौन राजयोगा हूँ छुआ पाथ ऑफ मेडिटेशन और कंट्रोल ओवर द माइंड बॉडी इंक्लूड्स अष्टांग योगा आम जो सब सका उठे जो योगा करें जो मेडिटेशन आड़क करें आम बॉडीटा को आम कंट्रोल करके रखी था आम माइंडटा को स्थिर रखापी जो योगा करें सब है डिफरेंट टाइप ऑफ योगा सब छुआ अच्छे देखी तो से आड़क हूँ कहुए कौन राजयोगा आम ही यहीटा को ही योगा बोली भावी था हूँ यहीटा हूँ योगा ये आड़क सब नुहे ना छुआ आम जो मेडिटेशन करती से योगा कि भगवान को पूजा करने गोटे प्रकार योगा बुझिपाल ये जो राजयोगा भितर कौन आसो ना पूरा अष्टांग योगा जो अच्छी अष्टांग योगार जो 8 प्रकार योगा अच्छी सी आड़क सब आसो क्या भितर राजयोगा भितर आसो जिस मेडिटेशन कर सी आड़क आसो राजयोगा तापर जनन योगा कौन ना पाथ ऑफ विजडम है ये जनन योगा कौन कहुए ना पाथ ऑफ विजडम कहुए एक पाथ ऑफ डिवोशन कहुए एक पाथ ऑफ मेडिटेशन कहुए एक पाथ ऑफ विजडम कहुए डीप इनक्वारी अबाउट द नेचर ऑफ सेल्फ एंड गॉड जिते तुम ध्यान बसिक निज विषय हूँ इनक्वारी कर भगवान विषय जो ध्यान बसिक इनक्वारी कर ताकू कहुए कौन जनन योगा बुझिपारे जो ऋषि मैंने तपस्या करते जो बसिक ध्यान सब बसिक तपस्या करते भगवान को विषय अधिक अधिक जानते निज विषय सब हूँ इनक्वारी करते निज विषय जो जानी था तो ताकू ही कहुए कौन जनन योगा जहाँद्वारा आमको हूँ बहुत प्रकार खुशी मिली थाए तापर कर्मयोगा कौन पाथ ऑफ एक्शन काम करिवार जो पाथटा को हूँ कौन कहुए कर्म योगा डूइंग सेल्फलेस सर्विस विदाउट एक्सपेक्टिंग रिवार्ड्स जे माने कौन तुम अन्य को साहाय्य कर विदाउट सेल्फिश सर्विस माने हूँ निजर गोटे स्वार्थ न रखी क्या पाखर गोटे रिवार्ड एक्सेप्ट न करा जे सब नुहे जे मुझे कमटा कने मत किए जड़े हूँ प्राइज दब किए जड़े मनी दब हूँ ये कर ना किसी फलर आशा न रखिकी सब जो कम कर जो हूँ पाथटा को कम कर जो एक्शनटा को भी कहुए कौन कर्म योगा कहुए धीरे गोटे हूँ लोक को हूँ तुम हूँ सब कौन जो वृद्ध लोक को हूँ रास्ता पार करदे गोटे लोक को हूँ किसी पैसा दबा जार हूँ दरकार किसी पैसा दबा सी सब कम आड़क जो कर्म योगा भितर जीव बुझिपाल छुआ चारि प्रकार योगा तापर देख फॉर डेवलपमेंट योगा सॉरी फॉर डेवलपमेंट स्टेज इन योगा योगार 4टा डेवलपमेंट स्टेज आसता है गोटे हूँ ग्रॉस गोटे हूँ सॉफ्टवेयर और हूँ कैजुअल और हूँ एब्सोल्यूट ये एब्सोल्यूट को कौन कह जाए तुरिया कह जाए प्रजन कह जाए ताइजस कह जाए यहाँ हूँ वैश्व नारायण एवं कौन गोटे कह जाए ओके एटी हूँ तुम छुआ यूनिट 5टा शेष होगा जोटा तुम फिलोसफीटा ये पूरा ही कम्प्लीट होगा जदि पूरा जी भी यूनिट अच्छे तुमको बहुत भल लगी पढ़ाटा बहुत भल लगी मत कमेंट करके कह हूँ वीडियो को लाइक करके चैनलटा को सब्सक्राइब करदे जो मैंने नोट परचेस करने चाहूँ मत ये 9178334921 मेसेज करके नोट परचेस करेंगे ओके थैंक यू फॉर वाचिंग माय वीडियो टिल द एंड जय जगन्नाथ।